ଉପନିବେଶବାଦ ଗୋଟିଏ ଶବ୍ଦ, କିନ୍ତୁ ଏହାର ପ୍ରଭାବ ଏତେ ବ୍ୟାପକ ଯେ ଏହା ଶତାବ୍ଦୀ ଶତାବ୍ଦୀ ଧରି ପୂରା ଦୁନିଆର ମାନଚିତ୍ରକୁ ବଦଳାଇ ଦେଇଥିଲା। ଏହା କେବଳ କିଛି ରାଜ୍ୟ ଜିତିବାର କାହାଣୀ ନୁହେଁ, ବରଂ ଏହା ଥିଲା କିଛି ଦେଶର ଉତ୍ଥାନ ଏବଂ ଅନେକ ସଭ୍ୟତାର ଭାଗ୍ୟକୁ ନୂଆ କରି ଲେଖିବାର ଏକ ପ୍ରୟାସ। ତେବେ ଆସନ୍ତୁ ଏହି ଐତିହାସିକ ଯୁଗର ଗଭୀରତାକୁ ଯିବା। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏସବୁ ହେଲା କେମିତି? କେମିତି ମାତ୍ର କେଇଟା ୟୁରୋପୀୟ ଦେଶ ଏସିଆ ଓ ଆଫ୍ରିକାର ବିଶାଳ ସମୃଦ୍ଧ ସାମ୍ରାଜ୍ୟଗୁଡ଼ିକୁ ନିଜ ଆୟତ୍ତକୁ ଆଣିପାରିଲେ? ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ଉପନିବେଶବାଦର ମୂଳଦୁଆ ପାଖକୁ ନେଇଯିବ। ତେବେ ଉପନିବେଶବାଦର ପ୍ରକୃତ ଅର୍ଥ କ'ଣ? ସାଧାରଣ ଭାଷାରେ କହିଲେ ଏହା ଏକ ଏମିତି ବ୍ୟବସ୍ଥା ଯେଉଁଠି ଗୋଟିଏ ଶକ୍ତିଶାଳୀ ଦେଶ ଅନ୍ୟ ଦୁର୍ବଳ ଅଞ୍ଚଳକୁ ଦଖଲ କରେ, କେବଳ ଶାସନ କରିବା ପାଇଁ ନୁହେଁ, ବରଂ ସେଠାକାର ସମ୍ବଳକୁ ନିଜ ଦେଶର ଉନ୍ନତି ପାଇଁ ବ୍ୟବହାର କରିବାକୁ। ଏହା ଏକ ସୁଚିନ୍ତିତ ରଣନୀତି ଥିଲା। କୌଣସି ଘଟଣାକୁ ବୁଝିବାକୁ ହେଲେ ତାର କାରଣ ଜାଣିବା ନିହାତି ଜରୁରୀ। ତେଣୁ କ'ଣ ଘଟିଲା ତାହା ଜାଣିବା ଆଗରୁ ଚାଲନ୍ତୁ ଦେଖିବା ଏହା କାହିଁକି ଘଟିଲା। କେଉଁ କେଉଁ କାରଣ ୟୁରୋପୀୟ ଶକ୍ତିମାନଙ୍କୁ ସମୁଦ୍ର ପାର ହୋଇ ସାମ୍ରାଜ୍ୟ ଗଢ଼ିବାକୁ ପ୍ରେରଣା ଦେଲା? ଦେଖନ୍ତୁ, ଏହା ପଛରେ କୌଣସି ଗୋଟିଏ କାରଣ ନଥିଲା। ଏହା ଅନେକଗୁଡ଼ିଏ ଘଟଣାର ଏକ ଶୃଙ୍ଖଳା ଥିଲା। ପ୍ରଥମେ ନୂଆ ଦୁନିଆ ଖୋଜିବାର ରୋମାଞ୍ଚ, ତାପରେ ଆସିଲା ବାଣିଜ୍ୟରୁ ପ୍ରଚୁର ଲାଭର ଲୋଭ। ଏହି ଲୋଭକୁ ଆହୁରି ବଢ଼ାଇଦେଲା ଶିଳ୍ପ ବିପ୍ଳବ, ଯାହାକୁ କଞ୍ଚାମାଲ ଦରକାର ଥିଲା। ଆଉ ଏସବୁକୁ ସମ୍ଭବ କଲା ନୂଆ ଟେକ୍ନୋଲୋଜି, ବାଷ୍ପଚାଳିତ ଜାହାଜ ଓ ଟ୍ରେନ୍। ଆଉ ଶେଷରେ ଏସିଆ ଓ ଆଫ୍ରିକାର ଦୁର୍ବଳ ରାଜନୈତିକ ସ୍ଥିତି ସେମାନଙ୍କ ପାଇଁ ରାସ୍ତା ସହଜ କରିଦେଲା। କଳ୍ପନା କରନ୍ତୁ ତ, ଏସିଆ ଓ ଆଫ୍ରିକା ସେତେବେଳେ ୟୁରୋପିଆନମାନଙ୍କ ପାଇଁ ଏକ ଖୋଲା ଖଜାନା ଭଳି ଥିଲା। ଏସିଆର ମସଲା, ରେଶମ ଓ ଚା ଠାରୁ ଆରମ୍ଭ କରି ଆଫ୍ରିକାର ସୁନା, ହୀରା ଏବଂ ରବର ପର୍ଯ୍ୟନ୍ତ ଏସବୁ ଜିନିଷର ଚାହିଦା ୟୁରୋପରେ ବହୁତ ଅଧିକ ଥିଲା। ଏହା ସହିତ ଯୋଡ଼ି ହୋଇଥିଲା ମାନବ ଇତିହାସର ସବୁଠୁ କଳଙ୍କିତ ବ୍ୟବସାୟ, ଦାସ ବ୍ୟବସାୟ, ଯାହା ସେମାନଙ୍କ ପାଇଁ ଅକଳ୍ପନୀୟ ଲାଭ ଆଣିଦେଇଥିଲା। ଶିଳ୍ପ ବିପ୍ଳବ ପୂରା ଖେଳଟାକୁ ହିଁ ବଦଳିଦେଲା। ୟୁରୋପର କାରଖାନାଗୁଡ଼ିକ ଗୋଟିଏ ଭୋକିଲା ରାକ୍ଷସ ଭଳି ଥିଲା, ଯାହାକୁ କଞ୍ଚାମାଲର ନିରନ୍ତର ଯୋଗାଣ ଦରକାର ଥିଲା। ଆଉ ସେହି କାରଖାନାରୁ ବାହାରୁଥିବା ଜିନିଷ ବିକ୍ରି କରିବା ପାଇଁ ଦରକାର ଥିଲା ନୂଆ ବଜାର। ଏହି ଦୁଇଟି ଆବଶ୍ୟକତାକୁ ପୂରଣ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ସଂସ୍ଥା ଆଗକୁ ଆସିଲେ, ଯେଉଁମାନେ ବାଣିଜ୍ୟର ମୁଖା ପିନ୍ଧି ସାମ୍ରାଜ୍ୟ ଗଢ଼ିବା ଆରମ୍ଭ କଲେ। ୟୁରୋପୀୟ ଶକ୍ତିମାନଙ୍କ ଆଖି ପ୍ରଥମେ ପଡ଼ିଲା ଏସିଆ ଉପରେ। କାହିଁକି? କାରଣ ଏସିଆ ଥିଲା ସେତେବେଳର ସୁନାର ଖଣି। ପ୍ରାଚୀନ ସଭ୍ୟତା, ଅପାର ଧନସମ୍ପତ୍ତି ଏବଂ ମସଲାର ସୁଗନ୍ଧ ସେମାନଙ୍କୁ ସମୁଦ୍ର ପାର ହେବାକୁ ବାଧ୍ୟ କରୁଥିଲା। ଏଇଠୁ ହିଁ ଉପନିବେଶବାଦର ପ୍ରକୃତ ଖେଳ ଆରମ୍ଭ ହେଲା। ଆଉ ତାପରେ ଆସିଲା 1498 ମସିହା, ଇତିହାସର ଗୋଟେ ବଡ଼ ମୋଡ଼। ପର୍ତ୍ତୁଗୀଜ ନାବିକ ଭାସ୍କୋ ଡା ଗାମା ଭାରତକୁ ଏକ ସିଧାସଳଖ ସାମୁଦ୍ରିକ ରାସ୍ତା ଖୋଜି ବାହାର କଲେ। ଏହାର ଅର୍ଥ ଥିଲା, ଏବେ ଏସିଆ ସହ ବାଣିଜ୍ୟ ପାଇଁ ଆଉ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି। ଏହି ଗୋଟିଏ ଆବିଷ୍କାର ଏସିଆ ପାଇଁ ପ୍ରତିଯୋଗିତାର ବନ୍ୟା ଆଣିଦେଲା। ଭାରତକୁ ଦଖଲ କରିବା କାମଟା ଗୋଟିଏ ଦିନରେ ହେଇନଥିଲା। ଏହା ଏକ ଲମ୍ବା ଆଉ ଧୀର ପ୍ରକ୍ରିୟା ଥିଲା, ଠିକ୍ ଧୀମା ବିଷ ଭଳି। 1757ର ପଲାସି ଯୁଦ୍ଧ ଏକ ନିର୍ଣ୍ଣାୟକ ମୋଡ଼ ଥିଲା, ଯେଉଁଠି ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟୀରୁ ଶାସକ ପାଲଟିଗଲା। ଆଉ ତାପରେ ଆରମ୍ଭ ହେଲା ପାଖାପାଖି 200 ବର୍ଷର ଶାସନ ଏବଂ ସଂଘର୍ଷର କାହାଣୀ, ଯାହାର ଅନ୍ତ ଘଟିଲା 1947 ମସିହାରେ। ଭାରତ ପରେ ନଜର ପଡ଼ିଲା ଚୀନ ଉପରେ। ଆଉ ଚୀନ ପାଇଁ ସେତେବେଳେ ୟୁରୋପରେ ଏକ ବାକ୍ୟ ବହୁତ ଚର୍ଚ୍ଚାରେ ଥିଲା, ଚୀନ ତରଭୁଜର କଟାକଟି। ଏହି ବାକ୍ୟଟି ହିଁ ସେମାନଙ୍କର ମନୋଭାବକୁ ଦର୍ଶାଉଥିଲା। ଯୁଦ୍ଧରେ ହାରି ଦୁର୍ବଳ ହୋଇପଡ଼ିଥିବା ଚୀନକୁ ସେମାନେ ଏକ ତରଭୁଜ ଭଳି ଦେଖୁଥିଲେ, ଯାହାକୁ ସମସ୍ତେ ମିଶି କାଟି ଖାଇବାକୁ ଚାହୁଁଥିଲେ। ଆଉ ତାପରେ ଆରମ୍ଭ ହେଲା ପ୍ରକୃତ ଭାଗବଣ୍ଟା। ପ୍ରତ୍ୟେକ ୟୁରୋପିଆନ୍ ଶକ୍ତି ନିଜ ପାଇଁ ଏକ ଖଣ୍ଡ ଦାବି କଲେ। ସେମାନେ ଏହାକୁ ପ୍ରଭାବ କ୍ଷେତ୍ର ବୋଲି କହୁଥିଲେ, କିନ୍ତୁ ଏହାର ପ୍ରକୃତ ଅର୍ଥ ଥିଲା ସେହି ଅଞ୍ଚଳର ବାଣିଜ୍ୟ ଓ ସମ୍ବଳ ଉପରେ ସେମାନଙ୍କର ଏକାଛାଟିଆ ଅଧିକାର। ଫଳରେ ଚୀନ ନିଜ ଦେଶରେ ହିଁ ପରାଧୀନ ହୋଇଗଲା। ଏସିଆର କାହାଣୀ ଯଦି ଏକ ଲମ୍ବା ଛକାପଞ୍ଜାର ଖେଳ ଥିଲା, ତେବେ ଆଫ୍ରିକାର କାହାଣୀ ଥିଲା ଏକ ଦୌଡ଼ ପ୍ରତିଯୋଗିତା। 19ଶ ଶତାବ୍ଦୀର ଶେଷ ଭାଗରେ ୟୁରୋପୀୟ ଶକ୍ତିମାନଙ୍କ ମଧ୍ୟରେ ଏକ ପ୍ରକାର ପାଗଳାମି ଦେଖାଗଲା, ଯାହାକୁ ଇତିହାସରେ ସ୍କ୍ରାମ୍ବଲ ଫର୍ ଆଫ୍ରିକା ବା ଆଫ୍ରିକା ପାଇଁ ଦୌଡ଼ କୁହାଯାଏ। ଦେଖୁ ଦେଖୁ ପୂରା ମହାଦେଶକୁ କେକ୍ ଭଳି କାଟି ବାଣ୍ଟି ଦିଆଗଲା। ଆଫ୍ରିକାର ଇତିହାସରେ ଅନେକ କଳା ପୃଷ୍ଠ ଅଛି, କିନ୍ତୁ ଗୋଟିଏ ନାଁ ସବୁଠୁ ଭୟଙ୍କର, କଙ୍ଗୋ ଫ୍ରି ଷ୍ଟେଟ୍। ଏହାର କାହାଣୀ
କୌଣସି ଦେଶର ନୁହେଁ, ବରଂ ଜଣେ ବ୍ୟକ୍ତିର ଅସୀମ ଲୋଭ ଏବଂ ନିଷ୍ଠୁରତାର କାହାଣୀ। ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା କ'ଣ? କଙ୍ଗୋ କୌଣସି ଦେଶର ଉପନିବେଶ ନଥିଲା। ଏହା ଥିଲା ଜଣେ ମଣିଷର ବ୍ୟକ୍ତିଗତ ସମ୍ପତ୍ତି, ବେଲଜିୟମର ରାଜା ଦ୍ୱିତୀୟ ଲିଓପୋଲ୍ଡଙ୍କର। ରବର ଏବଂ ହାତୀଦାନ୍ତ ପାଇଁ ସେ କଙ୍ଗୋକୁ ଏକ ବିଶାଳ ନରକରେ ପରିଣତ କରିଦେଇଥିଲେ, ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରି ହତ୍ୟା କରାଯାଇଥିଲା। ଆଫ୍ରିକାର ମାନଚିତ୍ରକୁ ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟେ କେକ୍ କାଟୁଛି। ବ୍ରିଟେନ୍ ଆଉ ଫ୍ରାନ୍ସ ସବୁଠୁ ବଡ଼ ଭାଗ ନେଲେ, କିନ୍ତୁ ସେମାନେ ଏକା ନଥିଲେ। ଜର୍ମାନୀ, ପର୍ତ୍ତୁଗାଲ, ବେଲଜିୟମ ଏବଂ ଇଟାଲୀ ମଧ୍ୟ ଏହି ଦୌଡ଼ରେ ସାମିଲ ଥିଲେ। ମାତ୍ର କିଛି ଦେଶ ହିଁ ନିଜ ସ୍ୱାଧୀନତା ବଞ୍ଚାଇ ପାରିଥିଲେ। ସାମ୍ରାଜ୍ୟ ତ ଚାଲିଗଲା, କିନ୍ତୁ ସେମାନେ ଯେଉଁ ଛାପ ଛାଡ଼ିଗଲେ ତାହା ଆଜି ବି ଆମ ଦୁନିଆକୁ ଗଡ଼ୁଛି। ତେବେ ଆସନ୍ତୁ ଦେଖିବା ଏହି ଐତିହାସିକ ଘଟଣାର ପ୍ରଭାବ କେତେ ଗଭୀର ଏବଂ କିପରି ଏହା ଆଜିର ବିଶ୍ୱକୁ ଆକାର ଦେଇଛି। ଉପନିବେଶବାଦର ସବୁଠାରୁ ବଡ଼ ଏବଂ ସ୍ଥାୟୀ ପ୍ରଭାବ ଦେଖିବାକୁ ମିଳେ ଆଜିର ଦେଶଗୁଡ଼ିକର ସୀମାରେ। ୟୁରୋପୀୟମାନେ ନିଜ ସୁବିଧା ପାଇଁ ମାନଚିତ୍ରରେ ସ୍କେଲ ଧରି ସିଧା ଲାଇନ୍ ଟାଣିଦେଲେ। ସେମାନେ ସ୍ଥାନୀୟ ସଂସ୍କୃତି କିମ୍ବା ଜନଜାତିକୁ ଦେଖିଲେନି, ଆଉ ଏହି କୃତ୍ରିମ ସୀମାଗୁଡ଼ିକ ହିଁ ଆଜି ଅନେକ ଦେଶରେ ବିବାଦ ଓ ଗୃହଯୁଦ୍ଧର ମୂଳ କାରଣ ପାଲଟିଛି। କିନ୍ତୁ କାହାଣୀର ସବୁଠୁ ବଡ଼ ବିଡ଼ମ୍ବନା ହେଉଛି ଉପନିବେଶବାଦର ନିଆଁ ଶେଷରେ ନିଜ ଘରକୁ ହିଁ ଫେରିଲା। ସାମ୍ରାଜ୍ୟ ପାଇଁ ଏହି ପ୍ରତିଯୋଗିତା ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଏତେ ତିକ୍ତତା ବଢ଼ାଇଦେଲା ଯେ ପୂରା ୟୁରୋପ ମହାଦେଶ ଏକ ବାରୁଦ ଗଦା ଉପରେ ବସିଥିଲା। ବାସ୍ କେବଳ ଗୋଟିଏ ଚିଙ୍ଗାରିର ଅପେକ୍ଷା ଥିଲା। ଆଉ ସେଇ ଚିଙ୍ଗାରି ଲାଗିଲା 1914 ମସିହାରେ। ଉପନିବେଶ ପାଇଁ ହେଉଥିବା ଏହି ସଂଘର୍ଷ ହିଁ ପ୍ରଥମ ବିଶ୍ୱଯୁଦ୍ଧର ମଞ୍ଜି ବୁଣିଥିଲା। ମାନେ ଏସିଆ ଓ ଆଫ୍ରିକାକୁ ବାଣ୍ଟିବାର ଖେଳ ଶେଷରେ ୟୁରୋପକୁ ହିଁ ଜାଳି ପାଉଁଶ କରିଦେଲା। ଆଜି ସେହି ଔପନିବେଶିକ ସାମ୍ରାଜ୍ୟ ନାହିଁ, କିନ୍ତୁ ଗୋଟେ ପ୍ରଶ୍ନ ମନକୁ ଆସେ। ସେମାନେ ଟାଣିଥିବା ଲକ୍ଷ୍ମଣରେଖା, ସେମାନେ ସୃଷ୍ଟି କରିଥିବା ଅର୍ଥନୈତିକ ଅସମାନତା କ'ଣ ସତରେ ମିଳିଯାଇଛି, ନା ଏବେ ବି ଆମ ଦୁନିଆକୁ ଏକ ଅଦୃଶ୍ୟ ସୂତାରେ ବାନ୍ଧି ରଖିଛି? ଏହାର ଉତ୍ତର ଆମ ସମସ୍ତଙ୍କୁ ଖୋଜିବାକୁ ହେବ। ନମସ୍କାର। ଇତିହାସରେ ଏମିତି କିଛି ଘଟଣା ଘଟେ ଯାହା ସବୁକିଛି ବଦଳାଇ ଦିଏ। ଆଜି ଆମେ ସେମିତି ଗୋଟେ ଗୁଳିର କାହାଣୀ ଜାଣିବା, ଯାହାର ଶବ୍ଦ କେବଳ ଗୋଟେ ମହାଦେଶକୁ ନୁହେଁ, ବରଂ ପୂରା ଦୁନିଆକୁ ଏକ ଭୟଙ୍କର ଯୁଦ୍ଧ ଭିତରକୁ ଟାଣି ନେଇଥିଲା। ଏଇଟା ଗୋଟେ ବଡ଼ ପ୍ରଶ୍ନ ନୁହେଁ କି? ମାନେ କେମିତି ଜଣେ ଲୋକର ମୃତ୍ୟୁ ପାଇଁ 30ରୁ ଅଧିକ ଦେଶ ଗୋଟେ ଭୟଙ୍କର ଯୁଦ୍ଧ ଭିତରକୁ ଡେଇଁ ପଡ଼ିଲେ? ଚାଲନ୍ତୁ ଏଇ ରହସ୍ୟକୁ ଟିକେ ଖୋଲିବା। 1914ର ୟୁରୋପ, ଭାବନ୍ତୁ ତ, ଗୋଟେ ବାରୁଦର ଗଦା। ଚାରିଆଡ଼େ ଖାଲି ସନ୍ଦେହ, ଶତ୍ରୁତା ଆଉ ନିଜ ସାମ୍ରାଜ୍ୟ ବଢ଼େଇବାର ନିଶା। ପରିସ୍ଥିତି ଏମିତି ଥିଲା ଯେ ବାସ୍ ଗୋଟେ ଛୋଟିଆ ନିଆଁ ଖୁଣ୍ଟା ହିଁ ଯଥେଷ୍ଟ ଥିଲା ସବୁକିଛି ଜଳେଇ ଦେବା ପାଇଁ। ତେବେ ସେଇ ନିଆଁ ଖୁଣ୍ଟାଟା କ'ଣ ଥିଲା? କେଉଁଠୁ ଆସିଲା? କାହାଣୀର ଆରମ୍ଭ ହେଉଛି ଗୋଟେ ଗୁଳିର ଶବ୍ଦରୁ, ଯାହାର ପ୍ରତିଧ୍ୱନିରେ ପୂରା ୟୁରୋପ ଜଳି ଉଠିଥିଲା। ଆଉ ସେହି ଚିଙ୍ଗାରି ଥିଲା ଗୋଟେ ହତ୍ୟାକାଣ୍ଡ। ତାରିଖ ଥିଲା ଜୁନ୍ 28, 1914। ସ୍ଥାନ ଥିଲା ସାରାଜେଭୋ। ଏହି ଗୋଟିଏ ଘଟଣା ୟୁରୋପର ସେଇ ବାରୁଦ ଗଦାରେ ନିଆଁ ଲଗେଇଦେଲା। କିନ୍ତୁ ପ୍ରଶ୍ନ ହେଉଛି, ଏ ହତ୍ୟା ପଛରେ କିଏ ଥିଲା ଆଉ କାହିଁକି? ହତ୍ୟାକାରୀ ଥିଲା ଜଣେ ସର୍ବ ଜାତୀୟତାବାଦୀ। ବାସ୍ ଏତିକି ଯଥେଷ୍ଟ ଥିଲା। ଅଷ୍ଟ୍ରିଆ ହଙ୍ଗେରୀ ସିଧା ସିଧା ପୂରା ସର୍ବିଆ ଦେଶକୁ ହିଁ ଦାୟୀ କରିଦେଲା। ସେମାନେ ଭାବିଲେ ଏଇଟା ଗୋଟେ ବଢ଼ିଆ ସୁଯୋଗ ନିଜର ପୁରୁଣା ଶତ୍ରୁ ସର୍ବିଆକୁ ଦବେଇ ଦେବା ପାଇଁ। କିନ୍ତୁ ସେମାନେ ଗୋଟେ କଥା ଭୁଲି ଯାଇଥିଲେ, ସର୍ବିଆ ଏକା ନଥିଲା। ଆଉ ଏଇ ଗୋଟିଏ ଭୁଲ ନିଷ୍ପତ୍ତି ପୂରା ଦୁନିଆକୁ ଏକ ଭୟଙ୍କର ସଙ୍କଟ ଭିତରକୁ ଠେଲି ଦେବାକୁ ଯାଉଥିଲା। ହେଲେ କେମିତି? ମାନେ ଗୋଟିଏ ହତ୍ୟା ପାଇଁ ପୂରା ଦୁନିଆ କାହିଁକି ଲଢ଼ିବ? କାରଣ ସେତେବେଳକୁ ୟୁରୋପ ପ୍ରକୃତିରେ ଦୁଇ ଭାଗରେ ବାଣ୍ଟି ହୋଇସାରିଥିଲା, ପରସ୍ପରର ଶତ୍ରୁ ଥିବା ଦୁଇଟି ସାମରିକ ଗୋଷ୍ଠୀ ଭିତରେ। ଗୋଟେ ପଟେ ଥିଲା ତ୍ରିଶକ୍ତି ମେଣ୍ଟ, ଜର୍ମାନୀ, ଅଷ୍ଟ୍ରିଆ ହଙ୍ଗେରୀ ଆଉ ଇଟାଲୀ। ଆଉ ତାଙ୍କୁ ଟକ୍କର ଦେବା ପାଇଁ ଅନ୍ୟପଟେ ଥିଲା ତ୍ରିମିତ୍ର ପକ୍ଷ, ଫ୍ରାନ୍ସ, ରୁଷିଆ ଆଉ ବ୍ରିଟେନ୍। ଭାବନ୍ତୁ ଦୁଇଟା ଶକ୍ତିଶାଳୀ ଗ୍ୟାଙ୍ଗ ଭଳି, ଯେଉଁମାନେ ପରସ୍ପରକୁ ଜମା ବିଶ୍ୱାସ କରୁନଥିଲେ। ୟୁରୋପ ମଝିରେ ଗୋଟେ ଅଦୃଶ୍ୟ କାନ୍ଥ ଠିଆ ହୋଇଯାଇଥିଲା। ଗୋଟେ ଛୋଟ ଭୁଲ ଆଉ ସବୁକିଛି ଶେଷ। ଆଉ ଏଇ ଯେଉଁ ଜଟିଳ ମେଣ୍ଟର ଜାଲ, ଏହାର କାରିଗର ଥିଲେ ଜର୍ମାନୀର ଚାନ୍ସେଲର ଅଟୋ ଭନ୍ ବିସ୍ମାର୍କ। ତାଙ୍କର ପ୍ଲାନ୍ ଥିଲା ଫ୍ରାନ୍ସକୁ ଏକୁଟିଆ କରିଦେବା, କାଳେ ଫ୍ରାନ୍ସ ପ୍ରତିଶୋଧ ନେବ। କିନ୍ତୁ ହେଲା ଠିକ୍ ତାର ଓଲଟା। ତାଙ୍କର ଏହି ନୀତି ଯୋଗୁଁ ପୂରା ୟୁରୋପ ହିଁ ଦୁଇଟି ଶତ୍ରୁ ଶିବିରରେ ବାଣ୍ଟି ହୋଇଗଲା। କିନ୍ତୁ ଖାଲି ଏହି ମେଣ୍ଟ କଥା ନୁହେଁ, ଏହା ତ ଥିଲା ବାହାରର କଥା। ଭିତରେ ଭିତରେ ୟୁରୋପରେ କିଛି ଏମିତି ବିପଦଜନକ ଚିନ୍ତାଧାରା ବଢ଼ୁଥିଲା, ଯାହା ଏହି ଉତ୍ତେଜନାର ନିଆଁରେ ଘିଅ ଢାଳିବା ଭଳି କାମ କରୁଥିଲା।
ସବୁଠୁ ପ୍ରଥମ ଥିଲା ଉଗ୍ର ଜାତୀୟତାବାଦ। ସିଧା କଥା ହେଲା ମୋ ଦେଶ ସବୁଠୁ ବେଷ୍ଟ। ସବୁ ଦେଶ ନିଜକୁ ନେଇ ବହୁତ ଗର୍ବ କରୁଥିଲେ ଆଉ ଅନ୍ୟମାନଙ୍କୁ ଛୋଟ ଭାବୁଥିଲେ। ବିଶେଷ କରି ଜର୍ମାନୀ ଆଉ ବଲ୍କାନ୍ ଅଞ୍ଚଳରେ ତ ଏହି ଭାବନା ଘୃଣା ଆଉ ପ୍ରତିଯୋଗିତାର ମାହୋଲ ତିଆରି କରିଦେଇଥିଲା। ତାପରେ ଆସିଲା ସାମରିକବାଦ। ଏଇଟା ଗୋଟେ ପ୍ରକାରର ରେସ୍ ଥିଲା, ଅସ୍ତ୍ରଶସ୍ତ୍ର ତିଆରି କରିବାର ରେସ୍। ତା ପାଖରେ ଯଦି 10ଟା ବନ୍ଧୁକ ଅଛି, ମୋ ପାଖରେ 20ଟା ରହିବା ଦରକାର। ସମସ୍ତେ ନିଜ ସେନାକୁ ଶକ୍ତିଶାଳୀ କରିବାରେ ଲାଗିଥିଲେ। ଆଉ ସମୁଦ୍ରରେ ତ ଜର୍ମାନୀ ଆଉ ବ୍ରିଟେନ୍ ଭିତରେ ଯେଉଁ ପ୍ରତିଯୋଗିତା ଚାଲିଥିଲା, ସେଇଟା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ଆଉ 3 ନମ୍ବର କାରଣ ଥିଲା ସାମ୍ରାଜ୍ୟବାଦ। ଏସିଆ ଆଉ ଆଫ୍ରିକାରେ କିଏ କେତେ ଅଧିକ ଜାଗା ଆଉ ସମ୍ପଦ ଦଖଲ କରିବ, ସେଥିପାଇଁ ୟୁରୋପୀୟ ଦେଶମାନଙ୍କ ଭିତରେ ପ୍ରବଳ ପ୍ରତିଯୋଗିତା ଚାଲିଥିଲା। ଏହା ତାଙ୍କ ଭିତରେ ଟଙ୍କା ପଇସାକୁ ନେଇ ଆଉ ରାଜନୀତିକୁ ନେଇ ଝଗଡ଼ାକୁ ବହୁତ ବଢ଼େଇ ଦେଇଥିଲା। 1914ର ସେହି ଭୟଙ୍କର ଦିନ ଆସିବା ପୂର୍ବରୁ ଇତିହାସ କିନ୍ତୁ ବାରମ୍ବାର ସତର୍କ ଘଣ୍ଟି ବଜେଇଥିଲା। ଅନେକ ଛୋଟ ଛୋଟ ଘଟଣା ଘଟିଥିଲା ଯାହା ଗୋଟେ ବଡ଼ ଯୁଦ୍ଧର ଇସାରା ଦେଉଥିଲା, ହେଲେ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ମରୋକ୍କୋ ସଙ୍କଟ ହେଉ କି ବଲ୍କାନ୍ ଯୁଦ୍ଧ, ଏସବୁ ଘଟଣା ଥିଲା ଗୋଟେ ଡ୍ରେସ୍ ରିହର୍ସାଲ ଭଳି। ପ୍ରତିଥର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଥିଲେ, ଯୁଦ୍ଧ ହେଉ ହେଉ ରହିଯାଉଥିଲା। କିନ୍ତୁ ପ୍ରତିଥର ପରେ ତାଙ୍କ ଭିତରେ ଥିବା ଶତ୍ରୁତା ଆହୁରି ଗଭୀର ହେଉଥିଲା। ଆଉ ଏ କଥା ପକ୍କା ହୋଇଯାଉଥିଲା ଯେ ଯୁଦ୍ଧ ତ ଦିନେ ନା ଦିନେ ହବ ହିଁ ହବ। ଆଉ ଏହିସବୁ ଟେନସନ୍ ଭିତରେ ସବୁଠୁ ବିପଦଜନକ ଜାଗା ଥିଲା ବଲ୍କାନ୍ ଅଞ୍ଚଳ। ଏହାକୁ ସେମିତି କିଛି ୟୁରୋପର ବାରୁଦଗଦା କୁହାଯାଉନଥିଲା। ଏଠି ବଡ଼ ବଡ଼ ଦେଶମାନଙ୍କର ସ୍ୱାର୍ଥ ଏମିତି ଭାବରେ ଛନ୍ଦି ହୋଇ ରହିଥିଲା ଯେ ଗୋଟେ ଛୋଟ ଭୁଲ ବି ବଡ଼ ବିସ୍ଫୋରଣ କରିପାରିଥାନ୍ତା। ତେବେ ଯେତେବେଳେ ଏହି ବାରୁଦ ଗଦା ଉପରେ ଆର୍ଚ୍ଚଡ୍ୟୁକ୍ଙ୍କ ହତ୍ୟାର ଚିଙ୍ଗାରି ପଡ଼ିଲା, ତାପରେ କ'ଣ ହେଲା? ଆସନ୍ତୁ ଦେଖିବା କେମିତି ଡୋମିନୋ ଖେଳ ଭଳି ଗୋଟେ ପରେ ଗୋଟେ ଦେଶ ଏହି ଯୁଦ୍ଧର ଗାତ ଭିତରକୁ ଖସି ପଡ଼ିଲେ। ଏହାପରେ ଯାହା ହେଲା ସବୁ ବହୁତ ଜଲ୍ଦି ହେଲା। ଅଷ୍ଟ୍ରିଆ ସର୍ବିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା। ସର୍ବିଆକୁ ବଞ୍ଚାଇବାକୁ ରୁଷିଆ ଆଗକୁ ଆସିଲା। ରୁଷିଆକୁ ଦେଖି ଜର୍ମାନୀ ଆସିଲା, ତାପରେ ଫ୍ରାନ୍ସ, ଆଉ ଶେଷରେ ଯେତେବେଳେ ଜର୍ମାନୀ ନିରପେକ୍ଷ ବେଲଜିୟମ ଉପରେ ଆକ୍ରମଣ କଲା, ବ୍ରିଟେନ୍ ବି ଏହି ଯୁଦ୍ଧକୁ ଡେଇଁ ପଡ଼ିଲା। ଦେଖୁ ଦେଖୁ ମାତ୍ର କିଛି ସପ୍ତାହ ଭିତରେ ଗୋଟେ ଛୋଟ ଝଗଡ଼ା ପୁରା ୟୁରୋପକୁ ନିଜ କବ୍ଜାକୁ ନେଇଗଲା। ଆଉ ଏମିତି ଭାବରେ ଜଟିଳ ମେଣ୍ଟ, ଉଗ୍ର ଜାତୀୟତାବାଦ ଆଉ ଗୋଟିଏ ହତ୍ୟାକାଣ୍ଡ ମିଶି ଆରମ୍ଭ କଲେ ପ୍ରଥମ ବିଶ୍ୱଯୁଦ୍ଧ। ଗୋଟେ ଏମିତି ଯୁଦ୍ଧ ଯାହା ଇତିହାସର ମୋଡ଼କୁ ସବୁଦିନ ପାଇଁ ବଦଳାଇ ଦେଲା। କିନ୍ତୁ ପ୍ରଶ୍ନଟା ଆଜି ବି ସେମିତି ଅଛି, ଏତେ ବଡ଼ ବିନାଶ ପାଇଁ ପ୍ରକୃତରେ କାହାକୁ ଦାୟୀ କରାଯିବ? ଆଉ ସବୁଠୁ ବଡ଼ କଥା ହେଲା, ସେଇ ଭୟଙ୍କର ଭୁଲରୁ ମଣିଷ ସମାଜ କିଛି ଶିଖିଲା କି? ପ୍ରାରମ୍ଭିକ ସଙ୍ଗୀତ 300 ବର୍ଷର ଏକ ସାମ୍ରାଜ୍ୟ ମାତ୍ର କିଛି ଦିନ ଭିତରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା। କେମିତି ସମ୍ଭବ ଏହା? ଦେଖନ୍ତୁ, କୌଣସି ବଡ଼ ବିସ୍ଫୋରଣ ପାଇଁ ଗୋଟେ ଛୋଟ ନିଆଖୁଣ୍ଟା ହିଁ ଯଥେଷ୍ଟ, କିନ୍ତୁ ସେଥିପାଇଁ ଆଗରୁ ଗୋଟେ ବଡ଼ ବାରୁଦ ସ୍ତୂପ ଜମା ହେବା ଦରକାର। ତେବେ ଚାଲନ୍ତୁ ଦେଖିବା ସେହି ବାରୁଦ ସ୍ତୂପରେ କ'ଣ କ'ଣ ଉପାଦାନ ମିଶିଥିଲା। ତେବେ ଆମ ବାରୁଦ ସ୍ତୂପର ସବୁଠୁ ପ୍ରଥମ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ସେଇଟା ଥିଲା ଜାରଙ୍କର ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ କ୍ଷମତା। ଏମିତି ଏକ କ୍ଷମତା ଯାହା ଉପରେ କାହାରି କିଛି ବି ନିୟନ୍ତ୍ରଣ ନଥିଲା। ଆଉ ଏଇଠୁ ହିଁ ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ ଜଳିବା ଆରମ୍ଭ ହେଲା। ଆଉ ଏଇ ଚେହେରାକୁ ଦେଖନ୍ତୁ, ଇଏ ହେଉଛନ୍ତି ଜାର୍ ଦ୍ୱିତୀୟ ନିକୋଲାସ୍, ରୋମାନୋଭ ବଂଶର ଶେଷ ସମ୍ରାଟ। ତାଙ୍କର ହିଁ ଶାସନ କାଳରେ ହିଁ ଲୋକଙ୍କର ସବୁ ରାଗ, ସବୁ ଅସନ୍ତୋଷ ଏକଦମ ଚରମ ସୀମାରେ ପହଞ୍ଚିଗଲା। ଆଉ ସେଇଠୁ ହିଁ ବିପ୍ଳବର କାହାଣୀ ଆରମ୍ଭ ହେଲା। ତ କ୍ଷମତା କେମିତିକା ଥିଲା ଟିକେ ବୁଝିବା। ରୁଷର ସବୁକିଛି କ୍ଷମତା କେବଳ ଜଣେ ଲୋକ ହାତରେ ଥିଲା। ସେ ଥିଲେ ସେନାର ମୁଖ୍ୟ, ଚର୍ଚ୍ଚର ମୁଖ୍ୟ, ଆଉ ତାଙ୍କ କ୍ଷମତାର କୌଣସି ସୀମା ନଥିଲା। ଟିକେ ଭାବି ଦେଖନ୍ତୁ ତ, କାହାକୁ ବିନା କୌଣସି ପ୍ରଶ୍ନରେ, ବିନା କୌଣସି ବିଚାରରେ ସିଧା ସାଇବେରିଆର ସେହି ବରଫ ଜାଗାକୁ ପଠାଇ ଦିଆଯାଇପାରୁଥିଲା। ଏହାର ସିଧାସଳଖ ମାନେ ହେଲା ସରକାର ବିରୁଦ୍ଧରେ ପାଟି ଖୋଲିଲେ ପରିଣାମ ଭୟଙ୍କର। ତେବେ ଏହିଭଳି ଏକଛତ୍ରବାଦୀ ଶାସନ ହିଁ ତ ଲୋକଙ୍କ ମନରେ ବିଦ୍ରୋହର ମଞ୍ଜିପୋତି ଚାଲିଥିଲା। ଆଚ୍ଛା, ତେବେ ବାରୁଦ ସ୍ତୂପର ଆଉ ଗୋଟେ ଉପାଦାନ, ଆଉ ଏଇଟା ଥିଲା ସେହି ଗଭୀର ସାମାଜିକ ବିଭେଦ ଯାହା ସେହି ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି କାମ କଲା। ସେତେବେଳର ରୁଷିଆ ସମାଜକୁ ଦେଖିଲେ ଲାଗିବ ଯେମିତି ଏହା ଗୋଟେ ଦେଶ ନୁହେଁ, ବରଂ ଦୁଇଟା ଅଲଗା ଅଲଗା ଦୁନିଆ। ଗୋଟେ ପଟେ ଥିଲାବାଲା ଯେଉଁମାନଙ୍କ ପାଖରେ ବିଳାସ, କ୍ଷମତା ସବୁକିଛି ଥିଲା, ଆଉ ଅନ୍ୟପଟେ ନଥିଲାବାଲା ଯେଉଁମାନଙ୍କ ଭାଗ୍ୟରେ ଥିଲା କେବଳ ଶୋଷଣ। ଜାଣିଛନ୍ତି, ଏଇଟା ଖାଲି ଟଙ୍କା ପଇସାର ଫରକ ନଥିଲା, ଏଇଟା ଥିଲା ଆଶାର ଫରକ। ଜଣେ ସାଧାରଣ କୃଷକ କିମ୍ବା ଶ୍ରମିକ କେବେ ବି ଭାବିପାରୁନଥିଲା ଯେ ସେ କେବେ ଉପରକୁ ଉଠିପାରିବ। ତାର ଭାଗ୍ୟ ଜନ୍ମରୁ ହିଁ ଲେଖା ସରିଥିଲା। ଆଉ ଏହି ଯେଉଁ ନିରାଶା, ଏଇଟା ହିଁ ତାକୁ ବିପ୍ଳବ ଆଡ଼କୁ ଟାଣି ନେଉଥିଲା। ଆଉ ଏଇ ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 45 ମିଲିୟନ।
ମାନେ ପାଖାପାଖି 4.5 କୋଟି ଲୋକ। ଏମାନେ ଥିଲେ କୃଷିଦାସ, ଯାହା ସେତେବେଳର ରୁଷିଆର ମୋଟ ଜନସଂଖ୍ୟାର ପ୍ରାୟ ଅଧା। କଳ୍ପନା କରନ୍ତୁ, ଦେଶର ଅଧା ଲୋକ ଗୋତି ଶ୍ରମିକ ଭଳି ଜୀବନ କାଟୁଥିଲେ, ଅତି ଦୟନୀୟ ଅବସ୍ଥାରେ। ତେବେ ଏହି ନଥିଲାୱାଲାଙ୍କ ଜୀବନ କେମିତି ଥିଲା? ସହରରେ ଶ୍ରମିକମାନେ ରହୁଥିଲେ ଅଣଓସାରିଆ ଅସ୍ୱାସ୍ଥ୍ୟକର ଘରେ। କଠିନ ପରିଶ୍ରମର ଦୁଃଖ ଭୁଲିବା ପାଇଁ ଅନେକେ ଭୋଡ଼କା ନିଶାରେ ବୁଡ଼ି ରହୁଥିଲେ। ଫଳରେ ରୋଗ, ଭୋକ ଆଉ ନିଶା ଏସବୁ ମିଶି ସେମାନଙ୍କୁ ଅକାଳରେ ମୃତ୍ୟୁମୁଖକୁ ଠେଲି ଦେଉଥିଲା। ଆଉ ସରକାରଙ୍କର ସେମାନଙ୍କ ପାଇଁ କୌଣସି ଚିନ୍ତା ନଥିଲା, କୌଣସି ଯୋଜନା ନଥିଲା। ଏହି ଯେଉଁ ତଫାତ୍, ଏଇଟା ହିଁ ଶ୍ରେଣୀ ସଂଘର୍ଷର ନିଆଁକୁ ଜଳାଇଲା। ଆଚ୍ଛା, ତେବେ ଗୋଟେ ପଟେ ଦମନ, ଅନ୍ୟପଟେ ଅସମାନତା। ଏହିଭଳି ଏକ ପରିବେଶ ଭିତରକୁ ପଶ୍ଚିମ ଦୁନିଆରୁ କିଛି ନୂଆ ଆଉ ଶାସକଙ୍କ ପାଇଁ ବିପଜ୍ଜନକ ବିଚାରଧାରା ଧୀରେ ଧୀରେ ପଶିବାକୁ ଲାଗିଲା। ଆଉ ଏହି ସମୟରେ ଗୋଟେ ନୂଆ ଶବ୍ଦ ବହୁତ ଚର୍ଚ୍ଚାକୁ ଆସିଲା, ପ୍ରୋଲେତାରିଏତ୍, ଯାହାକୁ ଆମେ ସର୍ବହରା ବୋଲି କହିପାରିବା। ଏମାନେ କିଏ ଥିଲେ? ଏମାନେ ଥିଲେ ସେହି ଶ୍ରମିକ ଶ୍ରେଣୀ ଯେଉଁମାନଙ୍କ ପାଖରେ ନିଜର ଜମିବାଡ଼ି କିଛି ନଥିଲା, ଥିଲା ତ କେବଳ ନିଜର ଶ୍ରମ, ଯାହାକୁ ସେମାନେ ବଞ୍ଚିବା ପାଇଁ ବିକ୍ରି କରୁଥିଲେ। ଆଉ ଏହି ସର୍ବହରାଙ୍କୁ ଏକାଠି କରିବାର ସ୍ୱର ଉଠାଇଲେ କାର୍ଲ ମାର୍କସ। ତାଙ୍କର ସେ ପ୍ରସିଦ୍ଧ ଲେଖା ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋରେ ସେ ସିଧାସଳଖର ଆହ୍ୱାନ ଦେଲେ, ଶୋଷିତ ଶ୍ରମିକମାନେ ଏକଜୁଟ ହୁଅ, କାରଣ ହରାଇବା ପାଇଁ ତୁମ ପାଖରେ କେବଳ ନିଜର ବେଡ଼ି ଅଛି, କିନ୍ତୁ ଜିତିବା ପାଇଁ ପୁରା ଦୁନିଆ ପଡ଼ିଛି। ତେବେ ଟଲଷ୍ଟୟ, ଦସ୍ତୋଏଭସ୍କି ଆଉ ସବୁଠୁ ବେଶୀ କାର୍ଲ ମାର୍କସ, ଏମାନଙ୍କ ଲେଖା ରୁଷର ଶିକ୍ଷିତ ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କଲା। ସେମାନଙ୍କୁ ପ୍ରଥମ ଥର ପାଇଁ ନିଜ ଦୁଃଖର କାରଣ ବୁଝିବାକୁ ଆଉ ତା ବିରୁଦ୍ଧରେ ଲଢ଼ିବା ପାଇଁ ଗୋଟେ ବାଟ ମିଳିଗଲା। ବିପ୍ଳବ ପାଇଁ ଯେମିତି ଗୋଟେ ବ୍ଲୁପ୍ରିଣ୍ଟ ମିଳିଗଲା। କିନ୍ତୁ କଥାଟା ଖାଲି ନୂଆ ବିଚାରଧାରାର ନଥିଲା। ଜାର୍କଙ୍କର ସାମ୍ରାଜ୍ୟ ଉପରେ ଆକ୍ରମଣ କେବଳ ବାହାରୁ ହେଉନଥିଲା, ଏହା ନିଜର ଅପାରଗତା ଯୋଗୁଁ ଭିତରୁ ଭିତରୁ ଖୋଳ ହୋଇଯାଉଥିଲା। ଗୋଟେ ପରେ ଗୋଟେ ଯୁଦ୍ଧରେ ହାର। ପ୍ରଥମେ 1854ରେ କ୍ରିମିଆ ଯୁଦ୍ଧ, ତାପରେ 1904ରେ ଗୋଟେ ଛୋଟ ଏସିଆଇ ଦେଶ ଜାପାନଠାରୁ ଲଜ୍ଜାଜନକ ପରାଜୟ, ଆଉ ଶେଷରେ 1914ରେ ବିନା ପ୍ରସ୍ତୁତିରେ ପ୍ରଥମ ବିଶ୍ୱଯୁଦ୍ଧକୁ ଡେଇଁ ପଡ଼ିବା। ଏସବୁ ଘଟଣା ଜାର୍ ଶାସନର ଦୁର୍ବଳତାକୁ ପୁରା ଦୁନିଆ ଆଗରେ ପଦାରେ ପକାଇଦେଲା। ଆଉ ଏହି ଅସନ୍ତୋଷ ଏବେ ଆଉ ଖାଲି ଲୋକଙ୍କ ମନ ଭିତରେ ନଥିଲା, ଏବେ ଏହା ସଂଗଠିତ ହେବାକୁ ଲାଗିଲା। ରାଜନୈତିକ ଦଳ ତିଆରି ହେଲା, କୃଷକଙ୍କ ହକ୍ ପାଇଁ ଲଢ଼ିବାକୁ ସାମାଜିକ ବିପ୍ଳବୀ ଦଳ ତିଆରି ହେଲା, ଆଉ ଶିଳ୍ପ ଶ୍ରମିକଙ୍କ ଅଧିକାର ପାଇଁ ସାମାଜିକ ଗଣତାନ୍ତ୍ରିକ ଦଳ। ଆଉ ଏତିକିବେଳେ ହିଁ ରୁଷର ରାଜନୀତିରେ ଏଣ୍ଟ୍ରି ହେଲା ଭ୍ଲାଡିମିର ଲେନିନଙ୍କର। ତାଙ୍କ ଆସିବା ପରେ ସାମାଜିକ ଗଣତାନ୍ତ୍ରିକ ଦଳ ଭିତରେ ମତଭେଦ ହେଲା, ଆଉ ଦଳ ଦୁଇ ଭାଗ ହୋଇଗଲା। ଗୋଟେ ପଟେ ଥିଲେ ମେନଶେଭିକ୍, ଯେଉଁମାନେ ଧୀରେ ଧୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପରିବର୍ତ୍ତନ ଚାହୁଁଥିଲେ, କିନ୍ତୁ ଅନ୍ୟପଟେ ଥିଲେ ଲେନିନଙ୍କର କ୍ରାନ୍ତିକାରୀ ଗୋଷ୍ଠୀ ବଲଶେଭିକ୍। ସେମାନଙ୍କ ସିଧା କଥା ଥିଲା, ଶାନ୍ତି ନୁହେଁ, ହିଂସାତ୍ମକ ବିପ୍ଳବ ଦ୍ୱାରା ହିଁ ଏହି ସରକାରକୁ ଉପାଡ଼ି ଫିଙ୍ଗି ଦିଆଯାଇପାରିବ। ଏସବୁ ତ ଥିଲା, ତା ସାଙ୍ଗକୁ ସରକାରୀ ସ୍ତରରେ ଚାଲିଥିଲା ପ୍ରବଳ ଦୁର୍ନୀତି ଆଉ ଅପାରଗତା। ତଳୁ ଉପର ଯାଏଁ ସବୁଠି ଖାଲି ଭ୍ରଷ୍ଟାଚାର। ଏସବୁ ଦେଖି ଲୋକଙ୍କ ମନରେ ଏହି ଧାରଣା ଦୃଢ଼ ହୋଇଗଲା ଯେ ଏହି ପୂରା ସିଷ୍ଟମଟା ହିଁ ସଢ଼ିଯାଇଛି, ଆଉ ଏହାକୁ ସୁଧାରି ହେବାନି, ଏହାକୁ ଧ୍ୱଂସ ହିଁ କରିବାକୁ ପଡ଼ିବ। ତ ଏବେ ବାରୁଦ ସ୍ତୂପ ପୂରାପୂରି ପ୍ରସ୍ତୁତ। ତା ଭିତରେ ଅସନ୍ତୋଷ, ଅସମାନତା, ନୂଆ ବିଚାର, ଦୁର୍ନୀତି ସବୁକିଛି ଭର୍ତ୍ତି ହୋଇସାରିଛି। ବାସ୍, ଏବେ ଖାଲି କିଛି ଶେଷ ନିଆଁଖୁଣ୍ଟାର ଅପେକ୍ଷା ଥିଲା। ଆଉ ସେହି ଶେଷ ନିଆଁଖୁଣ୍ଟା ଭିତରୁ ପ୍ରଥମଟା ଥିଲା ରକ୍ତାକ୍ତ ରବିବାର। ନାଁଟା ଶୁଣିଲେ ହିଁ ଘଟଣା କେତେ ଭୟଙ୍କର ଥିବ ତାର ଅନ୍ଦାଜ ଲଗେଇ ହେଉଛି। ହେଲା କ'ଣ, 1905 ମସିହା ଜାନୁଆରୀ 22 ତାରିଖେ ହଜାର ହଜାର ନିରସ୍ତ୍ର ଲୋକ ଜଣେ ପାଦ୍ରୀଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ରାଜାଙ୍କ ନିଜ ଦାବି ଜଣାଇବାକୁ ଯାଉଥିଲେ, କିନ୍ତୁ ସେମାନଙ୍କର ଉପରକୁ ସିଧା ଗୁଳି ଚଲାଇ ଦିଆଗଲା। ଏହି ଗୋଟିଏ ଘଟଣା ସବୁକିଛି ବଦଳେଇ ଦେଲା। ଯେଉଁ ଲୋକମାନେ ଜାର୍କୁ ନିଜର ବାପା ବା ରକ୍ଷାକର୍ତ୍ତା ବୋଲି ଭାବୁଥିଲେ, ସେମାନଙ୍କର ବିଶ୍ୱାସ ସବୁଦିନ ପାଇଁ ଭାଙ୍ଗିଗଲା। କିନ୍ତୁ ଶେଷ ପରିଣତି ଆଣିଲା ଯେଉଁ ଘଟଣା, ଯାହା ସେହି ସାମ୍ରାଜ୍ୟର କଫିନରେ ଶେଷ କଣ୍ଟା ପିଟିଲା, ସେଇଟା ଥିଲା ପ୍ରଥମ ବିଶ୍ୱଯୁଦ୍ଧରେ ରୁଷର ପ୍ରବେଶ। ପ୍ରଥମ ବିଶ୍ୱଯୁଦ୍ଧ ସତରେ ସେହି ଶେଷ ଝଟକା ଥିଲା, ଯାହାକୁ ରୁଷ ସମ୍ଭାଳି ପାରିଲା ନାହିଁ। ଗୋଟେ ପଟେ ଜର୍ମାନ ସେନା ଆଗରେ ରୁଷର ଲକ୍ଷ ଲକ୍ଷ ସୈନିକ ମରୁଥିଲେ, ଆଉ ଅନ୍ୟପଟେ ଦେଶ ଭିତରର ଅବସ୍ଥା ଆହୁରି ଖରାପ ଥିଲା। କଳକାରଖାନା ବନ୍ଦ, ଟ୍ରେନ ଚାଲୁନି, ଆଉ ସହରରେ ଖାଇବାକୁ ଦାନାଟିଏ ନାହିଁ କି ଜାଳିବାକୁ ଇନ୍ଧନ ନାହିଁ। ଲୋକେ ଭୋକରେ ଛଟପଟ ହେଉଥିଲେ, ଆଉ ସରକାର ଯେମିତି କିଛି ଜାଣିନି, ପୂରାପୂରି ଉଦାସୀନ। ବାସ୍,
ଏହି ଅସହ୍ୟ ପରିସ୍ଥିତି ହିଁ 1917 ବିପ୍ଳବ ପାଇଁ ମଞ୍ଚକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଦେଲା। ଆଉ ତାପରେ ଆସିଲା ସେହି ଦିନ 1917। ଭୋକିଲା ଲୋକମାନେ ପୁଣି ରାସ୍ତାକୁ ଓହ୍ଲାଇଲେ। କିନ୍ତୁ ଏଥରର କଥା କିଛି ଅଲଗା ଥିଲା। ଜାର୍ ଆଦେଶ ଦେଲେ ଗୁଳି ଚଳାଇବାକୁ। କିନ୍ତୁ ଏଥର ସୈନିକମାନେ ନିଜ ବନ୍ଧୁକ ତଳକୁ କରିଦେଲେ। ସେମାନେ ନିଜ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ସିଧା ମନା କରିଦେଲେ ଆଉ ବିକ୍ଷୋଭକାରୀଙ୍କ ସହ ମିଶିଗଲେ। ବାସ୍, ସେହି ଗୋଟିଏ ମୁହୂର୍ତ୍ତରେ 300 ବର୍ଷ ପୁରୁଣା ରୋମାନୋଭ ସାମ୍ରାଜ୍ୟ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା। ତେବେ ଜାର୍ ତ ଗଲେ, ଏକଛତ୍ରବାଦର ଶେଷ ହେଲା। କିନ୍ତୁ ପ୍ରଶ୍ନ ଏଇଠି ଉଠୁଛି, ରୁଷର ଲୋକଙ୍କ ପାଇଁ ସ୍ୱାଧୀନତାର ସଂଗ୍ରାମ କ'ଣ ସତରେ ସେଇଠି ସରିଗଲା? ନା ଏଇଟା ଏକ ନୂଆ, ଆହୁରି ଅଧିକ ରକ୍ତାକ୍ତ ଆଉ ଜଟିଳ କାହାଣୀର ଆରମ୍ଭ ମାତ୍ର ଥିଲା? ଏହି ପ୍ରଶ୍ନ ସହିତ ହିଁ ଆମେ ଆଜିର ଆଲୋଚନାକୁ ଶେଷ କରିବା। ନମସ୍କାର। ଆସନ୍ତୁ କଳ୍ପନା କରିବା ଏକ ଏମିତି ସଂଗଠନର ଯାହାର ଏକମାତ୍ର ଲକ୍ଷ୍ୟ ଥିଲା ପୃଥିବୀରୁ ଯୁଦ୍ଧକୁ ସବୁଦିନ ପାଇଁ ବିଦା କରିଦେବା। ଆଜି ଆମେ ସେହି ମହତ୍ୱାକାଂକ୍ଷୀ ସ୍ୱପ୍ନର କାହାଣୀ ଜାଣିବା, ଲିଗ୍ ଅଫ୍ ନେସନ୍ସ ବା ଜାତିସଂଘ, ଯାହାକୁ ବିଶ୍ୱର ପ୍ରଥମ ଶାନ୍ତି ସ୍ଥାପକ କୁହାଯାଏ। ପ୍ରଥମ ବିଶ୍ୱଯୁଦ୍ଧ କେବଳ ଗୋଟେ ଯୁଦ୍ଧ ନଥିଲା, ଏହା ଥିଲା ଏକ ମହାବିନାଶ। 2 କୋଟିରୁ ଅଧିକ ସାମରିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ପୂରା ଦୁନିଆ ଗୋଟିଏ କଥା ବୁଝିଯାଇଥିଲା, ଏମିତି ଭୟାବହତା ଆଉ ଥରେ ହେବା ଉଚିତ ନୁହେଁ। କିଛି ଗୋଟେ ନୂଆ କରିବାର ଆବଶ୍ୟକତା ଥିଲା। ଆଉ ସେଇ ବିନାଶ ଭିତରୁ ହିଁ ଜନ୍ମ ନେଲା ଗୋଟେ ସାହସିକ ବିଚାର। ସେତେବେଳର ଆମେରିକୀୟ ରାଷ୍ଟ୍ରପତି ଉଡ୍ରୋ ୱିଲସନ୍ ପ୍ରସ୍ତାବ ଦେଲେ ଯେ ସବୁ ଦେଶ ମିଶି ଗୋଟିଏ ସଂଘ ତିଆରି କରନ୍ତୁ। ତାଙ୍କର ପ୍ରସିଦ୍ଧ 14 ସୂତ୍ରୀର ଶେଷ ସୂତ୍ରଟି ହିଁ ଥିଲା ସେହି ବିଶ୍ୱ ସଂଗଠନର ମୂଳଦୁଆ, ଯାହାକୁ ଆମେ ଜାତିସଂଘ ନାଁରେ ଜାଣୁ। ତ ଯୁଦ୍ଧର ସେଇ ଧ୍ୱଂସାବଶେଷ ଭିତରୁ ଏହି ନୂଆ ଆଶା ଜନ୍ମ ନେଲା କେମିତି? ଚାଲନ୍ତୁ ଦେଖିବା ଏହା ତିଆରି ହେବାର କାହାଣୀ। କାରଣ ଏହା କେବଳ ଏକ ରାଜନୈତିକ ସଂଗଠନ ନଥିଲା, ବରଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଥିଲା। ଆଶ୍ଚର୍ଯ୍ୟର କଥା, ଏହି ବିଚାରକୁ ବାସ୍ତବ ରୂପ ଦେବାପାଇଁ କାମ ବହୁତ ଜୋରସୋରରେ ଆଗେଇଲା। 1919 ଜାନୁଆରୀରେ ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ଏହାର ନିୟମ ପଡ଼ିଲା। ଦେଖୁ ଦେଖୁ ଏପ୍ରିଲ ସୁଦ୍ଧା ଏହାର ସମ୍ବିଧାନ ପ୍ରସ୍ତୁତ ହୋଇଗଲା, ଆଉ ଜୁନ୍ ମାସରେ ଏହାକୁ ଭର୍ସାଇ ଚୁକ୍ତିର ଅଂଶ କରାଗଲା। ଶେଷରେ 1920 ଜାନୁଆରୀରେ ଜାତିସଂଘ ଆନୁଷ୍ଠାନିକ ଭାବେ କାମ କରିବା ଆରମ୍ଭ କଲା। କିନ୍ତୁ କେବଳ ଗୋଟେ ସଂଗଠନ ତିଆରି କରିଦେଲେ କ'ଣ ଯୁଦ୍ଧ ବନ୍ଦ ହୋଇଯିବ? ଏହାର ଶକ୍ତି କେଉଁଠୁ ଆସିବ? ଏହା କାମ କରିବ କେମିତି? ଆସନ୍ତୁ ଏହି ବିଶ୍ୱସ୍ତରୀୟ ଶାନ୍ତି ସ୍ଥାପକର ଗଠନକୁ ଟିକେ ଭଲ ଭାବରେ ବୁଝିବା। ଦେଖନ୍ତୁ, ଜାତିସଂଘର ଲକ୍ଷ୍ୟଗୁଡ଼ିକ ବହୁତ ସ୍ପଷ୍ଟ ଆଉ ସତ କହିବାକୁ ଗଲେ ବହୁତ ମହାନ ଥିଲା। ମୂଳ ଉଦ୍ଦେଶ୍ୟ ଥିଲା ଯୁଦ୍ଧକୁ ଯେକୌଣସି ମତେ ଏଡ଼ାଇବା, ଦେଶ ଦେଶ ଭିତରେ ଭଲ ସମ୍ପର୍କ ରଖିବା, ଆଉ ସବୁଠୁ ବଡ଼ କଥା, ପୂରା ବିଶ୍ୱରେ ଶାନ୍ତି ଆଉ ସୁରକ୍ଷା ନିଶ୍ଚିତ କରିବା। ଏହା କେବଳ ରାଜନୀତି ନଥିଲା, ଏହା ଥିଲା ଏକ ନୈତିକ ପ୍ରତିବଦ୍ଧତା। ଏହାର ଗଠନର କେନ୍ଦ୍ରରେ ଥିଲା ଆସେମ୍ବ୍ଲି ବା ସଭା। ଏହାକୁ ଆମେ ଏକ ପ୍ରକାର ପୂରା ଦୁନିଆର ପାର୍ଲିଆମେଣ୍ଟ ବୋଲି କହିପାରିବା। ଏଠି ସବୁ ସଦସ୍ୟ ଦେଶ ଏକାଠି ହେଉଥିଲେ, ଆଉ ସବୁଠୁ ବଡ଼ କଥା ହେଲା ପ୍ରତ୍ୟେକ ଦେଶ ପାଖରେ ଗୋଟିଏ ଭୋଟ ଥିଲା। ପୂରା ବିଶ୍ୱସ୍ତରୀୟ ଆଲୋଚନା ପାଇଁ ଏହା ଏକ ଅଭୂତପୂର୍ବ ମଞ୍ଚ ଥିଲା। ଏହି ପରିକଳ୍ପନାଟା ହିଁ କେତେ ଚମତ୍କାର ଥିଲା। ଭାବି ଦେଖନ୍ତୁ, ଦୁନିଆର ଛୋଟ ବଡ଼ ସବୁ ଦେଶର ପ୍ରତିନିଧି ଗୋଟିଏ ଜାଗାରେ ବସି ବିଶ୍ୱର ସମସ୍ୟା ଉପରେ କଥାବାର୍ତ୍ତା କରୁଛନ୍ତି। ମୂଳ ଲକ୍ଷ୍ୟ ଥିଲା ପ୍ରତ୍ୟେକ ଦେଶର କଥା ଶୁଣାଯିବା ଦରକାର। ଯଦି ଆସେମ୍ବ୍ଲି ଥିଲା ପାର୍ଲାମେଣ୍ଟ, ତେବେ କାଉନସିଲ ବା ପରିଷଦ ଥିଲା ତାର କାର୍ଯ୍ୟକାରୀ ଶକ୍ତି, ମାନେ ପ୍ରକୃତ କ୍ଷମତା ଏମାନଙ୍କ ହାତରେ ଥିଲା। ଏହା ଏକ ଛୋଟ କିନ୍ତୁ ବହୁତ ଶକ୍ତିଶାଳୀ ଗୋଷ୍ଠୀ ଥିଲା, ଯାହାର ମୁଖ୍ୟ କାମ ଥିଲା କୌଣସି ସଙ୍କଟ ସମୟରେ ତୁରନ୍ତ ନିଷ୍ପତ୍ତି ନେବା। ଏହି କାଉନସିଲର ବୈଠକଗୁଡ଼ିକ ଅଧିକ ଗମ୍ଭୀର ଆଉ ନିର୍ଣ୍ଣାୟକ ଥିଲା। ଆସେମ୍ବ୍ଲିରେ ସମସ୍ତଙ୍କର କଥା ଶୁଣାଯାଉଥିଲା, କିନ୍ତୁ ଅସଲି ନିଷ୍ପତ୍ତି ଏହି ଛୋଟ କୋଠରୀରେ ହିଁ ନିଆଯାଉଥିଲା, ଯେଉଁଠି ଦୁନିଆର ବଡ଼ ବଡ଼ ଶକ୍ତିଶାଳୀ ଦେଶମାନେ ବସୁଥିଲେ। ଶାନ୍ତି ସ୍ଥାପନ ପାଇଁ ତୃତୀୟ ସ୍ତମ୍ଭ ଥିଲା ନ୍ୟାୟ। ଆଲୋଚନା ଆଉ ନିଷ୍ପତ୍ତି ସହ ନ୍ୟାୟ ବି ତ ଦରକାର। ଏଥିପାଇଁ ସ୍ଥାୟୀ ଆନ୍ତର୍ଜାତୀୟ ନ୍ୟାୟାଳୟ ଗଠନ କରାଗଲା। ଦି ହେଗ୍ରେ ଥିବା ଏହି କୋର୍ଟ ଦେଶ ଦେଶ ମଧ୍ୟରେ ଆଇନଗତ ବିବାଦର ସମାଧାନ କରୁଥିଲା। ଆଉ ଏଇ ହେଉଛି ସେହି ପ୍ରସିଦ୍ଧ ଶାନ୍ତିପ୍ରସାଦ। ଏହା କେବଳ ଗୋଟେ ବଡ଼ କୋଠା ନୁହେଁ, ବରଂ ଆନ୍ତର୍ଜାତୀୟ ନ୍ୟାୟର ପ୍ରତୀକ ଥିଲା। ଏହି ଜାଗାର ଗାମ୍ଭୀର୍ଯ୍ୟ ହିଁ ଏହାର କାମର ମହତ୍ୱକୁ ଦର୍ଶାଉଥିଲା। ତେବେ ଏତେ ବଡ଼ ପରିକଳ୍ପନା, ଏତେ ମହାନ ଲକ୍ଷ୍ୟ, ସବୁକିଛି ତ ବହୁତ ଭଲ ଲାଗୁଛି, ନୁହେଁ କି?
କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଏହା କାମ କଲା କି? ଜାତିସଂଘ କ'ଣ ବାସ୍ତବରେ ଶାନ୍ତି ଆଣିପାରିଲା? ଆସନ୍ତୁ ଏହାର ସଫଳତା ଆଉ ବିଫଳତାର ହିସାବ କରିବା। ଜାତିସଂଘର କାହାଣୀଟା ବଡ଼ ଅଜବ। ଗୋଟିଏ ପଟେ ଦେଖିଲେ ଲାଗିବ ଏହା ବହୁତ ସଫଳ। ଏହା ଆଲାଣ୍ଡ ଦ୍ୱୀପ ଭଳି ଛୋଟ ଛୋଟ ବିବାଦ ସମାଧାନ କରିପାରିଲା, ଏପରିକି ଗ୍ରୀସ୍ ଆଉ ବୁଲଗେରିଆ ଭିତରେ ଯୁଦ୍ଧକୁ ବି ଅଟକାଇଦେଲା। କିନ୍ତୁ ଅନ୍ୟପଟେ ଯେତେବେଳେ ବଡ଼ ଶକ୍ତିମାନେ ଆକ୍ରମଣ କଲେ, ଯେମିତିକି ଜାପାନ ମାଞ୍ଜୁରିଆ ଦଖଲ କଲା ବା ଇଟାଲୀ ଆବିସିନିଆ ଉପରେ ଆକ୍ରମଣ କଲା, ସେତେବେଳେ ଜାତିସଂଘ କିଛି ବି କରିପାରିଲା ନାହିଁ। ତ ପ୍ରଶ୍ନ ଉଠୁଛି, ଏତେ ବଡ଼ ସ୍ୱପ୍ନଟା ଶେଷରେ ଭାଙ୍ଗିଗଲା କାହିଁକି? କେଉଁଠି ଭୁଲ ରହିଗଲା? ଚାଲନ୍ତୁ ସେହି କାରଣଗୁଡ଼ିକୁ ଖୋଜିବା, ଯାହା ଏହି ମହାନ ପ୍ରୟାସର ପତନର କାରଣ ସାଜିଥିଲା। ଏହାର ବିଫଳତାର କାରଣ ଗୋଟିଏ ନୁହେଁ, ଅନେକ ଥିଲା। ସବୁଠୁ ବଡ଼ ସମସ୍ୟା ଥିଲା, ଯେଉଁ ଆମେରିକା ଏହାକୁ ତିଆରି କରିଥିଲା ସେ ନିଜେ କେବେ ଏଥିରେ ସାମିଲ ହେଲା ନାହିଁ। ଦ୍ୱିତୀୟରେ, ଏହାର କଥାକୁ ଲାଗୁ କରିବା ପାଇଁ ନିଜର କୌଣସି ସେନା ନଥିଲା। ଆଉ ଗୋଟେ ବଡ଼ ସମସ୍ୟା ଥିଲା ଯେ କୌଣସି ନିଷ୍ପତ୍ତି ପାଇଁ ସମସ୍ତଙ୍କ ସହମତି ଦରକାର ଥିଲା, ଯାହାଫଳରେ କଠୋର ପଦକ୍ଷେପ ନେବା ଅସମ୍ଭବ ଥିଲା। ଶେଷରେ ଯେତେବେଳେ ଜର୍ମାନୀ ଓ ଜାପାନ ଭଳି ଦେଶ ଏହାକୁ ଛାଡ଼ି ଚାଲିଗଲେ, ଏହା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲା। କିନ୍ତୁ କୁହନ୍ତି ନା, କୌଣସି ବିଫଳତା ସମ୍ପୂର୍ଣ୍ଣ ବ୍ୟର୍ଥ ଯାଏନି। ଜାତିସଂଘର ଶରୀର ସିନା ମରିଗଲା, କିନ୍ତୁ ତାର ଆତ୍ମା ବଞ୍ଚି ରହିଲା। ବରଂ ଏହାର ବିଫଳତା ହିଁ ଏକ ନୂଆ ଆରମ୍ଭର ମୂଳଦୁଆ ପକାଇଥିଲା। ଚାଲନ୍ତୁ ଦେଖିବା ଏହାର ଭଗ୍ନାବଶେଷରୁ କ'ଣ ଜନ୍ମ ନେଲା। ଏକ ଭଙ୍ଗା ସ୍ୱପ୍ନରୁ ଜନ୍ମ ନେଲା ଏକ ନୂଆ, ଆହୁରି ଶକ୍ତିଶାଳୀ ସଂଗଠନ, ମିଳିତ ଜାତିସଂଘ ବା ୟୁନାଇଟେଡ୍ ନେସନ୍ସ। ଜାତିସଂଘ ଯେଉଁଠି ବିଫଳ ହୋଇଥିଲା, ମିଳିତ ଜାତିସଂଘ ସେହି ଭୁଲଗୁଡ଼ିକରୁ ଶିକ୍ଷା ଲାଭ କଲା। ଏହା ଥିଲା ସେହି ପୁରୁଣା ପ୍ରୟାସର ଏକ ଅଧିକ ଶକ୍ତିଶାଳୀ ରୂପ। ଶେଷରେ 1946 ଏପ୍ରିଲରେ ଜାତିସଂଘକୁ ଆନୁଷ୍ଠାନିକ ଭାବେ ବନ୍ଦ କରିଦିଆଗଲା। କିନ୍ତୁ ଏହା ଏକ ଶେଷ ନଥିଲା, ବରଂ ଏକ ନୂଆ ଆରମ୍ଭ ଥିଲା। ଏହାର ଆଦର୍ଶ ଏକ ନୂଆ ସଂଗଠନ, ମିଳିତ ଜାତିସଂଘ ଭିତରେ ପୁନର୍ଜନ୍ମ ନେଲା। ତେଣୁ ଆମେ ଏହି ପ୍ରଶ୍ନ ସହିତ ଶେଷ କରୁଛେ, ଜାତିସଂଘକୁ କିପରି ମନେ ରଖାଯିବା ଉଚିତ? ଏକ ବିରାଟ ବିଫଳତା ଭାବରେ, ନା ବିଶ୍ୱ ଶାନ୍ତି ପାଇଁ ଏକ ଜରୁରୀ ପ୍ରଥମ ପଦକ୍ଷେପ ଭାବରେ, ଯାହା ବିନା ଆଜିର ମିଳିତ ଜାତିସଂଘ ହୁଏତ ସମ୍ଭବ ହୋଇନଥାନ୍ତା? ଏହା ଏକ ଏପରି ପ୍ରଶ୍ନ ଯାହା ଉପରେ ଚିନ୍ତା କରିବା ଆବଶ୍ୟକ। ଗୋଟେ ବିଶ୍ୱଯୁଦ୍ଧ, ଯାହାକୁ କୁହାଗଲା ସବୁ ଯୁଦ୍ଧର ଅନ୍ତ, କିନ୍ତୁ ଜାଣିଛନ୍ତି କ'ଣ ହେଲା? ସେଇ ଯୁଦ୍ଧ ଆଉ ଗୋଟେ ଆହୁରି ବଡ଼, ଆହୁରି ଭୟଙ୍କର ଯୁଦ୍ଧ ପାଇଁ ରାସ୍ତା ତିଆରି କରିଦେଲା। ତେବେ ଆସନ୍ତୁ ବୁଝିବା ସେଇ କାହାଣୀକୁ, କେମିତି ଗୋଟେ ବିପର୍ଯ୍ୟୟ ପରେ ଆଉ ଗୋଟେ ମହାବିପର୍ଯ୍ୟୟର ମୂଳଦୁଆ ପଡ଼ିଲା। ହେଲେ ପ୍ରଶ୍ନ ଉଠୁଛି, ଏମିତି ହେଲା କେମିତି? କେମିତି ସମ୍ଭବ ହେଲା ଏସବୁ? ଆଉ ଏହାର ଉତ୍ତର ଖୋଜିବାକୁ ହେଲେ ଚାଲନ୍ତୁ ଟିକେ ସମୟ ପଛକୁ ଯିବା। ଠିକ୍ ସେହି ସମୟକୁ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହୋଇଥିଲା ଆଉ ପୁରା ଦୁନିଆ ଭାଙ୍ଗିରୁଜି ଯାଇଥିଲା। ଯୁଦ୍ଧର ତୋପ ତ ଶାନ୍ତ ପଡ଼ିଗଲା, ହେଲେ ଶାନ୍ତି ଆସିଲାନି ନା, ବରଂ ଆଉ ଗୋଟେ ନୂଆ ଯୁଦ୍ଧ ଆରମ୍ଭ ହେଲା। ଏଥର ଯୁଦ୍ଧଟା ଥିଲା ଦାରିଦ୍ର୍ୟ ବିରୋଧରେ, ରାଜନୈତିକ ଅସ୍ଥିରତା ବିରୋଧରେ, ଆଉ କୋଟି କୋଟି ଲୋକଙ୍କ ମନ ଭିତରେ ଥିବା ନିରାଶା ବିରୋଧରେ। ଭାବନ୍ତୁ ତ ସେ ପରିସ୍ଥିତିକୁ, ଗୋଟେ ପଟେ ଦେଶ ସବୁ ଟଳମଳ, ଆଉ ଗୋଟେ ପଟେ ଅର୍ଥନୀତି ପୂରାପୂରି ଭୁଷୁଡ଼ି ପଡ଼ିଛି। ଲକ୍ଷ ଲକ୍ଷ ଲୋକ ବେକାର, ଭବିଷ୍ୟତ ପୂରା ଅନ୍ଧାର। ଏଇଟା ଖାଲି କିଛି ରାଜନୈତିକ ସମସ୍ୟା ନଥିଲା ନା, ଏଇଟା ଥିଲା ଗୋଟେ ଗଭୀର ମାନବୀୟ ସଙ୍କଟ। ଆଉ ତାପରେ 1929ରେ ଆସିଲା ସେଇ ମହାମନ୍ଦାବସ୍ଥା। ଏଇଟା ଗୋଟେ ଭୟଙ୍କର ଚକ୍ର ଭଳି ଥିଲା, ଜାଣିଛନ୍ତି? କାରଖାନା ବନ୍ଦ ହେଲା ତ ଲୋକଙ୍କ ଚାକିରି ଗଲା, ଲୋକଙ୍କ ପାଖରେ ପଇସା ନାହିଁ ତ ଜିନିଷ କିଣିବ କିଏ? ଆଉ ଯଦି କେହି କିଣିବେନି, ତେବେ ଆହୁରି କାରଖାନା ବନ୍ଦ ହେବ। ବାସ୍, ଏମିତି ଗୋଟେ ଅସରନ୍ତି ପତନର ଧାରା ଚାଲିଲା, ଯାହା ପୂରା ଦୁନିଆକୁ ନିଜ କବଳକୁ ଟାଣି ନେଉଥିଲା। ହେଲେ ଏଇ ଯୋଉ ବିଶ୍ୱବ୍ୟାପୀ ସଙ୍କଟ ଚାଲିଥିଲା, ତା ଭିତରେ ଗୋଟେ ଦେଶ କିନ୍ତୁ ଏଥିରୁ ପୂରାପୂରି ବର୍ତ୍ତି ଯାଇଥିଲା। ସେ ଦେଶଟା ହେଲା ସୋଭିଏତ୍ ୟୁନିୟନ। କେମିତି? କାରଣ ସେଠି ଥିଲା ଷ୍ଟାଲିନ୍ଙ୍କର କଠୋର ଶାସନ ଆଉ ସରକାରୀ ନିୟନ୍ତ୍ରଣରେ ଚାଲୁଥିବା ଅର୍ଥନୀତି। ସେମାନେ ବିଶ୍ୱ ବଜାରରୁ ପ୍ରାୟ ଅଲଗା ଥିଲେ, ତେଣୁ ଏହି ମହାମନ୍ଦାର ଝଟକା ସେମାନଙ୍କୁ ଲାଗିଲାନି। ଆଉ ଏଇଟା ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ, ସେମାନଙ୍କର ପୁଞ୍ଜିବାଦୀ ବ୍ୟବସ୍ଥା ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲା। ଆଉ ଯେତେବେଳେ ଲୋକେ ଏମିତି ନିରାଶ ହୋଇଯାନ୍ତି, ଯେତେବେଳେ ପୁରୁଣା ବ୍ୟବସ୍ଥା ଉପରୁ ଭରସା ଉଠିଯାଏ, ସେତେବେଳେ କ'ଣ ହୁଏ? ସେମାନେ ଚରମପନ୍ଥୀ ସମାଧାନ ଖୋଜନ୍ତି। ଆଉ ଠିକ୍ ଏଇ ବିଶୃଙ୍ଖଳା ଆଉ ଭୟ ଭିତରୁ ଗୋଟେ ନୂଆ ଆଉ ବହୁତ ଭୟଙ୍କର ରାଜନୈତିକ ବିଚାରଧାରା ମୁଣ୍ଡ ଟେକିଲା। ଏମିତି ଏକ ବିଚାରଧାରା ଯିଏ ସବୁ ସମସ୍ୟାର ଗୋଟିଏ ସରଳ, ଶକ୍ତିଶାଳୀ ଆଉ ସବୁଠୁ ବଡ଼ କଥା, ହିଂସାତ୍ମକ ସମାଧାନର ପ୍ରତିଶ୍ରୁତି ଦେଉଥିଲା। ଏଇ ନୂଆ ବିଚାରଧାରାକୁ କୁହାଗଲା ଫାସିବାଦ। ଆଉ ଏହାର ମୂଳମନ୍ତ୍ର ବହୁତ ସିଧାସାଧା ଥିଲା। ସେମାନେ କହିଲେ, ଗଣତନ୍ତ୍ର ଗୋଟେ ଦୁର୍ବଳ ବ୍ୟବସ୍ଥା, ବ୍ୟକ୍ତିର ସ୍ୱାଧୀନତା କିଛି ନୁହେଁ,
ସବୁକିଛି ହେଉଛି ରାଷ୍ଟ୍ର। ଆଉ ତାଙ୍କର ଲକ୍ଷ୍ୟ ବସ୍ ଗୋଟିଏ, ଜଣେ ନେତା, ଆଉ ତାଙ୍କ ହାତରେ ସବୁ କ୍ଷମତା। ଆଉ ସେଇ କ୍ଷମତା ପାଇବା ପାଇଁ ଯଦି ହିଂସାର ରାସ୍ତା ଆପଣେଇବାକୁ ପଡ଼େ ତେବେ ସେଇଟା ହିଁ ଠିକ୍। ଆଉ ଜାଣିଛନ୍ତି, ଏଇ ବିଚାରଧାରାର ନାଁଟା ବି ତାର ଚରିତ୍ର ବିଷୟରେ ବହୁତ କିଛି କହିଦିଏ। ଫାସିବାଦ ବା ଫ୍ୟାସିଜମ୍ ଶବ୍ଦ ଆସିଛି ଲାଟିନ୍ ଶବ୍ଦ ଫାସିସ୍ରୁ। ଏହାର ଅର୍ଥ ହେଉଛି ଗୋଟେ କୁରାଢ଼ୀ ସହିତ ବନ୍ଧା ହୋଇଥିବା କାଠିର ବିଡ଼ା। ଏଇଟା ପ୍ରାଚୀନ ରୋମ୍ରେ ଶକ୍ତି ଆଉ ବଳପୂର୍ବକ ଏକତାର ପ୍ରତୀକ ଥିଲା। ମାନେ ସିଧା କଥା, ଏଠି ଅଲଗା ମତର କୌଣସି ଜାଗା ନାହିଁ, ସମସ୍ତେ ଗୋଟିଏ ବିଡ଼ାରେ ବନ୍ଧା, ଆଉ ରାଷ୍ଟ୍ରର ଇଚ୍ଛା ହିଁ ଶେଷ କଥା। ତେବେ ପ୍ରଶ୍ନ ହେଉଛି, ଏଇ ଯୋଉ ଭୟଙ୍କର ବିଚାରଧାରା, ଏହା ପ୍ରଥମେ କେଉଁଠି ମୁଣ୍ଡ ଟେକିଲା? ଏଥିପାଇଁ ଆମକୁ ଯିବାକୁ ହେବ ଇଟାଲୀ। ସେଠି ଯୁଦ୍ଧ ପରର ଅସନ୍ତୋଷ ଆଉ ଲାଗୁଥିବା ପ୍ରତାରଣାର ଭାବନା ଏହି ବିଚାରଧାରା ପାଇଁ ଗୋଟେଦମ୍ ପକ୍କା ମାଟି ତିଆରି କରିସାରିଥିଲା। ଆଉ ସେଠି ଥିଲେ ବେନିଟୋ ମୁସୋଲିନି। ତାଙ୍କର କ୍ଷମତାକୁ ଆସିବାଟା ଏତେ ଜଲ୍ଦି ହେଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା, ଆଉ ମୁସୋଲିନି ଏହାର ପୂରା ଫାଇଦା ଉଠାଇଲେ। ତାଙ୍କର ସେହି ବ୍ଲାକ୍ ଶର୍ଟ ବାହିନୀକୁ ନେଇ ରାସ୍ତାଘାଟରେ ଭୟର ମାହୋଲ ତିଆରି କଲେ। ଆଉ ଦେଖୁ ଦେଖୁ ମାତ୍ର କେଇଟା ବର୍ଷ ଭିତରେ ଜଣେ ସାଧାରଣ ରାଜନେତାରୁ ପାଲଟିଗଲେ ଇଟାଲୀର ସର୍ବେସର୍ବା ଏକଛତ୍ରବାଦୀ ଶାସକ। ସେତେବେଳେ ଇଟାଲୀର ରାଜାଙ୍କ ସାମ୍ନାରେ ଗୋଟେ ବଡ଼ ଦ୍ୱନ୍ଦ୍ୱ। ଗୋଟେ ପଟେ ଦେଶରେ ଗୃହଯୁଦ୍ଧର ଭୟ, ଆଉ ଗୋଟେ ପଟେ ମୁସୋଲିନି। ସେ ଭାବିଲେ ମୁସୋଲିନିକୁ କ୍ଷମତା ଦେଇଦେଲେ ବୋଧେ ପରିସ୍ଥିତି ଶାନ୍ତ ହୋଇଯିବ। କିନ୍ତୁ ଏହି ଗୋଟିଏ ଭୁଲ ନିଷ୍ପତ୍ତିରେ ସେ ଦେଶକୁ ବଞ୍ଚାଇବା ବଦଳରେ ଇଟାଲୀର ଗଣତନ୍ତ୍ରକୁ ହିଁ ବଳି ଚଢ଼ାଇଦେଲେ। ଇଟାଲୀରେ ଯାହା ହେଲା ତାହା ପୂରା ୟୁରୋପ ପାଇଁ ଗୋଟେ ଚେତାବନୀ ଘଣ୍ଟି ଭଳି ଥିଲା। କିନ୍ତୁ ପ୍ରକୃତ ବିପଦ ଆସିବାକୁ ବାକି ଥିଲା। ଏବେ ଆସନ୍ତୁ ଜର୍ମାନୀ କଥା ଦେଖିବା। ସେଠି ଯୁଦ୍ଧପରର ଅପମାନର ନିଆଁ ଆହୁରି ଜୋରରେ ଜଳୁଥିଲା। ଆର୍ଥିକ ସଙ୍କଟ ଆହୁରି ଗଭୀର ଥିଲା। ଆଉ ସେଇଠି ଏକ ଆହୁରି ଭୟଙ୍କର, ଆହୁରି ଚରମପନ୍ଥୀ ବିଚାରଧାରା ଧୀରେ ଧୀରେ ଜନ୍ମ ନେଉଥିଲା। ଆଉ ଜର୍ମାନୀର ଏଇସବୁ ଅସନ୍ତୋଷର ମୂଳ କାରଣ କ'ଣ ଥିଲା ଜାଣନ୍ତି? ସେଇଟା ଥିଲା ଭର୍ସାଇ ଚୁକ୍ତି। ପ୍ରାୟ ସବୁ ଜର୍ମାନ ଲୋକ ଏଇ ଚୁକ୍ତିକୁ ଏକ ଜାତୀୟ ଅପମାନ ବୋଲି ଭାବୁଥିଲେ। ଆଉ ଏଇ ଅପମାନରୁ ହିଁ ଜନ୍ମ ନେଲା ପ୍ରତିଶୋଧର ନିଆଁ, ଯାହା ଜର୍ମାନୀକୁ ଗୋଟେ ବହୁତ ବିପଜ୍ଜନକ ରାସ୍ତା ଆଡ଼କୁ ଟାଣି ନେଇଗଲା। ତେବେ ଏହି ଯେଉଁ ଅପମାନ, କ୍ରୋଧ ଆଉ ନିରାଶାର ବିଷାକ୍ତ ମିଶ୍ରଣ ତିଆରି ହୋଇଥିଲା, ଏହା ହିଁ ଜଣେ ଲୋକ ପାଇଁ କ୍ଷମତାକୁ ଆସିବାର ସବୁଠୁ ବଡ଼ ସୁଯୋଗ ସୃଷ୍ଟି କଲା। ସେହି ଲୋକଟିର ନାଁ ଥିଲା ଆଡଲ୍ଫ ହିଟଲର। ସେ ଜର୍ମାନୀର ଲୋକଙ୍କ ଯନ୍ତ୍ରଣାକୁ ହିଁ ନିଜର ସବୁଠୁ ବଡ଼ ଅସ୍ତ୍ର କରିଦେଲେ। ହିଟଲର ଆଉ ତାଙ୍କ ନାଜି ଦଳ ଗୋଟେ କଥା ବହୁତ ଭଲ ଭାବରେ ଜାଣିଥିଲେ। ଲୋକଙ୍କ ରାଗକୁ ଗୋଟେ ଶତ୍ରୁ ଆଡ଼କୁ ମୁହାଇବାକୁ ପଡ଼ିବ। ତେଣୁ ସେମାନେ ଦେଶର ସବୁ ସମସ୍ୟା ପାଇଁ କିଛି ଲୋକଙ୍କୁ ବଳିର ବୋଦା ବନାଇଦେଲେ। କହିଲେ ସବୁ ଦୋଷ ଇହୁଦୀମାନଙ୍କର, କମ୍ୟୁନିଷ୍ଟମାନଙ୍କର ଆଉ ଏଇ ଦୁର୍ବଳ ଗଣତନ୍ତ୍ରର। ଆଉ ତା ବଦଳରେ ସେମାନେ ଗୋଟେ ଶକ୍ତିଶାଳୀ, ଶୁଦ୍ଧ ଜର୍ମାନୀ ତିଆରି କରିବାର ସ୍ୱପ୍ନ ଦେଖାଇଲେ। ଆଉ ଜାଣିଛନ୍ତି, ହିଟଲର କ୍ଷମତାକୁ ଆସିବା ଆଗରୁ ହିଁ ନିଜର ସବୁ ଯୋଜନା ବିଷୟରେ ଲେଖିସାରିଥିଲେ। ଜେଲରେ ଥିବାବେଳେ ସେ ଲେଖିଥିଲେ ମାଇନ୍ କାମ୍ଫ, ଅର୍ଥାତ୍ ମୋର ସଂଗ୍ରାମ। ଏଇଟା ତାଙ୍କ ଭବିଷ୍ୟତ ଯୋଜନାର ଗୋଟେ ଖୋଲା ବ୍ଲୁପ୍ରିଣ୍ଟ ଥିଲା। ଏଥିରେ ତାଙ୍କର ଘୃଣା, ସାମ୍ରାଜ୍ୟ ବିସ୍ତାର କରିବାର ଲକ୍ଷ୍ୟ ଆଉ ଏକଛତ୍ରବାଦୀ ଶାସନ କରିବାର ଇଚ୍ଛା ସବୁକିଛି ସଫା ସଫା ଲେଖାଥିଲା। ଆଉ ହିଟଲରଙ୍କର ସବୁଠୁ ବଡ଼ ଚାଲ ଥିଲା ସେ ଗଣତନ୍ତ୍ରର ନିୟମକୁ ବ୍ୟବହାର କରି ଗଣତନ୍ତ୍ରକୁ ହିଁ ଶେଷ କରିଦେଲେ। ଦେଖନ୍ତୁ କେମିତି। ପ୍ରଥମେ 1933ରେ ଚାନ୍ସଲର ହେଲେ। ତା ପରବର୍ଷ ରାଷ୍ଟ୍ରପତି ହିଣ୍ଡେନବର୍ଗଙ୍କ ମୃତ୍ୟୁ ହେଲା, ଆଉ ହିଟଲର ସାଙ୍ଗେ ସାଙ୍ଗେ ରାଷ୍ଟ୍ରପତି ଆଉ ଚାନ୍ସଲର ପଦକୁ ମିଶାଇଦେଲେ। ବାସ୍, ତାପରେ ସେ ହୋଇଗଲେ ଜର୍ମାନୀର ସର୍ବେସର୍ବା, ଫ୍ୟୁରର। କ୍ଷମତା ହାତକୁ ଆସିବା ପରେ ହିଟଲର ଆଉ ଅପେକ୍ଷା କଲେନି। ସେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଦେଲେ। ସବୁ ରାଜନୈତିକ ଦଳକୁ ବ୍ୟାନ୍ କଲେ, ଶ୍ରମିକ ସଂଘକୁ ଦବାଇଦେଲେ। ଯିଏ ବି ବିରୋଧ କଲା ତାର ସ୍ୱରକୁ ଚାପି ଦିଆଗଲା। ଆଉ ତାପରେ ଭର୍ସାଇ ଚୁକ୍ତିକୁ ଖାତିର ନ କରି ସେନାକୁ ପୁଣି ଥରେ ଶକ୍ତିଶାଳୀ କଲେ। ଜର୍ମାନୀକୁ ଗୋଟେ ବିରାଟ ଯୁଦ୍ଧ ମେସିନରେ ବଦଳାଇ ଦେଲେ। ଆଉ ସବୁଠୁ ଦୁଃଖର କଥା, ପୂରା ଦୁନିଆ ଏସବୁ ବହୁତ ଡେରି ଯାଏଁ ଚୁପଚାପ ଦେଖୁଥିଲା। ଏସବୁ ପରେ ଶେଷରେ ଗୋଟେ ବଡ଼ ପ୍ରଶ୍ନ ଆସେ, ଯଦି ହିଟଲର କେବେ କ୍ଷମତାକୁ ଆସିନଥାନ୍ତେ ତେବେ କ'ଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇନଥାନ୍ତା? କ'ଣ ଏହି ମହାବିପର୍ଯ୍ୟୟ କେବଳ ଜଣେ ଲୋକ ପାଇଁ ହେଲା? ନା ସେତେବେଳର ପରିସ୍ଥିତି, ସେଇ ଆର୍ଥିକ ସଙ୍କଟ, ରାଜନୀତିକ ଅସ୍ଥିରତା ଓ ଜାତୀୟ ଅପମାନର ଭାବନା ହିଁ ହିଟଲର ଭଳି ଜଣେ ଲୋକକୁ ତିଆରି କରିଥିଲା? ଏ ପ୍ରଶ୍ନଟା କେବଳ ଇତିହାସର ନୁହେଁ, ଏହା ଆଜି ବି ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରେ। ଆଜି ଆମେ ମାନବ ଇତିହାସର ସେହି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ କଥା ହେବା, ଯାହା ସବୁକିଛି ବଦଳି ଦେଇଥିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ।
ଚାଲନ୍ତୁ ଏହାର କାରଣ ଆଉ ପରିଣାମକୁ ଟିକେ ଭଲ ଭାବରେ ବୁଝିବା। ହେଲେ କେବେ ଭାବିଛନ୍ତି ଯେଉଁ ଯୁଦ୍ଧକୁ ସବୁ ଯୁଦ୍ଧର ଶେଷ ବୋଲି କୁହାଯାଉଥିଲା, ଠିକ୍ ତା ପରେ ପରେ ହିଁ ଆଉ ଗୋଟେ ତାଠୁ ବଡ଼ ଭୟଙ୍କର ଯୁଦ୍ଧ କେମିତି ଆରମ୍ଭ ହେଲା? ଚାଲନ୍ତୁ ଦେଖିବା କେମିତି ପ୍ରଥମ ବିଶ୍ୱଯୁଦ୍ଧର ଶାନ୍ତି ଚୁକ୍ତି ହିଁ ଦ୍ୱିତୀୟ ବିଶ୍ୱଯୁଦ୍ଧର ମଞ୍ଜି ପୋତିଥିଲା। ତେବେ ଆମେ ଏହି ପୂରା କାହାଣୀକୁ 4ଟା ଭାଗରେ ବୁଝିବାକୁ ଚେଷ୍ଟା କରିବା। ସେଇ ଭୁଲ ଶାନ୍ତି ଚୁକ୍ତିରୁ ଆରମ୍ଭ କରି କେମିତି ଗୋଟେ ପୂରା ନୂଆ ଦୁନିଆ ତିଆରି ହେଲା ସେ ପର୍ଯ୍ୟନ୍ତ। ତେବେ କାହାଣୀର ଆରମ୍ଭ ଯୁଦ୍ଧଭୂମିରୁ ନୁହେଁ, ବରଂ ଗୋଟେ ଆଲୋଚନା ଟେବୁଲରୁ ହେଉଛି। ଜାଣନ୍ତି, ସେଇଠି ହିଁ ଏହି ବିନାଶର ପ୍ରଥମ ଖିଅ ସଜଡ଼ା ଯାଇଥିଲା। ଦେଖନ୍ତୁ, ପ୍ରଥମ ବିଶ୍ୱଯୁଦ୍ଧ ପରେ 3ଟା ବଡ଼ ଭୁଲ ହୋଇଥିଲା, ଆଉ ଏହି 3ଟି ଭୁଲ ମିଶି ଏମିତି ଏକ ପରିସ୍ଥିତି ତିଆରି କଲେ ଯାହା ସାରା ଦୁନିଆରେ ଅସନ୍ତୋଷ ଆଉ ଅସ୍ଥିରତାର ନିଆଁ ଜଳେଇଦେଲା। ଭର୍ସାଇ ସନ୍ଧି ଏଇଟା କିଛି ବୁଝାମଣା ନଥିଲା। ସତ କହିଲେ ଏହା ଥିଲା ଏକ ପ୍ରକାର ଆଦେଶ। ଜର୍ମାନୀ ଉପରେ ଏହାକୁ ଜବରଦସ୍ତି ଲଦି ଦିଆଯାଇଥିଲା, ଆଉ ଏଥିରେ ଗୋଟେ ଧାରା ଥିଲା ୱାର୍ ଗିଲ୍ଡ କ୍ଲଜ୍, ଯେଉଁଥିରେ ଯୁଦ୍ଧ ପାଇଁ ସବୁ ଦୋଷ ଜର୍ମାନୀ ମୁଣ୍ଡରେ ଲଦି ଦିଆଗଲା। ଏହି ଅପମାନ ହିଁ ପ୍ରତିଶୋଧର ନିଆଁକୁ ଘିଅ ଦେଲା। ସେତେବେଳେ ଦୁନିଆରେ ଶାନ୍ତି ରଖିବା ପାଇଁ ଜାତିସଂଘ ତିଆରି ହେଲା। ଆଇଡିଆଟା ବହୁତ ଭଲ ଥିଲା, କିନ୍ତୁ ପ୍ରକୃତ କଥା ହେଉଛି ଏହାର କିଛି କ୍ଷମତା ହିଁ ନଥିଲା, ମାନେ ଦାନ୍ତ ନଥିବା ବାଘ ଭଳି। ତେଣୁ ଯେତେବେଳେ କିଛି ଦେଶ ଆକ୍ରମଣ କଲେ, ଏହା କେବଳ ଦେଖିବା ଛଡ଼ା ଆଉ କିଛି କରିପାରିଲା ନାହିଁ। ଆଉ ଯେତେବେଳେ କ୍ଷମତାରେ ଏମିତି ଗୋଟେ ଶୂନ୍ୟସ୍ଥାନ ତିଆରି ହେଲା ଆଉ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଲା, ସେତେବେଳେ ମଞ୍ଚ ଉପରକୁ ଆସିଲେ କିଛି ନୂଆ ନେତା। ସେମାନଙ୍କର ଲକ୍ଷ୍ୟ ଥିଲା ଗୋଟିଏ, ଆକ୍ରମଣ ଆଉ ସାମ୍ରାଜ୍ୟ ବିସ୍ତାର। ତେବେ 1930 ଦଶକରେ କ'ଣ ହେଲା? ଜର୍ମାନୀ, ଇଟାଲୀ ଆଉ ଜାପାନ, ଏହି 3 ଦେଶ ପୁରା ଜୋରସୋରରେ ନିଜ ନିଜର ସାମ୍ରାଜ୍ୟ ବଢ଼େଇବାରେ ଲାଗିପଡ଼ିଲେ। ଏହା ବାକି ଦୁନିଆ ପାଇଁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଥିଲା। ଏହି ଟାଇମ୍ ଲାଇନ୍କୁ ଟିକେ ଦେଖନ୍ତୁ, କେତେ ଜଲ୍ଦି ଜଲ୍ଦି ଘଟଣାଗୁଡ଼ିକ ଘଟୁଛି। ଗୋଟେ ପଟେ ଆକ୍ରମଣ ବଢ଼ୁଛି, ଆଉ ଅନ୍ୟପଟେ ସାମରିକ ମେଣ୍ଟ ତିଆରି ହେଉଛି। ସବୁକିଛି ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। ଆଉ ଏମିତି ଭାବରେ ପୁରା ଦୁନିଆ 2 ଭାଗରେ ବାଣ୍ଟି ହୋଇଗଲା। ଗୋଟେ ପଟେ ଗଣତନ୍ତ୍ର ଆଉ ଅନ୍ୟପଟେ ଏକଛତ୍ରବାଦ। ଯେତେବେଳେ 2ଟି ବିପରୀତ ବିଚାରଧାରା ଏମିତି ମୁହାଁମୁହିଁ ହୁଅନ୍ତି, ସେତେବେଳେ ସଂଘର୍ଷ ତ ଏକ ପ୍ରକାର ନିଶ୍ଚିତ ହୋଇଯାଏ। ଏବେ ଆସନ୍ତୁ ସେଇ ମୁହୂର୍ତ୍ତକୁ ଯିବା, ଯାହାପରେ ଆଉ ପଛକୁ ଫେରିବାର ରାସ୍ତା ନଥିଲା। ସେହି ଘଟଣା ଯାହା ପୁରା ଦୁନିଆକୁ ଯୁଦ୍ଧର ନିଆଁ ଭିତରକୁ ଟାଣିନେଲା। ସେପ୍ଟେମ୍ବର 1, 1939 ଜର୍ମାନୀ ପୋଲାଣ୍ଡ ଉପରେ ଆକ୍ରମଣ କଲା। ବାସ୍, ଏହା ଥିଲା ସେହି ଶେଷ ଝଟକା। ଠିକ୍ 2 ଦିନ ପରେ ବ୍ରିଟେନ୍ ଆଉ ଫ୍ରାନ୍ସ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲେ, ଆଉ ଏଇଠୁ ହିଁ ଆରମ୍ଭ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ତେବେ ଦେଖନ୍ତୁ, 2ଟି ବଡ଼ ଘଟଣା ଏହି ଯୁଦ୍ଧକୁ ଗୋଟେ ୟୁରୋପୀୟ ସଂଘର୍ଷରୁ ଏକ ବିଶ୍ୱଯୁଦ୍ଧରେ ପରିଣତ କରିଦେଲା। ପ୍ରଥମେ ସୋଭିଏତ୍ ୟୁନିୟନ, ଆଉ ତାପରେ ପର୍ଲ ହାର୍ବର ଆକ୍ରମଣ ପରେ ଆମେରିକା। ଯେତେବେଳେ ଦୁନିଆର ଏତେ ବଡ଼ ବଡ଼ ଶକ୍ତି ଏଥିରେ ସାମିଲ ହୋଇଗଲେ, ଯୁଦ୍ଧର ରୂପ ପୂରାପୂରି ବଦଳିଗଲା। ଆରମ୍ଭରୁ ତ ଅକ୍ଷ ଶକ୍ତିମାନେ ଗୋଟେ ପରେ ଗୋଟେ ବିଜୟ ହାସଲ କରୁଥିଲେ, କିନ୍ତୁ ଯେତେବେଳେ ମିତ୍ର ଶକ୍ତିମାନେ ଏକାଠି ହେଲେ, ସେତେବେଳେ ପୂରା ଖେଳ ବଦଳିଗଲା। ସେମାନଙ୍କର ମିଳିତ ଶକ୍ତି ଆଗରେ ଅକ୍ଷ ଶକ୍ତି ତିଷ୍ଠି ପାରିଲେନି, ଆଉ ଧୀରେ ଧୀରେ ଇଟାଲୀ ଓ ଜର୍ମାନୀର ପତନ ଆରମ୍ଭ ହେଲା। ୟୁରୋପରେ ତ ଯୁଦ୍ଧ ସରିଗଲା, କିନ୍ତୁ ପ୍ରଶାନ୍ତ ମହାସାଗରରେ ଏବେ ବି ଲଢ଼େଇ ଚାଲିଥିଲା। ଆଉ ଏହି ଯୁଦ୍ଧ ସେତେବେଳେ ଯାଇ ସରିଲା ଯେତେବେଳେ ଦୁନିଆ ଏକ ଏମିତି ଭୟଙ୍କର ଅସ୍ତ୍ର ଦେଖିଲା ଯାହା ପୂର୍ବରୁ କେହି କଳ୍ପନା ବି କରିନଥିଲେ। ହିରୋସୀମା ଆଉ ନାଗାସାକି ଉପରେ ପରମାଣୁ ବୋମା ମାଡ଼। ଏହା ଜାପାନକୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଦେଲା। ଆଉ ଏହା ସହିତ ମାନବ ଇତିହାସର ସବୁଠାରୁ ରକ୍ତାକ୍ତ ଅଧ୍ୟାୟର ଶେଷ ହେଲା। କିନ୍ତୁ ଯୁଦ୍ଧର ସମାପ୍ତି କେବଳ ଗୋଳାବାରୁଦର ଶବ୍ଦ ବନ୍ଦ ହେବା ନଥିଲା। ଏହା ଥିଲା ଗୋଟେ ପୂରା ନୂଆ ଦୁନିଆ, ଏକ ନୂଆ ଯୁଗର ଆରମ୍ଭ। ଏହି ଯୁଦ୍ଧର କ୍ଷୟକ୍ଷତି ଏତେ ଅଧିକ ଥିଲା ଯେ ତାର କଳ୍ପନା କରିବା ବି ମୁସ୍କିଲ। କୋଟି କୋଟି ଲୋକଙ୍କର ଜୀବନ ଗଲା, ବଡ଼ ବଡ଼ ସହର ପାଉଁଶ ହୋଇଗଲା। ସତେ ଯେମିତି ପୂରା ଦୁନିଆଟା ହିଁ ଧ୍ୱଂସ ହୋଇଯାଇଥିଲା। ଆଉ ରାଜନୈତିକ ସ୍ତରରେ ଯେଉଁ ପରିବର୍ତ୍ତନ ହେଲା, ତାହା ବିରାଟ ଥିଲା। ଯୁଦ୍ଧ ପୂର୍ବରୁ ବ୍ରିଟେନ୍, ଫ୍ରାନ୍ସ ଭଳି ୟୁରୋପୀୟ ଶକ୍ତିମାନଙ୍କର ଦବଦବା ଥିଲା, କିନ୍ତୁ ଯୁଦ୍ଧ ପରେ ସେମାନେ ଦୁର୍ବଳ ହୋଇଗଲେ, ଆଉ ତାଙ୍କ ଜାଗା ନେଲେ 2ଟି ନୂଆ ମହାଶକ୍ତି, ଆମେରିକା ଆଉ ସୋଭିଏତ୍ ୟୁନିୟନ। ତେଣୁ ଏହି ଯୁଦ୍ଧ ପୂରା ଦୁନିଆର ମାନଚିତ୍ରକୁ ହିଁ ବଦଳେଇ ଦେଲା। ୟୁରୋପିଆନ୍ ସାମ୍ରାଜ୍ୟର ପତନ ହେଲା, ଏସିଆ ଆଫ୍ରିକାରେ ସ୍ୱାଧୀନତା ଆନ୍ଦୋଳନ ଜୋର ଧରିଲା, ଜର୍ମାନୀ 2 ଭାଗ ହେଲା, ଆଉ ପୂର୍ବ ୟୁରୋପରେ ସାମ୍ୟବାଦୀ ଶାସନ ଆସିଲା। ଏକ ପ୍ରକାରରେ ଏହା ଶୀତଳ ଯୁଦ୍ଧ ପାଇଁ ମଞ୍ଚ ପ୍ରସ୍ତୁତ କରିଦେଲା। ଏହି ଯୁଦ୍ଧ ପରେ ଯେଉଁ ନୂଆ ଦୁନିଆ ତିଆରି ହେଲା, ସେଥିରେ ଏମିତି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ଅନେକ ବ୍ୟବସ୍ଥା କରାଗଲା। କିନ୍ତୁ ଆଜି 80 ବର୍ଷ ପରେ ଆମକୁ ଭାବିବାକୁ ପଡ଼ିବ, ସେହି ଯୁଦ୍ଧରୁ ମିଳିଥିବା ଶିକ୍ଷା କ'ଣ ଆଜି ବି ମନେ ଅଛି,
ନା ଆମେ ତାକୁ ଭୁଲିଗଲେଣି? ଆଜି ଆମେ ବିଂଶ ଶତାବ୍ଦୀର ଏକ ବହୁତ ବଡ଼ କାହାଣୀ ବିଷୟରେ କଥା ହେବା। କେମିତି ଏସିଆ ଓ ଆଫ୍ରିକାର କୋଟି କୋଟି ଲୋକ ନିଜକୁ ଗୋଲାମୀର ଶିକୁଳିରୁ ମୁକ୍ତ କଲେ। ଏହା ଏମିତି ଏକ ପରିବର୍ତ୍ତନ ଥିଲା ଯାହା ପୁରୁଣା ସାମ୍ରାଜ୍ୟକୁ ଭାଙ୍ଗିଦେଲା ଆଉ ତା ଜାଗାରେ ଅନେକ ନୂଆ ଦେଶ ଜନ୍ମ ନେଲେ। କିନ୍ତୁ କେବେ ଭାବିଛନ୍ତି ଏସବୁ କେମିତି ହେଲା? ଗୋଟିଏ ଶତାବ୍ଦୀ ଭିତରେ ଦୁନିଆର ପୂରା ମାନଚିତ୍ର ବଦଳିଗଲା। ତେବେ କ'ଣ ଥିଲା ସେ ଶକ୍ତି ଯିଏ ଏତେ ବଡ଼ ପରିବର୍ତ୍ତନ ଆଣିଲା? ଆସନ୍ତୁ ଏହି ରହସ୍ୟର ପର୍ଦ୍ଦା ଉଠେଇବା। ହେଲେ ଏହି ମୁକ୍ତି ସଂଗ୍ରାମର କାହାଣୀ ଜାଣିବା ଆଗରୁ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। ସେହି ସମୟକୁ ଯେତେବେଳେ କୁହାଯାଉଥିଲା କି ୟୁରୋପୀୟ ସାମ୍ରାଜ୍ୟର ସୂର୍ଯ୍ୟ କେବେ ଅସ୍ତ ହୁଏନି। ଦେଖନ୍ତୁ, ଏସିଆ ଆଉ ଆଫ୍ରିକାର ବଡ଼ ବଡ଼ ଅଞ୍ଚଳ ସବୁ ୟୁରୋପୀୟ ଦେଶମାନଙ୍କ କବ୍ଜାରେ ଥିଲା। ହେଲେ ପ୍ରଶ୍ନ ହେଉଛି, ସେମାନେ ଏତେ ଦୂରରୁ ଆସିଥିଲେ କାହିଁକି? ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା? ତେବେ ଔପନିବେଶିକତା ବା କୋଲୋନିଆଲିଜମର ସିଧାସଳଖ ଅର୍ଥ ହେଉଛି ଆର୍ଥିକ ଶୋଷଣ। ଏହି ଦେଶଗୁଡ଼ିକ ତାଙ୍କ ପାଇଁ କଞ୍ଚାମାଲର ଗୋଟେ ଉତ୍ସ ଥିଲା ଆଉ ତାଙ୍କ ଜିନିଷ ବିକିବା ପାଇଁ ଗୋଟେ ବଜାର। ସେଠିକାର ଲୋକଙ୍କ ଭଲମନ୍ଦ ସହ ତାଙ୍କର କିଛି ଯାୟାସେ ନଥିଲା, ଆଦୌ ନୁହେଁ। ସେମାନଙ୍କ ଲୋଭ ଥିଲା ସମ୍ପଦର, ଶକ୍ତିର, ନିଜ ସାମ୍ରାଜ୍ୟ ବଢ଼ାଇବାର ଆଉ ଏପରିକି ଧର୍ମ ପ୍ରଚାର କରିବାର। ଆଉ ଏହି ଶୋଷଣ ଆଉ ଅତ୍ୟାଚାର ହିଁ ଧୀରେ ଧୀରେ ଲୋକଙ୍କ ଭିତରେ ଏକ ନିଆଁ ଜଳାଉଥିଲା, ଯାହା ଆଗକୁ ଯାଇ ଏକ ବିସ୍ଫୋରଣର ରୂପ ନେବାର ଥିଲା। ଆଉ ତାପରେ ଆସିଲା ପ୍ରଥମ ବିଶ୍ୱଯୁଦ୍ଧ। ଏହି ଯୁଦ୍ଧ ୟୁରୋପୀୟ ଦେଶମାନଙ୍କର ଅଣ୍ଟା ଭାଙ୍ଗିଦେଲା। ଆଉ ଏହି ସୁଯୋଗରେ ହିଁ ଏସିଆରୁ ପ୍ରଥମ ଥର ପାଇଁ ସ୍ୱାଧୀନତାର ସ୍ୱର ଉଠିଲା। ଲୋକମାନେ ବୁଝିଗଲେ ଯେ ଏବେ ସେମାନେ ନିଜ ଶାସନ ନିଜେ କରିବେ। ଜାଣନ୍ତି, ଏହା ଏକ ଡମିନୋ ଇଫେକ୍ଟ ଭଳି ଥିଲା। ଗୋଟେ ପଡ଼ିଲା, ତାପରେ ଆଉ ଗୋଟେ। ଦେଖୁ ଦେଖୁ 1921ରେ ଇରାନ, 1923ରେ ତୁର୍କୀ, ଆଉ ତାପରେ ତ ଲାଇନ୍ ଲାଗିଗଲା। ଭାରତ, ବର୍ମା, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଗୋଟିଏ ପରେ ଗୋଟିଏ ଦେଶ ସ୍ୱାଧୀନ ହେବାକୁ ଲାଗିଲେ। ପୂରା ଏସିଆ ପାଇଁ ଏହା ଏକ ବହୁତ ବଡ଼ ପ୍ରେରଣା ଥିଲା। ଭିଏତନାମ କଥା ଟିକେ ଅଲଗା ଥିଲା। ସେଠି ଲଢ଼େଇ ଆହୁରି ଜୋରଦାର ଥିଲା। ହୋଚି ମିନ୍ଙ୍କ ଭଳି ନେତା ଫରାସୀମାନଙ୍କ ବିରୁଦ୍ଧରେ ଏମିତି ଏକ ଜନ ଆନ୍ଦୋଳନ ତିଆରି କରିଥିଲେ ଯାହାର ନାଁ ଥିଲା ଭିଏତମିନ୍, ଯାହା ସାମ୍ରାଜ୍ୟବାଦର ମୂଳଦୁଆକୁ ଧୋଲାଇ ଦେଇଥିଲା। ଆଉ ସେପଟେ ଚୀନରେ କିନ୍ତୁ କାହାଣୀ ଅଲଗା ଥିଲା। ସେଠି ଚାଲିଥିଲା ଏକ ଭୟଙ୍କର ଗୃହଯୁଦ୍ଧ। ଗୋଟେ ପଟେ ଚିଆଙ୍ଗ କାଇ ଶେଙ୍ଗ୍ଙ୍କ ନ୍ୟାସନାଲିଷ୍ଟ ପାର୍ଟି ଆଉ ଅନ୍ୟପଟେ ମାଓ ସେତୁଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି। ଏହି ଦୁହିଁଙ୍କ ଲଢ଼େଇରେ ଶେଷରେ 1949ରେ ମାଓଙ୍କର ଜିତ୍ ହେଲା ଆଉ ସେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଗଠନ କଲେ। ଏସିଆରୁ ଯେଉଁ ସ୍ୱାଧୀନତାର ଲହରୀ ଉଠିଥିଲା ତାହା ଆଫ୍ରିକାରେ ପହଞ୍ଚିଲା ବେଳକୁ ଏକ ସୁନାମି ପାଲଟି ଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରେ ପୂରା ଆଫ୍ରିକା ମହାଦେଶ ମୁକ୍ତି ପାଇଁ ଯେମିତି ଛଟପଟ ହେଉଥିଲା। ହଁ, ଏସିଆ ଭଳି ଆଫ୍ରିକାର ବି ପ୍ରତିଟି କୋଣ ଅନୁକୋଣ ୟୁରୋପିଆନ୍ ଶକ୍ତିମାନଙ୍କର ହାତରେ ଥିଲା। କିନ୍ତୁ ସେମାନଙ୍କର ଶାସନର ଦିନ ଗଣା ସରିଥିଲା। ଗୋଟେ ନୂଆ ସକାଳ ଅପେକ୍ଷା କରିଥିଲା। ଏହି ସଂଖ୍ୟାଟା ଟିକେ ମନେ ରଖନ୍ତୁ, 17। ଜାଣନ୍ତି କାହିଁକି? କାରଣ 1960, ମାନେ ମାତ୍ର ଗୋଟିଏ ବର୍ଷ ଭିତରେ ଆଫ୍ରିକାର 17ଟି ଦେଶ ସ୍ୱାଧୀନ ହେଇଥିଲେ। ବାଃ, ସେଥିପାଇଁ ତ ଏହି ବର୍ଷକୁ ଇତିହାସରେ ଦ ଇୟର୍ ଅଫ୍ ଆଫ୍ରିକା ବୋଲି କୁହାଯାଏ। ଆଉ ଏହି ଲଢ଼େଇର ନେତୃତ୍ୱ ନେଇଥିଲେ ଇଜିପ୍ଟ, ମୋରୋକୋ, ଘାନା, ଗିନି ଭଳି ଦେଶ। ଜେନେରାଲ ନାଗୁଇ ଭବନ୍ତୁ କି କ୍ୱାମେ ନକ୍ରୁମା, ଏମାନେ ସେହି ନେତା ଥିଲେ ଯେଉଁମାନେ କେବଳ ନିଜ ଦେଶ ପାଇଁ ନୁହେଁ ବରଂ ପୂରା ମହାଦେଶକୁ ସ୍ୱାଧୀନତାର ବାଟ ଦେଖାଇଥିଲେ। ହେଲେ ଆଫ୍ରିକାର ସବୁଠୁ ବଡ଼ ଲଢ଼େଇ ଏବେ ବି ବାକି ଥିଲା। ଏହା ଥିଲା ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆପାରଥାଇଡ୍ ବା ବର୍ଣ୍ଣ ବୈଷମ୍ୟ ନୀତି ବିରୋଧରେ ଏକ ଲମ୍ବା ଆଉ କଷ୍ଟକର ସଂଗ୍ରାମ। ଆପାରଥାଇଡ୍, ଏହା କେବଳ ଗୋଟେ ନୀତି ନଥିଲା, ଏହା ଥିଲା ଏକ ସରକାରୀ ଆଇନ ଯାହା ମଣିଷକୁ ତାର ଚମଡ଼ାର ରଙ୍ଗ ପାଇଁ ଭାଗ ଭାଗ କରୁଥିଲା। କଳ୍ପନା କରନ୍ତୁ, ଅଳ୍ପ କିଛି ଗୋରା ଲୋକ ବହୁ ସଂଖ୍ୟକ କଳା ଲୋକଙ୍କୁ ତାଙ୍କ ନିଜ ଦେଶରେ ହିଁ ଦ୍ୱିତୀୟ ଶ୍ରେଣୀର ନାଗରିକ ବନି ଦେଇଥିଲେ। ଆଉ ଏହି ପୁରା ବ୍ୟବସ୍ଥା ଗୋଟିଏ ଭୁଲ ଧାରଣା ଉପରେ ତିଆରି ହୋଇଥିଲା କି କଳା ଲୋକମାନେ ଶାରୀରିକ ଆଉ ମାନସିକ ଭାବେ ଗୋରା ଲୋକଙ୍କଠାରୁ ଛୋଟ। ଏହି ଗୋଟିଏ ମିଛକୁ ଆଧାର କରି ଗୋଟେ ପୂରା ଦେଶର ଆଇନ ତିଆରି ହୋଇଥିଲା। କେତେ ଲଜ୍ଜାଜନକ କଥା! ହେଲେ ଏହି ଅନ୍ଧାର ବିରୋଧରେ ଲଢ଼େଇ ବହୁତ ଜୋରଦାର ଥିଲା। ଦେଶ ଭିତରେ ଆଫ୍ରିକିଆନ୍ ନ୍ୟାସନାଲ କଂଗ୍ରେସର ଆନ୍ଦୋଳନ, ଦେଶ ବାହାରୁ ଆନ୍ତର୍ଜାତୀୟ ଚାପ ଆଉ ସର୍ବୋପରି ନେଲସନ ମଣ୍ଡେଲାଙ୍କ ସଂଗ୍ରାମ, ଯିଏ 37 ବର୍ଷ ଜେଲରେ ରହିବା ପରେ ବି ହାର ମାନିନଥିଲେ। ଶେଷରେ 17 ଜିତ୍ ହେଲା। ତେବେ ଏତେ ସବୁ ସଂଘର୍ଷ ପରେ ଦୁନିଆର ଚେହେରା କେମିତି ବଦଳିଲା? ଏହି ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ କ'ଣ ରହିଲା? ଆସନ୍ତୁ ଏହି କାହାଣୀର ଶେଷ ଭାଗକୁ ଦେଖିବା। ଏହି ଦୁଇଟି ମାନଚିତ୍ରକୁ ଦେଖିଲେ ପୂରା କାହାଣୀଟା ବୁଝିହେଉଛି। ଯେଉଁ ଜାଗାଗୁଡ଼ିକ ଦିନେ କେବଳ କିଛି ସାମ୍ରାଜ୍ୟର ଅଂଶ ଥିଲା, ଆଜି ସେଠାରେ ଅନେକ ସ୍ୱାଧୀନ ଦେଶର ପତାକା ଫରଫର ହୋଇ ଉଡ଼ୁଛି। ଟିକେ ଭାବି ଦେଖନ୍ତୁ,
ମାତ୍ର ଗୋଟିଏ ପିଢ଼ି ଭିତରେ ଦୁନିଆର ରାଜନୈତିକ ମାନଚିତ୍ର ସବୁଦିନ ପାଇଁ ବଦଳିଗଲା। ଏହା ଥିଲା ବିଂଶ ଶତାବ୍ଦୀର ସବୁଠୁ ବଡ଼ ଘଟଣା, ଆଉ ଏହାର ପ୍ରଭାବ ଆଜି ବି ଆମ ଜୀବନ ଉପରେ ପଡ଼ୁଛି। ହଁ, ସ୍ୱାଧୀନତାର ସୂର୍ଯ୍ୟ ତ ଉଇଲା, କିନ୍ତୁ କ'ଣ ସବୁ ସଂଘର୍ଷ ସେଇଠି ସରିଗଲା? ତା ପରିଦିନରୁ ଆରମ୍ଭ ହେଲା ଆଉ ଏକ ନୂଆ ଲଢ଼େଇ, ନିଜ ଦେଶକୁ ଗଢ଼ିବାର ଲଢ଼େଇ, ଗରିବୀ ସହ ଲଢ଼େଇ, ଆଉ ନିଜ ନିଜ ଭିତରେ ଥିବା ବିବାଦ ସହ ଲଢ଼େଇ। ଏହା ଏକ ବଡ଼ ପ୍ରଶ୍ନ, ଯାହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦୁନିଆରେ ଏକ ନୂଆ ଧରଣର ଲଢ଼େଇ ଆରମ୍ଭ ହେଲା। ଏଠି ସୈନ୍ୟମାନେ ମୁହାଁମୁହିଁ ଲଢ଼ୁନଥିଲେ, ବରଂ ଲଢ଼େଇ ହେଉଥିଲା ବିଚାରଧାରା ଆଉ ପ୍ରଭାବକୁ ନେଇ, ଆଉ ଏହାକୁ ହିଁ କୁହାଗଲା ଶୀତଳ ଯୁଦ୍ଧ। ତେବେ ଚାଲନ୍ତୁ ଏହି ବିଷୟରେ ଟିକେ ଗଭୀରକୁ ଯିବା। ପ୍ରଥମେ ଆମେ ଦେଖିବା ଶୀତଳ ଯୁଦ୍ଧ ପ୍ରକୃତରେ ଥିଲା କ'ଣ, ତାପରେ ଏହା ପଛରେ ଥିବା ବିଚାରଧାରାର ଲଢ଼େଇକୁ ବୁଝିବା, ଆଉ ଶେଷରେ ସେହିସବୁ ମୁଖ୍ୟ ଘଟଣାଗୁଡ଼ିକୁ ଦେଖିବା ଯାହା ଦଶନ୍ଧି ଧରି ପୁରା ଦୁନିଆରେ ଟେନସନ୍ ସୃଷ୍ଟି କରିଥିଲା। ତ ହିଁ ଶୀତଳ ଯୁଦ୍ଧ ଏଇଟା ସେମିତି କିଛି ପାରମ୍ପରିକ ଯୁଦ୍ଧ ନଥିଲା ଯେଉଁଠି ଦୁଇ ପଟର ସେନା ମୁହାଁମୁହିଁ ଲଢ଼େଇ କରନ୍ତି। ନା, ଏହା ଥିଲା ଏକ ଅଲଗା ଧରଣର ଲଢ଼େଇ, ଏକ ବୈଚାରିକ ଲଢ଼େଇ। ଏଥିରେ ପ୍ରଚାର, ଅପପ୍ରଚାର ଆଉ ପୁରା ଦୁନିଆରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଏକ ଲଗାତାର ପ୍ରତିଯୋଗିତା ଚାଲିଥିଲା। ଆଉ ଜାଣିଛନ୍ତି, ମଜାର କଥା ହେଲା ଏହି ଶୀତଳ ଯୁଦ୍ଧ ଶବ୍ଦଟା ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିଲା 1947ରେ। ଆମେରିକାର ଜଣେ ରାଷ୍ଟ୍ରନୀତିଜ୍ଞ ବର୍ନାର୍ଡ ବାରୁଖ ସେତେବେଳାର ସେହି ଉତ୍ତେଜନାପୂର୍ଣ୍ଣ ଆନ୍ତର୍ଜାତୀୟ ପରିସ୍ଥିତିକୁ ବୁଝାଇବା ପାଇଁ ଏହି ଶବ୍ଦ ବ୍ୟବହାର କରିଥିଲେ। ତ ଏହି ସଂଘର୍ଷର କେନ୍ଦ୍ରରେ ଥିବା ସେହି ଦୁଇଟି ବିପରୀତ ଶକ୍ତିକୁ ବୁଝିବା ବହୁତ ଜରୁରୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସ୍ଥିତି ପୁରା ବଦଳିଗଲା। ୟୁରୋପର ଯେଉଁ ବଡ଼ ବଡ଼ ଶକ୍ତି ଥିଲେ ସେମାନେ ଯୁଦ୍ଧରେ ଦୁର୍ବଳ ହୋଇପଡ଼ିଲେ, ଆଉ ଏହି ଶକ୍ତି ଶୂନ୍ୟତା ଭିତରୁ ଦୁଇଟି ନୂଆ ସୁପର ପାୱାର ବାହାରିଲେ, ଯୁକ୍ତରାଷ୍ଟ୍ର ଆମେରିକା ଆଉ ସୋଭିଏତ ୟୁନିୟନ। ଆଉ ଏମାନଙ୍କ ଭିତରେ ଥିବା ଫରକଟା ବିଲକୁଲ ସ୍ପଷ୍ଟ ଥିଲା। ଗୋଟେ ପଟେ ଆମେରିକା, ଯିଏ ପୁଞ୍ଜିବାଦ ଆଉ ଗଣତନ୍ତ୍ରକୁ ସମର୍ଥନ କରୁଥିଲା, ଆଉ ଅନ୍ୟପଟେ ସୋଭିଏତ ୟୁନିୟନ, ଯାହାର ଆଦର୍ଶ ଥିଲା ସାମ୍ୟବାଦ। ଚାଲନ୍ତୁ ଏବେ ଦେଖିବା କେମିତି ଏହି ବିଚାରର ଲଢ଼ାଇ ଧୀରେ ଧୀରେ ଜାଗା ଆଉ ପ୍ରଭାବ ପାଇଁ ଏକ ଦୌଡ଼ରେ ବଦଳିଗଲା। ଯୁଦ୍ଧ ସରିବା ପରେ ସୋଭିଏତ ୟୁନିୟନ ନିଜର ପ୍ରଭାବ ବଢ଼ାଇବାରେ ଲାଗିପଡ଼ିଲା। ପୂର୍ବ ୟୁରୋପର ଅନେକ ଦେଶରେ ସାମ୍ୟବାଦୀ ସରକାର ଗଢ଼ାଗଲା, ଆଉ ଏପରିକି 1949 ବେଳକୁ ଚୀନରେ ବି ସାମ୍ୟବାଦୀ ବିଜୟକୁ ସେମାନେ ସମର୍ଥନ କଲେ। ହେଲେ ଟେନସନ୍ ସବୁଠୁ ଅଧିକ ବଢ଼ିଗଲା ଭୂମଧ୍ୟସାଗରୀୟ ଅଞ୍ଚଳରେ। ଗ୍ରୀସ୍ ଆଉ ତୁର୍କୀର ସଙ୍କଟ ଏମିତି ଏକ ପରିସ୍ଥିତି ସୃଷ୍ଟି କଲା ଯେଉଁଠି ଲାଗୁଥିଲା ଯେମିତି ଶୀତଳ ଯୁଦ୍ଧଟା କୌଣସି ବି ମୁହୂର୍ତ୍ତରେ ଏକ ପ୍ରକୃତ ଯୁଦ୍ଧରେ ବଦଳିଯିବ। ତେବେ ସୋଭିଏତର ଏହି ବଢ଼ୁଥିବା ପ୍ରଭାବ ଦେଖି ଆମେରିକା ଚୁପ୍ ବସିନଥିଲା। ସେମାନେ ଏକ ଶକ୍ତିଶାଳୀ ଜବାବ ଦେବାକୁ ପ୍ରସ୍ତୁତ ହେଉଥିଲେ। ଆମେରିକା ସାମ୍ନାରେ ବଡ଼ ପ୍ରଶ୍ନ ଥିଲା, ଆଉ ଗୋଟେ ବିଶ୍ୱଯୁଦ୍ଧ ନ କରି କେମିତି ସୋଭିଏତର ଏହି ବିସ୍ତାରକୁ ରୋକାଯିବ, କେମିତି ସାମ୍ୟବାଦର ପ୍ରସାରକୁ ଅଟକାଯିବ। ଆଉ ଏହାରି ଜବାବ ଆସିଲା ଟ୍ରୁମ୍ୟାନ୍ ଡକ୍ଟ୍ରିନ୍ ରୂପରେ। ଏହା ଏକ ବହୁତ ବଡ଼ ନୀତିଗତ ନିଷ୍ପତ୍ତି ଥିଲା। ଏହି ନୀତି ଅନୁସାରେ ଆମେରିକା ସ୍ଥିର କଲା ଯେ ଦୁନିଆରେ ଯେଉଁଠି ବି ମୁକ୍ତ ଲୋକ ବିପଦରେ ଥିବେ ସେମାନଙ୍କୁ ସାହାଯ୍ୟ କରାଯିବ। ଆଉ ଏହା କେବଳ କଥାରେ ନଥିଲା, ଏହି ନୀତି ପଛରେ ଥିଲା ବହୁତ ବଡ଼ ଆର୍ଥିକ ସହାୟତା। ଆରମ୍ଭର ହିଁ ଗ୍ରୀସ୍ ଆଉ ତୁର୍କୀ ପାଇଁ $400 ମିଲିୟନ ସହାୟତା ଘୋଷଣା କରାଗଲା। ଏହାପରେ ଏହି ରଣନୀତିକୁ ଆହୁରି ବଡ଼ କରାଗଲା ମାର୍ଶାଲ ଯୋଜନା ଜରିଆରେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଯେ ଯଦି ଯୁଦ୍ଧରେ ଭାଙ୍ଗି ପଡ଼ିଥିବା ୟୁରୋପୀୟ ଦେଶମାନଙ୍କୁ ଆର୍ଥିକ ସାହାଯ୍ୟ କରାଯାଏ, ତେବେ ସେମାନେ ସାମ୍ୟବାଦର ପ୍ରଭାବରୁ ବଞ୍ଚିପାରିବେ। ଅର୍ଥାତ୍ ଅର୍ଥନୀତିକୁ ହିଁ ସାମ୍ୟବାଦ ବିରୁଦ୍ଧରେ ଏକ ଢାଲ ଭାବରେ ବ୍ୟବହାର କରାଗଲା। ହେଲେ ଆମେରିକାର ଏହି ପଦକ୍ଷେପକୁ ସୋଭିଏତ ୟୁନିୟନ କେମିତି ଦେଖିଲା? ସେମାନେ ଏହାକୁ ସାହାଯ୍ୟ ବୋଲି ଭାବିଲେନି, ବରଂ ଏହାକୁ ଏକ ଆକ୍ରମଣ ବୋଲି ଧରିନେଲେ। ମସ୍କୋରୁ ଏହାର ତୀବ୍ର ପ୍ରତିକ୍ରିୟା ଆସିଲା। ସେମାନେ ମାର୍ଶାଲ ଯୋଜନାକୁ ଆମେରିକୀୟ ସାମ୍ରାଜ୍ୟବାଦ ବୋଲି କହିଲେ, ଆଉ କହିଲେ ଯେ ଏହା ସେମାନଙ୍କର ପ୍ରଭାବ କ୍ଷେତ୍ର ପାଇଁ ଏକ ସିଧାସଳଖ ଚ୍ୟାଲେଞ୍ଜ। ଆଉ ଏହାର ପରିଣାମ କ'ଣ ହେଲା? ଦୁଇ ପକ୍ଷ ମଧ୍ୟରେ ସନ୍ଦେହ ଆଉ ଶତ୍ରୁତା ବଢ଼ିଗଲା। ପୁରା ଦୁନିଆ ଦୁଇଟି ଭାଗରେ ବାଣ୍ଟି ହୋଇଗଲା, ଆଉ ଏଇଠୁ ହିଁ ଭବିଷ୍ୟତର ଅନେକ ସଙ୍କଟ ପାଇଁ ବାଟ ତିଆରି ହେଲା। ଏହିସବୁ ପ୍ରାରମ୍ଭିକ ଘଟଣା ଏକ ନୂଆ ଧରଣର ବିଶ୍ୱ ସଂଘର୍ଷର ନିୟମ ତିଆରି କଲା। ଏହା ଏକ ଏମିତି ଛାପ ଛାଡ଼ିଗଲା ଯାହାର ପ୍ରଭାବ ଆଜି ବି ଆମ ଦୁନିଆରେ ଦେଖିବାକୁ ମିଳେ।
ଏହା ଆମକୁ ଶିଖାଇଲା ଯେ ଯେତେବେଳେ ଲଢ଼େଇଟା ସେନାର ନୁହେଁ ବରଂ ବିଚାରଧାରାର ହୁଏ ସେତେବେଳେ ପ୍ରଭାବ ହିଁ ସବୁଠାରୁ ବଡ଼ ଅସ୍ତ୍ର ହୋଇଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଯେତେବେଳେ ସରିଲା ସମସ୍ତେ ଭାବିଥିଲେ ଦୁନିଆରେ ଶାନ୍ତି ଫେରିଆସିବ, କିନ୍ତୁ ସେମିତି ହେଲାନି। ବରଂ ଆରମ୍ଭ ହେଲା ଦୁଇ ମହାଶକ୍ତିଙ୍କ ଭିତରେ ଏକ ଅଦୃଶ୍ୟ ଯୁଦ୍ଧ। ଏହାକୁ ହିଁ କୁହାଯାଏ ଶୀତଳ ଯୁଦ୍ଧ, ଯେଉଁଠି ଗୋଟେ ପଟେ ସାମରିକ ମେଣ୍ଟ କଢ଼ା ହେଉଥିଲା ଆଉ ଅନ୍ୟପଟେ ଚାଲିଥିଲା ଭୟଙ୍କର ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା। ତେବେ ଆସନ୍ତୁ ବୁଝିବା ଏହାର ଆରମ୍ଭ କେମିତି ହେଲା। କେବେ ଏମିତି ଏକ ଯୁଦ୍ଧ କଥା ଭାବିଛନ୍ତି ଯେଉଁଠି ସୈନିକମାନେ ପରସ୍ପର ସହ ସାମ୍ନାସାମ୍ନି ଲଢ଼ିଲେ ହିଁ ନାହିଁ? କିନ୍ତୁ ସେହି ଯୁଦ୍ଧର ଡର ପୂରା ଦୁନିଆକୁ ଦୁଇ ଭାଗ କରିଦେଲା ଆଉ ପରମାଣୁ ଯୁଦ୍ଧର ଆଶଙ୍କା ତିଆରି କରିଦେଲା। ତେବେ ପ୍ରଶ୍ନ ଉଠୁଛି, ଏ ବିଭାଜନର ମୂଳ କେଉଁଠି ଥିଲା? ଏହାର କାହାଣୀ ଆରମ୍ଭ ହୁଏ ଦ୍ୱିତୀୟ ବିଶ୍ୱଯୁଦ୍ଧର ଧ୍ୱଂସାବଶେଷ ଉପରୁ, ଯେତେବେଳେ ଦୁନିଆ ଦୁଇଟି ସମ୍ପୂର୍ଣ୍ଣ ଅଲଗା ଅଲଗା ଚିନ୍ତାଧାରାରେ ବାଣ୍ଟି ହୋଇଗଲା। ଗୋଟିଏ ପଟେ ଥିଲା ଆମେରିକାର ନେତୃତ୍ୱରେ ପୁଞ୍ଜିବାଦୀ ଦୁନିଆ, ଯେଉଁଠି ବ୍ୟକ୍ତିଗତ ସ୍ୱାଧୀନତା ଆଉ ଖୋଲା ବଜାର ଥିଲା ସବୁକିଛି। ଆଉ ଅନ୍ୟପଟେ ସୋଭିଏତ ୟୁନିୟନ ଆଉ ତାର ସାମ୍ୟବାଦୀ ଗୋଷ୍ଠୀ। ସେମାନଙ୍କର ସ୍ୱପ୍ନ ଥିଲା ଏକ ଶ୍ରେଣୀହୀନ ସମାଜ। ବସ୍ ଏଇ ଦୁଇଟା ଅଲଗା ରାସ୍ତା ହିଁ ପୂରା ଦୁନିଆକୁ ଦୁଇ ଫାଳ କରିଦେଲା। ଆଉ ମଜା କଥା ହେଉଛି, ଏଇ ଯୁଦ୍ଧରେ କେହି କାହା ସହ ସିଧା ଲଢ଼ିଲେ ନାହିଁ, ହେଲେ ସେମାନଙ୍କର ଗୋଟିଏ ଗୋଟିଏ ଚାଲ, ଗୁପ୍ତରେ କରୁଥିବା କାମ ଏସବୁ ପୂରା ଦୁନିଆରେ ଏକ ଅଜବ ଉତ୍ତେଜନା ତିଆରି କରି ରଖିଥିଲା। ସତ କହିବାକୁ ଗଲେ ଏଇଟା ହିଁ ଥିଲା ଶୀତଳ ଯୁଦ୍ଧ। ହେଲେ ଏଇ ଯେଉଁ ଚିନ୍ତାଧାରାର ଲଢ଼େଇ ଥିଲା ସେଟା କ'ଣ ଖାଲି କଥାରେ ସୀମିତ ରହିଲା? ଆଦୌ ନୁହେଁ। ଏବେ ଦୁଇ ପକ୍ଷ ନିଜ ନିଜର ସେନାକୁ ମଜବୁତ କରିବାରେ ଲାଗିପଡ଼ିଲେ। ଆଉ ଦେଖୁ ଦେଖୁ ପୃଥିବୀର ମାନଚିତ୍ରରେ ଗୋଟେ ମୋଟା ଲାଇନ୍ ଟଣା ହୋଇଗଲା। ଆରମ୍ଭ ହେଲା ସାମରିକ ମେଣ୍ଟର ଯୁଗ। ଏହାର ଆରମ୍ଭ ହେଲା 1949 ମସିହାରେ ନାଟୋ ଗଠନରୁ। ଆମେରିକା ଆଉ ପଶ୍ଚିମ ୟୁରୋପର ଦେଶ ସବୁ ଏକାଠି ହେଲେ। କାହିଁକି ନା ସୋଭିଏତର ବଢ଼ୁଥିବା ପ୍ରଭାବକୁ ଅଟକେଇବା ପାଇଁ। ଆଉ ଏହାର ସବୁଠୁ ବଡ଼ କଥା କ'ଣ ଥିଲା ଜାଣନ୍ତି? ତାର ମୂଳ ନୀତି ଯେ ଆମ ଭିତରୁ ଯଦି କାହା ଉପରେ ଆକ୍ରମଣ ହେଲା ତାହେଲେ ସେଟା ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ଧରାଯିବ। ଏଇଟା ଗୋଟେ ସିଧାସଳଖ ଚେତାବନୀ ଥିଲା। କିନ୍ତୁ ପଶ୍ଚିମ ଗୋଷ୍ଠୀ କ'ଣ ଖାଲି ୟୁରୋପରେ ଅଟିକି ଗଲେ? ନା, ସେମାନେ ପୂରା ଦୁନିଆରେ ସାମ୍ୟବାଦକୁ ଘେରିବା ପାଇଁ ଗୋଟେ ଜାଲ ବିଛେଇବା ଆରମ୍ଭ କରିଦେଲେ। ଦେଖନ୍ତୁ, ପ୍ରଶାନ୍ତ ମହାସାଗରରେ ANZUS, ଦକ୍ଷିଣ ପୂର୍ବ ଏସିଆରେ CETO ଆଉ ମଧ୍ୟପ୍ରାଚ୍ୟରେ ସେଣ୍ଟୋ, ଏମିତି ମେଣ୍ଟ ତିଆରି କରି ସେମାନେ ସୋଭିଏତ ୟୁନିୟନକୁ ଚାରିଆଡ଼ୁ ଚାପରେ ରଖିବାକୁ ଚାହୁଁଥିଲେ। ଏବେ ଏତେ ସବୁ ଚାପ ପରେ ସୋଭିଏତ ୟୁନିୟନ କ'ଣ ଚୁପ୍ ବସିଥାନ୍ତା? କେବେ ବି ନୁହେଁ। 1955ରେ ସେମାନେ ଦେଲେ ଏହାର କଡ଼ା ଜବାବ। ନିଜର ସାଙ୍ଗ ଦେଶମାନଙ୍କୁ ଏକାଠି କରି ଗଢ଼ିଲେ ୱାର୍ସା ଚୁକ୍ତି। ବାସ୍, ଏବେ ୟୁରୋପ ପୂରାପୂରି ଦୁଇଟି ଶକ୍ତିଶାଳୀ ସାମରିକ ଛାଉଣୀରେ ବାଣ୍ଟି ହୋଇଗଲା। ଖରେ ଏହି ସମୟକୁ ଦେଖନ୍ତୁ, କେତେ ଜଲ୍ଦି ସବୁକିଛି ବଦଳିଗଲା। 1949ରେ ଆସିଲା ନାଟୋ, ତାପରେ ଲଗାତାର 1951ରେ ANZUS, 1954ରେ CETO, ଆଉ ଏହାର ଜବାବରେ ଠିକ୍ ତା ପର ବର୍ଷ 1955ରେ ତିଆରି ହେଲା ୱାର୍ସା ପ୍ୟାକ୍ଟ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ମାତ୍ର 6 ବର୍ଷ ଭିତରେ ପୂରା ଦୁନିଆଟା ଦୁଇଟି ସଶସ୍ତ୍ର ଶିବିରରେ ବଦଳି ଯାଇଥିଲା। ଯେତେବେଳେ ଦୁଇପଟେ ସୈନ୍ୟବାହିନୀ ଛିଡ଼ା ହୋଇଗଲେ ସେତେବେଳେ ଆରମ୍ଭ ହେଲା ଆଉ ଏକ ଭୟଙ୍କର ଖେଳ, ଗୋଟେ ପ୍ରତିଯୋଗିତା। ନା, ଏହାକୁ କହିବା ଏକ ଅନ୍ଧ ଦୌଡ଼। କାହା ପାଖରେ ରହିବ ଅଧିକ ଶକ୍ତିଶାଳୀ ଅସ୍ତ୍ର ସେଥିପାଇଁ। ତେବେ ଏଇ ଯେଉଁ ଅସ୍ତ୍ରଶସ୍ତ୍ର ପାଇଁ ଦୌଡ଼ ଚାଲିଥିଲା ତାର ପରିଣାମ କ'ଣ ହେଲା? ଏହା ମଣିଷ ସମାଜକୁ ବିନାଶ ଆଡ଼କୁ ନେଇଗଲା ନା କିଛି ଭଲ ବି ହେଲା? ଆମେ ଜାଣନ୍ତି, ଏହାର ଫଳାଫଳ ଥିଲା ବହୁତ ଆଶ୍ଚର୍ଯ୍ୟଜନକ। ଗୋଟେ ପଟେ ପରମାଣୁ ବୋମାର ପାହାଡ଼ ତିଆରି ହେଉଥିଲା, ଏତେ ବୋମା ଯେ ପୂରା ପୃଥିବୀକୁ 100 ଥର ଧ୍ୱଂସ କରିହେବ। ହେଲେ ଆଉ ଗୋଟେ ପଟେ ଏହି ପ୍ରତିଯୋଗିତା ପାଇଁ ହିଁ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲା। ଟେକ୍ନୋଲୋଜି ଏତେ ଆଗକୁ ବଢ଼ିଲା ଯାହା କେହି ଭାବି ନଥିଲେ। ମାନେ ବିନାଶର ଭୟ ଭିତରୁ ହିଁ ପ୍ରଗତିର ରାସ୍ତା ବାହାରିଲା। ଏମିତି ଲଗାତାର ଟେନସନ୍ ଆଉ ପରମାଣୁ ଯୁଦ୍ଧର ଡର ଏତେ ବଢ଼ିଗଲା ଯେ ଶେଷରେ ଦୁଇ ପକ୍ଷ ବୁଝିଗଲେ ଯେ ସେମାନେ ନିଆଁ ସହ ଖେଳୁଛନ୍ତି। ଆଉ ସେଇଠୁ ହିଁ ଆରମ୍ଭ ହେଲା ଗୋଟେ ନୂଆ ସମୟ, ଯାହାକୁ କୁହାଯାଏ ଡେତାନ୍ତ। ଏହାର ମାନେ ହେଲା ଟିକେ ଶାନ୍ତ ହେବାର ସମୟ, ଟେନସନ୍ କମ୍ କରିବାର ସମୟ। 1970 ଦଶକ ବେଳକୁ ଦୁଇ ମହାଶକ୍ତି ଗୋଟେ ଭୟଙ୍କର ସତ କଥା ବୁଝି ସାରିଥିଲେ। ସତଟା ହେଲା, ଯଦି ଯୁଦ୍ଧ ହୁଏ ତେବେ ଜିତିବ କିଏ? କେହି ନୁହେଁ। କାରଣ ଆମେରିକା ବୋମା ପକାଇଲେ ସୋଭିଏତ ୟୁନିୟନ ଶେଷ, ଆଉ ସୋଭିଏତ ୟୁନିୟନ ଜବାବ ଦେଲେ ଆମେରିକା ବିଶେଷ। ଏଇ ଯେଉଁ ଦୁଇଜଣ ଯାକ ନିଶ୍ଚୟ ମରିବେ ବାଲା ଡର ଥିଲା, ସେଇଟା ହିଁ କିଛି ସମୟ ପାଇଁ ଶାନ୍ତି ଆଣିଦେଲା। ତେଣୁ ଏହି ସମୟରେ ଦୁଇ ପକ୍ଷଙ୍କ ଭିତରେ ଜମିଥିବା ବରଫକୁ ତରଳିବା ପାଇଁ ବହୁତ ଚେଷ୍ଟା କରାଗଲା। କେମିତି? ନା, ଅସ୍ତ୍ରଶସ୍ତ୍ର କମ୍ କରିବା ପାଇଁ ଚୁକ୍ତି ହେଲା। ବଡ଼ ବଡ଼ ନେତାମାନେ ପରସ୍ପରକୁ ଭେଟିଲେ, ଆଉ ଏପରିକି ଦୁଇ ଦେଶ ଭିତରେ ବେପାର ବାଣିଜ୍ୟ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆରମ୍ଭ ହେଲା। ହେଲେ ଏ ଶାନ୍ତି ବେଶୀ ଦିନ ତିଷ୍ଠିଲାନି।
ଏହାପରେ ଆସିବାକୁ ଥିଲା ଶୀତଳ ଯୁଦ୍ଧର ସବୁଠୁ ଶେଷ ଆଉ ସବୁଠୁ ନାଟକୀୟ ଅଧ୍ୟାୟ। 1979 ମସିହାରେ ଦୁଇଟା ବଡ଼ ଘଟଣା ଘଟିଲା। ଆଫଗାନିସ୍ତାନରେ ସୋଭିଏଟ୍ ସେନା ପଶିଲା ଆଉ ଇରାନରେ ସଙ୍କଟ ଦେଖାଦେଲା। ବାସ୍ ଏହି ଦୁଇଟା ଘଟଣା ସେଇ ଶାନ୍ତିର ସମୟକୁ ଶେଷ କରିଦେଲା। ଉତ୍ତେଜନା ପୁଣିଥରେ ଏତେ ବଢ଼ିଗଲା ଯେ ଲୋକେ ଏହାକୁ ନୂଆ ଶୀତଳ ଯୁଦ୍ଧ ବୋଲି କହିଲେ। କିନ୍ତୁ ତାପରେ 1985ରେ ସୋଭିଏତ୍ ୟୁନିୟନରେ ଜଣେ ନୂଆ ନେତା ଆସିଲେ, ମିଖାଇଲ୍ ଗର୍ବାଚେଭ୍। ଆଉ ସେ ଯାହା କଲେ ତାହା କେହି କେବେ ଭାବିନଥିଲେ। ସେ ଦୁଇଟା ନୂଆ ନୀତି ଆଣିଲେ, ପେରେଷ୍ଟ୍ରୋଇକା ମାନେ ପୁଣିଥରେ ଗଢ଼ିବା, ଆଉ ଗ୍ଲାସ୍ନୋସ୍ତ ମାନେ ଖୋଲାଖୋଲି କଥା ହେବା। ଏଇ ନୀତିଗୁଡ଼ିକ ସୋଭିଏତ୍ ସିଷ୍ଟମକୁ ଭିତରୁ ବଦଳିବା ଆରମ୍ଭ କରିଦେଲା ଆଉ ଶୀତଳ ଯୁଦ୍ଧ ଶେଷ ହେବାର ରାସ୍ତା ବି ଖୋଲିଦେଲା। ଆଉ ଏହି ବଦଳର ପ୍ରଭାବ ଏତେ ବଡ଼ ଥିଲା ଯେ ଡିସେମ୍ବର 1991ରେ ଯେଉଁ ସୋଭିଏଟ୍ ୟୁନିୟନ ଦିନେ ପୁରା ଦୁନିଆକୁ ଡରାଇ ରଖିଥିଲା ସେଇଟା ଭାଙ୍ଗିଗଲା, ଇତିହାସର ପୃଷ୍ଠରେ ମିଶିଗଲା, ଆଉ ଏହା ସହିତ ଶୀତଳ ଯୁଦ୍ଧ ବି ଶେଷ ହେଲା। ଆଉ ଏଇ ଯୋଉ ଐତିହାସିକ ଘଟଣା ଥିଲା ତା ଉପରେ ଶେଷ ମୋହରେ ଲଗେଇଲେ ଦୁଇଜଣ ବଡ଼ ନେତା, ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଆଉ ନୂଆକରି ତିଆରି ହୋଇଥିବା ରୁଷର ରାଷ୍ଟ୍ରପତି ବୋରିସ୍ ୟେଲସିନ୍। 1992 ମସିହାରେ ଦୁହେଁ ମିଶି ଆନୁଷ୍ଠାନିକ ଭାବେ ଘୋଷଣା କଲେ ଯେ ଶୀତଳ ଯୁଦ୍ଧ ଶେଷ। ସେହି ଯୁଗର ଅନ୍ତ ଘଟିଲା ଯାହା ପାଖାପାଖି 45 ବର୍ଷ ଧରି ପୁରା ଦୁନିଆକୁ ଏକ ଭୟ ଆଉ ଆଶଙ୍କାରେ ବାନ୍ଧି ରଖିଥିଲା। ତେବେ ଶୀତଳ ଯୁଦ୍ଧ ତ ଇତିହାସ ପାଲଟିଗଲା, କିନ୍ତୁ ଗୋଟେ ବଡ଼ ପ୍ରଶ୍ନ ଏବେ ବି ରହିଯାଉଛି, ଏହାର ପ୍ରଭାବ କ'ଣ ସତରେ ସରିଯାଇଛି? ଆଜି ବିଶ୍ୱ ରାଜନୀତିରେ ଯେଉଁ ସବୁ ଟେନସନ୍ ଦେଖିବାକୁ ମିଳୁଛି ସେଗୁଡ଼ା କ'ଣ ସେଇ ପୁରୁଣା ଲଢ଼େଇର ହିଁ ଗୋଟେ ନୂଆ ରୂପ? ଏ ବିଷୟରେ ଟିକେ ଭାବିବା ନିହାତି ଦରକାର। ଭାବନ୍ତୁ ତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସାରା ଦୁନିଆ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି। ଗୋଟେ ପଟେ ଗୋଟିଏ ମହାଶକ୍ତି, ଆର ପଟେ ଆଉ ଗୋଟିଏ। ଆଉ ଏମିତି ସମୟରେ ଯେଉଁ ନୂଆ ନୂଆ ଦେଶ ସ୍ୱାଧୀନ ହେଉଛନ୍ତି ସେମାନେ କୁଆଡ଼େ ଯିବେ, କାହା ପକ୍ଷ ନେବେ? ଏହା ହିଁ ଥିଲା ସେତେବେଳର ସବୁଠୁ ବଡ଼ ପ୍ରଶ୍ନ। ତେବେ ଆଜି ଆମେ ସେହି କାହାଣୀ ବିଷୟରେ ଜାଣିବା ଯେଉଁଠି କିଛି ଦେଶ ଏକାଠି ହୋଇ ଏକ ତୃତୀୟ ରାସ୍ତା ବାଛିଥିଲେ, ଯାହାକୁ ଆମେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ବୋଲି ଜାଣୁ। ସତରେ ସେତେବେଳେ ନୂଆକରେ ସ୍ୱାଧୀନତା ପାଇଥିବା ଦେଶମାନଙ୍କ ପାଇଁ ଏହି ପ୍ରଶ୍ନଟା ବହୁତ ବଡ଼ ଥିଲା। ଗୋଟିଏ ପଟେ ଆମେରିକାର ପୁଞ୍ଜିବାଦୀ ଗୋଷ୍ଠୀ ଆଉ ଅନ୍ୟପଟେ ସୋଭିଏତ୍ ସଂଘର ସାମ୍ୟବାଦୀ ଗୋଷ୍ଠୀ। ଏହି ଦୁଇ ମହାଶକ୍ତିଙ୍କ ଚାପ ଭିତରେ କେଉଁ ବାଟ ବାଛିବେ ସେଇଟା ହିଁ ଥିଲା ସବୁଠାରୁ ବଡ଼ ଦ୍ୱନ୍ଦ୍ୱ। ସେତେବେଳେ ଶୀତଳ ଯୁଦ୍ଧ ଯୋଗୁଁ ସାରା ଦୁନିଆରେ ଗୋଟେ ଚାପା ଉତ୍ତେଜନା ଲାଗି ରହିଥିଲା, ଆଉ ଆମେରିକା ଆଉ ସୋଭିଏତ୍ ରୁଷ ଦୁହେଁ ନିଜ ନିଜର ପ୍ରଭାବ ବଢ଼ାଇବା ପାଇଁ ପ୍ରତିଯୋଗିତା କରୁଥିଲେ। ସେମାନେ ଆର୍ଥିକ ସାହାଯ୍ୟର ଲୋଭ ଦେଖାଇ ଛୋଟ ରାଷ୍ଟ୍ରମାନଙ୍କର ରାଜନୀତିରେ ହସ୍ତକ୍ଷେପ କରିବାକୁ ବି ପଛାଉନଥିଲେ। ହେଲେ ଏସିଆ ଓ ଆଫ୍ରିକାର ଅନେକ ନୂଆ ସ୍ୱାଧୀନ ଦେଶ ଭାବିଲେ, ଆମେ କାହିଁକି କାହାପଟକୁ ଯିବୁ? ସେମାନେ ଏହି ଦୁଇଟିଯାକ ଗୋଷ୍ଠୀରେ ସାମିଲ ନ ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖିବାକୁ ଠିକ୍ ମନେ କଲେ। ସେମାନେ ଏକ ନୂଆ ରାସ୍ତା ଖୋଜୁଥିଲେ। ତେବେ ଏହି ଯେଉଁ ତୃତୀୟ ରାସ୍ତା କଥା ଆମେ କହୁଛେ ସେଇଟା ଆସିଲା କେମିତି? ଏହାର ଆରମ୍ଭ କେଉଁଠୁ ହେଲା? ଆଉ ଏହି କାହାଣୀର ମୂଳଦୁଆ ପଡ଼ିଥିଲା ଇଣ୍ଡୋନେସିଆର ବାନ୍ଦୁଙ୍ଗ ସହରରେ। କଥାଟା ହେଉଛି 1955 ମସିହା ଏପ୍ରିଲ ମାସର ଇଣ୍ଡୋନେସିଆର ବାନ୍ଦୁଙ୍ଗଠାରେ ଏକ ଆଫ୍ରୋ ଏସିଆ ସମ୍ମିଳନୀ ହେଲା। ଆଉ ଏଇଠି ହିଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୂଳଦୁଆ ପଡ଼ିଲା। ଏଥିରେ ମୋଟ 29ଟି ଦେଶ ଯୋଗ ଦେଇଥିଲେ, ଆଉ ସମସ୍ତେ ମିଶି ଏକ ନୂଆ ଆନ୍ଦୋଳନର ରୂପରେଖା ଉପରେ ଆଲୋଚନା କରିଥିଲେ। ଯେକୌଣସି ବଡ଼ ଆନ୍ଦୋଳନ ପଛରେ କିଛି ଦୂରଦୃଷ୍ଟି ସମ୍ପନ୍ନ ନେତା ଥାଆନ୍ତି। ଏଠାରେ ସେମାନେ ଥିଲେ ଭାରତର ଜବାହରଲାଲ ନେହେରୁ, ଯୁଗୋସ୍ଲାଭିଆର ମାର୍ଶାଲ ଟିଟୋ, ଇଜିପ୍ଟର ଗମାଲ ଅବଦେଲ ନାସେର ଏବଂ ଇଣ୍ଡୋନେସିଆର ସୁକର୍ଣ୍ଣ। ଏମାନଙ୍କର ସାମୂହିକ ଚିନ୍ତାଧାରା ହିଁ ଏହି ଆନ୍ଦୋଳନକୁ ଏକ ବାସ୍ତବ ରୂପ ଦେଇଥିଲା। ଏହି ଆନ୍ଦୋଳନ କେବଳ କୌଣସି ଗୋଷ୍ଠୀରେ ସାମିଲ ନ ହେବା ପାଇଁ ନଥିଲା। ଏହା ପଛରେ କିଛି ମଜବୁତ ସିଦ୍ଧାନ୍ତ ବି ଥିଲା ଯାହା ଏହାକୁ ରାସ୍ତା ଦେଖାଉଥିଲା। ଆଚ୍ଛା, ତେବେ ଗୋଷ୍ଠୀ ନିରପେକ୍ଷତାର ଅସଲ ମାନେଟା କ'ଣ? ଏହାର ଅର୍ଥ କେବଳ ଦୂରେଇ ରହିବା ନୁହେଁ। ଏହାର ଅର୍ଥ ହେଉଛି କୌଣସି ସାମରିକ ମେଣ୍ଟରେ ସାମିଲ ନ ହେବା, ନିଜ ଦେଶର ସାର୍ବଭୌମତ୍ୱକୁ ସବୁଠୁ ଅଧିକ ଗୁରୁତ୍ୱ ଦେବା, ଆଉ ସକ୍ରିୟ ଭାବରେ ବିଶ୍ୱ ଶାନ୍ତି ପାଇଁ କାମ କରିବା। ଏହା ହିଁ ଥିଲା ଏହି ଆନ୍ଦୋଳନର ମୂଳମନ୍ତ୍ର। ଏହି ଆନ୍ଦୋଳନର ମୂଳଦୁଆ ଥିଲା ପଞ୍ଚଶୀଳ ନୀତି। ଏହାକୁ 1954 ମସିହାରେ ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷର କରାଯାଇଥିଲା। ଏହି 5ଟି ନୀତି ଥିଲା: ପ୍ରତ୍ୟେକେ ପ୍ରତ୍ୟେକଙ୍କ ସାର୍ବଭୌମତ୍ୱକୁ ସମ୍ମାନ ଦେବେ, କେହି କାହାକୁ ଆକ୍ରମଣ କରିବେ ନାହିଁ, କେହି କାହାର ଘରୋଇ ମାମଲାରେ ମୁଣ୍ଡ ଖେଳେଇବେ ନାହିଁ, ସମାନତା ଓ ପାରସ୍ପରିକ ଲାଭ ପାଇଁ କାମ କରିବେ, ଆଉ ଶାନ୍ତିରେ ଏକାଠି ରହିବେ। ତେବେ ଗୋଟେ ଭଲ ଆଇଡିଆ ତ ମିଳିଗଲା, କିନ୍ତୁ ଏହା ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ବଦଳିଲା କେମିତି? ଚାଲନ୍ତୁ ଏହାର ଯାତ୍ରାକୁ ଟିକେ ଦେଖିବା। ବାନ୍ଦୁଙ୍ଗରେ ଯେଉଁ ଚିନ୍ତାଧାରା ଆରମ୍ଭ ହୋଇଥିଲା ତାହା 1961 ମସିହାରେ ବେଲଗ୍ରେଡଠାରେ ଏକ ଆନୁଷ୍ଠାନିକ ରୂପ ନେଲା। ଏହା ଥିଲା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରଥମ ଶିଖର ସମ୍ମିଳନୀ,
ଆଉ ଏଇଠୁ ଏହାର ଅସଲ ଯାତ୍ରା ଆରମ୍ଭ ହେଲା। ଆଉ ଥରେ ଆରମ୍ଭ ହେଲା ପରେ ଏହାର ଲୋକପ୍ରିୟତା କେମିତି ବଢ଼ିଲା ଟିକେ ଦେଖନ୍ତୁ। ବେଲଗ୍ରେଡରେ ମାତ୍ର 25ଟି ଦେଶରୁ ଆରମ୍ଭ ହୋଇଥିଲା। 3 ବର୍ଷ ପରେ 1964ରେ କାଇରୋରେ ଏହି ସଂଖ୍ୟା ପାଖାପାଖି 2 ଗୁଣ ହୋଇ 47ରେ ପହଞ୍ଚିଲା। ଆଉ 1970 ବେଳକୁ 54ଟି ଦେଶ ଏଥିରେ ସାମିଲ ହୋଇସାରିଥିଲେ। ଏହି ସମ୍ମିଳନୀଗୁଡ଼ିକ କେବଳ ବୈଠକ ନଥିଲା, ଏହା ଥିଲା ଏକ ମଞ୍ଚ ଯେଉଁଠୁ ଏହି ଦେଶଗୁଡ଼ିକ ଏକାଠି ହୋଇ ନିଜର ଦାବି ରଖୁଥିଲେ। ସେମାନେ କହୁଥିଲେ ଉପନିବେଶବାଦକୁ ଶେଷ କରାଯାଉ, ପରମାଣୁ ପରୀକ୍ଷଣ ବନ୍ଦ ହେଉ, ସବୁ ସାମରିକ ମେଣ୍ଟ ଭାଙ୍ଗି ଦିଆଯାଉ ଆଉ ମିଳିତ ଜାତିସଂଘକୁ ଆହୁରି ଶକ୍ତିଶାଳୀ କରାଯାଉ। ଆଉ ସବୁଠୁ ବଡ଼ କଥା ହେଲା, ଏହି ଆନ୍ଦୋଳନ ସମୟ ସହିତ ନିଜର ଲକ୍ଷ୍ୟକୁ ମଧ୍ୟ ବଦଳାଉଥିଲା। ଯେମିତିକି 1973ରେ ଆର୍ଥିକ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଗଲା। 1986ରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି ବିରୁଦ୍ଧରେ ସଂଘର୍ଷ କରାଗଲା। ଆଉ ଶୀତଳ ଯୁଦ୍ଧ ସରିବା ପରେ 1992ରେ ଏହାର ନୂଆ ଲକ୍ଷ୍ୟ କ'ଣ ହେବ ସେ ବିଷୟରେ ଆଲୋଚନା ହେଲା। ତେବେ ଏତେ ସବୁ ପରେ ପ୍ରଶ୍ନ ଉଠୁଛି ଯେ ଏହି ଆନ୍ଦୋଳନର ଅସଲ ପ୍ରଭାବ କ'ଣ ଥିଲା? ଏହା ଦୁନିଆ ଉପରେ କିଭଳି ନିଜର ଛାପ ଛାଡ଼ିଗଲା? ଏହାର ଅବଦାନ ବାସ୍ତବରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ଉପନିବେଶବାଦର ପତନକୁ ଆହୁରି ଶୀଘ୍ର କରାଇଦେଲା। ଦକ୍ଷିଣ ଆଫ୍ରିକାରୁ ବର୍ଣ୍ଣବୈଷମ୍ୟ ନୀତି ହଟାଇବାରେ ଏକ ବଡ଼ ଭୂମିକା ନେଲା। ସେତେବେଳେ ଯେଉଁ ଦେଶଗୁଡ଼ିକୁ ତୃତୀୟ ବିଶ୍ୱ କୁହାଯାଉଥିଲା, ମାନେ ଯେଉଁମାନେ ଏ ଦଳ କି ସେ ଦଳରେ ନଥିଲେ, ସେମାନଙ୍କୁ ଗୋଟେ ମିଳିତ ସ୍ୱର ଦେଲା। ଆଉ ସବୁଠାରୁ ବଡ଼ କଥା, ଏହା ଶୀତଳ ଯୁଦ୍ଧର ଉତ୍ତେଜନା ଭିତରେ ଶାନ୍ତିର ଏକ ବଡ଼ ସ୍ୱର ହୋଇ ଠିଆ ହେଲା। ସତ କହିବାକୁ ଗଲେ ଏହି ଆନ୍ଦୋଳନର ସବୁଠାରୁ ବଡ଼ ସଫଳତା ଥିଲା ଯେ ଏହା ଛୋଟ ଓ ଦୁର୍ବଳ ରାଷ୍ଟ୍ରମାନଙ୍କୁ ଏକ ପରିଚୟ ଦେଇଥିଲା। ସେମାନେ ଆଉ ମହାଶକ୍ତିମାନଙ୍କ ଖେଳରେ କେବଳ ଗୋଟିଏ ମୋହରା ହୋଇ ରହିଲେ ନାହିଁ, ବରଂ ବିଶ୍ୱଶାନ୍ତି ପାଇଁ ନିଜର ସ୍ୱର ଉଠାଇ ପାରିଲେ। ଆଉ ଏହି ଶାନ୍ତିର କପୋତ ଏଇଟା ଖାଲି ଗୋଟେ ଚିହ୍ନ ନଥିଲା, ଏହା ଥିଲା ଗୋଟେ ଭରସା, ଗୋଟେ ପ୍ରତିଶ୍ରୁତି, ଏକ ଏପରି ଦୁନିଆର ପ୍ରତିଶ୍ରୁତି ଯେଉଁଠି ଯୁଦ୍ଧ ନୁହେଁ ବରଂ ସହଯୋଗ ହିଁ ସବୁଠାରୁ ବଡ଼ ଶକ୍ତି ହେବ। କିନ୍ତୁ କାହାଣୀରେ ଗୋଟେ ବଡ଼ ମୋଡ଼ ଆସିଲା। 1991ରେ ସୋଭିଏତ ସଂଘର ବିଘଟନ ହେଲା ଆଉ ତା ସହିତ ଶୀତଳ ଯୁଦ୍ଧ ବି ଶେଷ ହୋଇଗଲା। ତେବେ ଯେଉଁ ଦୁଇଟି ଶକ୍ତିଶାଳୀ ଗୋଷ୍ଠୀକୁ କେନ୍ଦ୍ର କରି ଏହି ଆନ୍ଦୋଳନ ଗଢ଼ି ଉଠିଥିଲା, ସେହି ପରିସ୍ଥିତି ହିଁ ବଦଳିଗଲା। ତେଣୁ ପ୍ରଶ୍ନଟା ଏଇଠି ଉଠୁଛି, ଯେତେବେଳେ ସେହି ଦୁଇଟି ଶିବିର ହିଁ ନାହିଁ, ତେବେ ଏହି ଆନ୍ଦୋଳନର ଆଉ କ'ଣ ଦରକାର? କିନ୍ତୁ ଆଜି ଆମ ସାମ୍ନାରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ଆର୍ଥିକ ଅସମାନତା ଭଳି ନୂଆ ନୂଆ ଆହ୍ୱାନ ରହିଛି। ଏପରି ଏକ ଦୁନିଆରେ ସ୍ୱାଧୀନ ଭାବେ ଚିନ୍ତା କରିବା ଆଉ ମିଳିମିଶି କାମ କରିବାର ସେହି ମନୋଭାବ କ'ଣ ଆଜି ବି ସେତିକି ହିଁ ଜରୁରୀ ନୁହେଁ? ଏହା ଏମିତି ଗୋଟେ ପ୍ରଶ୍ନ ଯାହା ଉପରେ ଆମ ସମସ୍ତଙ୍କୁ ଭାବିବା ଦରକାର। ଆଜି ଆମେ ବିଂଶ ଶତାବ୍ଦୀର ଏକ ଏମିତି ଘଟଣା ବିଷୟରେ କଥା ହେବା ଯାହା ପୁରା ଦୁନିଆର ରାଜନୈତିକ ମାନଚିତ୍ରକୁ ସବୁଦିନ ପାଇଁ ବଦଳାଇଦେଲା। ଆମେ କଥା ହେବା ସୋଭିଏତ ସଂଘର ପତନ ବିଷୟରେ। ଏହା ଏକ ବହୁତ ବଡ଼ ପ୍ରଶ୍ନ, ନୁହେଁ କି? ଗୋଟେ ମହାଶକ୍ତି ଯିଏ ଦଶନ୍ଧି ଧରି ବିଶ୍ୱ ରାଜନୀତିକୁ ନିୟନ୍ତ୍ରଣ କରୁଥିଲା, ସେ ହଠାତ୍ କେମିତି ମାନଚିତ୍ରରୁ ଗାୟବ ହୋଇଗଲା? ଆସନ୍ତୁ ଏହାରେ ଭିତରକୁ ଯାଇ କାରଣ ଖୋଜିବା। ଆମର ଏହି କାହାଣୀ ଆରମ୍ଭ ହେଉଛି ସୋଭିଏଟ ଶକ୍ତିର ଶିଖରରୁ। ଜୋସେଫ ଷ୍ଟାଲିନଙ୍କ ନେତୃତ୍ୱରେ ସୋଭିଏଟ ସଂଘ କେବଳ ଏକ ଦେଶ ନଥିଲା, ଏହା ଏକ ବିଚାରଧାରା ଥିଲା ଯାହା ଆମେରିକାକୁ ସିଧାସଳଖ ଟକ୍କର ଦେଉଥିଲା। ତେବେ ଏହାର ପତନକୁ ବୁଝିବା ପୂର୍ବରୁ ଏହାର ଉତ୍ଥାନକୁ ଦେଖିବା ନିହାତି ଜରୁରୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ସଂଘ କେମିତି ଏକ ଅପ୍ରତିଦ୍ୱନ୍ଦ୍ୱୀ ମହାଶକ୍ତି ହୋଇ ଠିଆ ହୋଇଥିଲା? ହଁ, ଠିକ୍ ଶୁଣିଲେ, ଆମେରିକା ପରେ ଯଦି କେହି ଥିଲା, ସେ ଥିଲା ସୋଭିଏଟ ସଂଘ। ଏହାର ଅର୍ଥନୈତିକ ଏବଂ ସାମରିକ ଶକ୍ତି ଏତେ ଅଧିକ ଥିଲା ଯେ ଏହାକୁ କେହି ଅଣଦେଖା କରିପାରୁନଥିଲେ। ଷ୍ଟାଲିନ କ'ଣ କଲେ? ସେ ପୂର୍ବ ୟୁରୋପରେ ସାମ୍ୟବାଦୀ ଶାସନ ସ୍ଥାପନ କରି ଏକ ସୁରକ୍ଷା ବଳୟ ତିଆରି କଲେ। ଏହାକୁ ହିଁ ଲୌହ ପର୍ଦ୍ଦା ବା ଆଇରନ୍ କର୍ଟେନ୍ କୁହାଗଲା। ଆଉ ଏହା ସୋଭିଏତର ପ୍ରଭାବକୁ ଆହୁରି ବଢ଼ାଇଦେଲା। 1953ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ସାମ୍ରାଜ୍ୟକୁ ଦୃଢ଼ ହାତରେ ଚଲାଉଥିଲେ। କିନ୍ତୁ କୌଣସି ବି ଜିନିଷ ସବୁଦିନ ପାଇଁ ରୁହେନି। ଷ୍ଟାଲିନଙ୍କ ପରେ ସେହି ମଜବୁତ ଦୁର୍ଗରେ ଧୀରେ ଧୀରେ ଫାଟ ଦେଖାଦେବାକୁ ଲାଗିଲା। ବର୍ଷ ବର୍ଷର ସ୍ଥାଣୁତା ଆଉ ଭିତରେ ଭିତରେ ବଢ଼ୁଥିବା ଚାପ ପୁରା ବ୍ୟବସ୍ଥାକୁ ଖୋଳ କରିଦେଉଥିଲା। ଷ୍ଟାଲିନଙ୍କ ପରେ ଆସିଲେ ନିକିତା କ୍ରୁଶ୍ଚେଭ। ସେ ଚାହିଁଲେ ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ସୁଧାରିବାକୁ, କିନ୍ତୁ ସେପଟେ ସାମ୍ୟବାଦୀ ଚୀନ ସହ ମତଭେଦ ହେଲା, ଯାହା କମ୍ୟୁନିଷ୍ଟ ଦୁନିଆକୁ ଦୁର୍ବଳ କରିଦେଲା। ଆଉ ତାଙ୍କ ପରେ ଆସିଲେ ଲିଓନିଡ୍ ବ୍ରେଜନେଭ। ତାଙ୍କ ସମୟରେ ଆମେରିକା ସହ ଅସ୍ତ୍ରଶସ୍ତ୍ର ଦୌଡ଼ ଏତେ ବଢ଼ିଗଲା ଯେ ଦେଶର ଅର୍ଥନୀତି ଉପରେ ଏହାର ପ୍ରବଳ ଚାପ ପଡ଼ିଲା। ତେବେ 80 ଦଶକ ବେଳକୁ ଅବସ୍ଥା ବହୁତ ଖରାପ ହୋଇସାରିଥିଲା। ଅର୍ଥନୀତି କେମିତି ଭାଙ୍ଗିଲା ଦେଖନ୍ତୁ।
ସବୁ ପଇସା ସେନା ଆଉ ଅସ୍ତ୍ରଶସ୍ତ୍ର ପଛରେ ଖର୍ଚ୍ଚ ହୋଇଗଲା। ଫଳରେ ସାଧାରଣ ଲୋକଙ୍କ ପାଇଁ ଜିନିଷପତ୍ରର ଅଭାବ ଦେଖାଗଲା, କଳାବଜାର ବଢ଼ିଲା, ଆଉ ସେହି ଲୌହ ପରଦା ପଛରେ ରହି ସୋଭିଏତ୍ ସଂଘ ଟେକ୍ନୋଲୋଜି ଦୌଡ଼ରେ ବହୁତ ପଛରେ ପଡ଼ିଗଲା। ଆଉ ଠିକ୍ ସେତିକିବେଳେ ଘଟିଲା ଚେର୍ନୋବିଲ୍ ଦୁର୍ଘଟଣା। ଏହି ଭୟଙ୍କର ଘଟଣା କେବଳ ଏକ ଦୁର୍ଘଟଣା ନଥିଲା, ଏହା ପୁରା ସୋଭିଏତ୍ ବ୍ୟବସ୍ଥାର ବିଫଳତାର ଏକ ପ୍ରତୀକ ପାଲଟିଗଲା। ସାରା ଦୁନିଆ ଦେଖିଲା ଯେ ଭିତରୁ ସବୁ କେତେ ଫମ୍ପା ହୋଇସାରିଛି। ଏମିତି ଏକ ସମୟରେ ମଞ୍ଚ ଉପରକୁ ଆସିଲେ ମିଖାଇଲ୍ ଗୋର୍ବାଚେଭ୍। ସେ ଜାଣିଥିଲେ ଯେ କିଛି ଗୋଟେ ବଡ଼ ପଦକ୍ଷେପ ନେବାକୁ ପଡ଼ିବ, ଆଉ ସେ ଯେଉଁ ବାଜି ଲଗାଇଲେ ତାହା ଇତିହାସର ଗତିପଥକୁ ହିଁ ବଦଳାଇଦେଲା। ଯେତେବେଳେ ଗୋର୍ବାଚେଭ୍ କ୍ଷମତାକୁ ଆସିଲେ, ସେତେବେଳେ ସୋଭିଏତ୍ ସଂଘ ଏକ ବୁଡ଼ି ଯାଉଥିବା ଜାହାଜ ଭଳି ଥିଲା। ସେ ଭଲ ଭାବେ ବୁଝିଯାଇଥିଲେ ଯେ ଯଦି କିଛି ନୂଆ କରା ନଯାଏ, ତେବେ ଏହି ବ୍ୟବସ୍ଥା ଆଉ ବେଶୀଦିନ ତିଷ୍ଠିପାରିବ ନାହିଁ। ତାଙ୍କର ପ୍ରଥମ ବଡ଼ ପଦକ୍ଷେପ ଥିଲା ଗ୍ଲାସ୍ନୋସ୍ତ, ଯାହାର ଅର୍ଥ ହେଉଛି ରାଜନୈତିକ ଉନ୍ମୁକ୍ତତା। ଲୋକଙ୍କୁ କଥା କହିବାର ସ୍ୱାଧୀନତା ଦିଆଗଲା, ମିଡିଆ ଉପରକୁ କଟକଣା ହଟାଗଲା। ସୋଭିଏତ୍ ଇତିହାସରେ ଏହା ଏକ ଅବିଶ୍ୱାସନୀୟ କଥା ଥିଲା। ଆଉ ଦ୍ୱିତୀୟ ପଦକ୍ଷେପ ଥିଲା ପେରେଷ୍ଟ୍ରୋଇକା, ଅର୍ଥାତ୍ ଅର୍ଥନୈତିକ ପୁନର୍ଗଠନ। ଏହାର ଲକ୍ଷ୍ୟ ଥିଲା ବର୍ଷ ବର୍ଷ ଧରି ପଙ୍ଗୁ ହୋଇଯାଇଥିବା ଅର୍ଥନୀତିରେ ନୂଆ ଜୀବନ ଦେବା। କିନ୍ତୁ ଏହି ଦୁଇଟି ସଂସ୍କାରର ପରିଣାମ କ'ଣ ହେଲା, ତାହା କେହି କଳ୍ପନା କରିନଥିଲେ। ଏଇଠୁ କାହାଣୀରେ ଏକ ନାଟକୀୟ ମୋଡ଼ ଆସିଲା। ଯେଉଁ ସଂସ୍କାରଗୁଡ଼ିକ ସୋଭିଏତ୍ ସଂଘକୁ ବଞ୍ଚାଇବା ପାଇଁ ଆରମ୍ଭ କରାଯାଇଥିଲା, ସେଗୁଡ଼ିକ ହିଁ ଏହାର ପତନର କାରଣ ପାଲଟିଗଲା। ଏହା ଠିକ୍ ଗୋଟିଏ ଡୋମିନୋ ଇଫେକ୍ଟ ଭଳି ଥିଲା। ଗ୍ଲାସ୍ନୋସ୍ତ ଯୋଗୁଁ ମିଡିଆ ସ୍ୱାଧୀନ ହେଲା, ଆଉ ସରକାରଙ୍କର ଦୁର୍ନୀତି ଏବଂ ବିଫଳତାର କାହାଣୀ ସାମ୍ନାକୁ ଆସିଲା। ଏହା ଦେଖି ଲୋକଙ୍କର ସରକାର ଉପରୁ ଭରସା ତୁଟିଗଲା, ଆଉ ଏହାର ଫାଇଦା ଉଠାଇଲେ ବିଭିନ୍ନ ଗଣରାଜ୍ୟର ଜାତୀୟତାବାଦୀ ନେତାମାନେ। ସେପଟେ ପେରେଷ୍ଟ୍ରୋଇକା ମଧ୍ୟ କାମ ଦେଲାନି। ଅର୍ଥନୀତି ଆହୁରି ଖରାପ ହୋଇଗଲା। ଲାଭ ଦେଉନଥିବା ସରକାରୀ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବାକୁ ଯାଇ ଖର୍ଚ୍ଚ ବଢ଼ିଲା, ଆଉ ରାଜ୍ୟମାନେ କେନ୍ଦ୍ରକୁ ଟିକସ ଦେବା ବନ୍ଦ କରିଦେଲେ। ଅର୍ଥନୀତି ପୁରା ଭୁଷୁଡ଼ି ପଡ଼ିଲା। ଆଉ ତାପରେ ପୁରା ବ୍ୟବସ୍ଥା ବ୍ୟସ୍ତରା ଘର ପରି ଭୁଷୁଡ଼ିବାକୁ ଲାଗିଲା। ପୂର୍ବ ୟୁରୋପର ସାମ୍ୟବାଦୀ ସରକାର ଗୋଟିଏ ପରେ ଗୋଟିଏ ଖସି ପଡ଼ିଲେ। ଲିଥୁଆନିଆ, ଇଷ୍ଟୋନିଆ ଭଳି ରାଜ୍ୟ ନିଜକୁ ସ୍ୱାଧୀନ ଘୋଷଣା କଲେ। ଏପରିକି ସୋଭିଏତ୍ର ନିଜସ୍ୱ ସାମରିକ ମେଣ୍ଟ ୱାର୍ସୋ ଚୁକ୍ତି ମଧ୍ୟ ଭାଙ୍ଗିଗଲା। ଏବେ ଆମେ କାହାଣୀର ଶେଷ ପର୍ଯ୍ୟାୟରେ, ସେହି ବିଶାଳ ସାମ୍ରାଜ୍ୟର ଅନ୍ତିମ ଦିନଗୁଡ଼ିକ, ଯାହା ଦିନେ ପୃଥିବୀର ଅଧା ଭାଗକୁ ଶାସନ କରୁଥିଲା। ପୁରୁଣା କମ୍ୟୁନିଷ୍ଟ ନେତାମାନେ କ୍ଷମତାକୁ ଫେରିବା ପାଇଁ ଏକ ଶେଷ ଚେଷ୍ଟା କଲେ, କିନ୍ତୁ ରୁଷର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ତାଙ୍କ ଉଦ୍ୟମକୁ ବିଫଳ କରିଦେଲେ। ଏହି ଘଟଣା ଥିଲା ସୋଭିଏତ୍ ସଂଘର କଫିନ୍ରେ ଶେଷ ଘଣ୍ଟା। ଆଉ ଶେଷ ଦିନଗୁଡ଼ିକ ତ ଆଖି ପିଛୁଳାକେ ବିତିଗଲା। ଡିସେମ୍ବର 21ରେ 11ଟି ରାଜ୍ୟ ମିଶି ଏକ ନୂଆ ସଂଘ ଗଠନ କଲେ। ଠିକ୍ 4 ଦିନ ପରେ ଖ୍ରୀଷ୍ଟମାସ ଦିନ ଗୋର୍ବାଚେଭ୍ ଇସ୍ତଫା ଦେଲେ। ଆଉ ତା ପରଦିନ ଡିସେମ୍ବର 26ରେ ସୋଭିଏତ୍ ସଂଘ ଆଉ ଇତିହାସରେ ନଥିଲା। ବାସ୍ ଏହିପରି ଭାବରେ ପ୍ରାୟ 70 ବର୍ଷ ଧରି ଦୁନିଆକୁ ଦୋହଲାଇଥିବା ଏକ ମହାଶକ୍ତିର କାହାଣୀ ଶେଷ ହେଲା। ଆମର ପ୍ରଥମ ପ୍ରଶ୍ନର ଉତ୍ତର ଏଇଠାରେ ମିଳିଗଲା। କିନ୍ତୁ କାହାଣୀ ଏଠାରେ ସରିନି। ଶେଷରେ ଏକ ପ୍ରଶ୍ନ ରହିଯାଏ, ସୋଭିଏତ୍ ସଂଘର ପ୍ରକୃତ ଉତ୍ତରାଧିକାର କ'ଣ? ଏହା କେବଳ ଏକ ବିଫଳ ରାଜନୈତିକ ପରୀକ୍ଷା ଥିଲା, ନା ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଚେତାବନୀ? ଏହା ଏକ ଚିନ୍ତାର ବିଷୟ। ଭାରତୀୟ ସଂସ୍କୃତି ଏମିତି ଏକ ବିଷୟ ଯାହା ଯେତିକି ବିଶାଳ, ସେତିକି ରଙ୍ଗୀନ, ଆଉ ସେତିକି ଜଟିଳ ମଧ୍ୟ। ହେଲେ କେବେ ଭାବିଛନ୍ତି ଏତେ ହଜାର ହଜାର ବର୍ଷ ଧରି କେଉଁ ଶକ୍ତି ଏହାକୁ ଏକାଠି ବାନ୍ଧି ରଖିଛି? ତେବେ ଚାଲନ୍ତୁ ଆଜି ଆମେ ସେହି ଗଭୀର ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବା, ଯାହା ଏହି ମହାନ ସଂସ୍କୃତିକୁ ଆଜି ବି ଜୀବନ୍ତ ରଖିଛି। ଏଇ ପ୍ରଶ୍ନଟା ହିଁ ସବୁଠୁ ବଡ଼ କଥା। ସତରେ ଗୋଟେ ପଟେ ଏତେ ପ୍ରକାରର ଭୂଗୋଳ, ଏତେ ଭାଷା, ଏତେ ଧର୍ମ, ମାନେ ଅସୀମ ବିବିଧତା, ଆଉ ଅନ୍ୟପଟେ ଗୋଟିଏ ଅତୁଟ ସାଂସ୍କୃତିକ ଏକତା। ଏ ଦୁଇଟା ଏକା ସାଙ୍ଗରେ କେମିତି ସମ୍ଭବ? ଚାଲନ୍ତୁ ଏହି ରହସ୍ୟକୁ ଭେଦିବା ପାଇଁ ଆମର ଯାତ୍ରା ଆରମ୍ଭ କରିବା। ଆମର ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆମକୁ ଏହି 6ଟି ପର୍ଯ୍ୟାୟ ଦେଇ ଯିବାକୁ ପଡ଼ିବ। ତେବେ ସବା ପ୍ରଥମେ ଆସନ୍ତୁ ବୁଝିବା, ଆମେ କେତେ ବଡ଼ ବିବିଧତା ବିଷୟରେ କଥା ହେଉଛେ। କାରଣ ଏହି ବିଶାଳତାକୁ ଠିକ୍ରେ ନ ବୁଝିଲେ ଏହାର ଏକତାର ମହତ୍ତ୍ୱ ଆମେ କେବେ ବି ବୁଝିପାରିବାନି। କଳ୍ପନା କରନ୍ତୁ ଟିକେ, ଗୋଟିଏ ପଟେ ଉତ୍ତରର ବରଫଘେରା ହିମାଳୟ, ଆଉ ଅନ୍ୟପଟେ ଦକ୍ଷିଣର ସୁନ୍ଦର ସମୁଦ୍ରତଟ। କେଉଁଠି ଘଞ୍ଚ ଜଙ୍ଗଲ, ତ ଆଉ କେଉଁଠି ଥର୍ ମରୁଭୂମି।
ଏହି ଯୋଉ ଭୌଗୋଳିକ ଭିନ୍ନତା ଅଛି ନା ସେହିଟା ହିଁ ସେହି ମଞ୍ଚ ପ୍ରସ୍ତୁତ କରେ ଯାହା ଉପରେ ଆମର ଏହି ସାଧାରଣ ସଂସ୍କୃତି ଗଢ଼ି ଉଠିଛି। ତେବେ ଏତେ ବିବିଧତା ଭିତରେ ଏକତାର ସୂତ୍ର ଆସିଲା କେଉଁଠୁ? ଆଉ ଏହାର ଉତ୍ତର ଲୁଚି ରହିଛି ଆମ ଇତିହାସର ଗଭୀରତାରେ। ଚାଲନ୍ତୁ ସେହି ପ୍ରାଚୀନ ମୂଳଦୁଆକୁ ଟିକେ ଦେଖିବା। ଆଗକୁ ବଢ଼ିବା ଆଗରୁ ଗୋଟିଏ କଥା ସ୍ପଷ୍ଟ କରିବା ଜରୁରୀ। ଯେତେବେଳେ ଆମେ ସଂସ୍କୃତି ଶବ୍ଦ ବ୍ୟବହାର କରୁଛୁ ସେତେବେଳେ ଆମେ କେବଳ ନାଚଗୀତ କଥା କହୁନାହୁଁ। ଏହା ହେଉଛି ଗୋଟିଏ ସମାଜର ସାମୂହିକ ଚିନ୍ତାଧାରା, ତାର ମୂଲ୍ୟବୋଧ ଏବଂ ତାର ସମ୍ପୂର୍ଣ୍ଣ ଜୀବନଶୈଳୀ। ଆମର ଏହି ସାଂସ୍କୃତିକ ଯାତ୍ରା କେତେ ପୁରୁଣା ଜାଣନ୍ତି? ପ୍ରାୟ 5000 ବର୍ଷ। ଏହାର ଆରମ୍ଭ ହୋଇଥିଲା ସିନ୍ଧୁ ସଭ୍ୟତାର ଉନ୍ନତ ସହରୀ ଜୀବନରୁ। ତାପରେ ଆସିଲା ବୈଦିକ ଯୁଗ, ଯାହା ଥିଲା ଆଧ୍ୟାତ୍ମିକ ଜ୍ଞାନର ଭଣ୍ଡାର। ଆଉ 6ଠ ଶତାବ୍ଦୀ ବେଳକୁ ଜୈନ ଓ ବୌଦ୍ଧ ଧର୍ମ ଭଳି ନୂଆ ଦାର୍ଶନିକ ଚିନ୍ତାଧାରା ଆସି ଏହାକୁ ଆହୁରି ସମୃଦ୍ଧ କଲା। ସତରେ ଏହା ଏକ ନିରନ୍ତର ବିକାଶର କାହାଣୀ। ଏ ଯେଉଁ ଧ୍ୱଂସାବଶେଷ ଦେଖୁଛନ୍ତି, ଏହା କେବଳ ଇଟାପଥର ନୁହେଁ, ଏହା ସେହି ମୂଳଦ୍ୱାରର ସାକ୍ଷୀ ଯେଉଁଠି ଆଜିର ଭାରତୀୟ ସଂସ୍କୃତିର ମଞ୍ଜି ପୋତା ଯାଇଥିଲା। ସେହି ସମୟର ଉନ୍ନତ ସହରୀ ଯୋଜନା ଆଜି ବି ଆମକୁ ଆଶ୍ଚର୍ଯ୍ୟ କରେ, ଆଉ ଏହା ହିଁ ଆମ ସଂସ୍କୃତିର ଗଭୀରତାକୁ ପ୍ରମାଣିତ କରେ। ଇତିହାସ ତ ଦେଖିଲେ, କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ସେଇଟା ହେଉଛି ଭାରତୀୟ ସଂସ୍କୃତି ଏତେ ହଜାର ବର୍ଷ ଧରି ନିଜର ମୂଳ ପରିଚୟକୁ ନ ହରାଇ କ୍ରମାଗତ ଭାବେ ବଞ୍ଚି ରହିଛି ଆଉ ବଦଳି ଚାଲିଛି। ଏଇଟା ହିଁ ତାର ସବୁଠୁ ବଡ଼ ଶକ୍ତି। ଆଉ ଏଇ ଗୁଣକୁ ହିଁ କୁହାଯାଏ ନିରବଚ୍ଛିନ୍ନତା। ଭାବି ଦେଖନ୍ତୁ ଟିକେ, ମିଶ୍ର, ଗ୍ରୀସ୍, ରୋମ୍, କେତେ ମହାନ ସଭ୍ୟତା ସବୁ ଆସିଲା ଆଉ ସମୟ ସହିତ ବିଲୀନ ହୋଇଗଲା। କିନ୍ତୁ ଭାରତୀୟ ସଂସ୍କୃତି ସେ ନୂଆକୁ ଆପଣେଇ ନେଲା, ନିଜ ଭିତରେ ମିଶେଇଲା, ହେଲେ ନିଜର ଆତ୍ମାକୁ କେବେ ବି ଛାଡ଼ିଲା ନାହିଁ। ତେବେ ପ୍ରଶ୍ନ ଉଠୁଛି, ଏମିତି ହେଲା କେମିତି? ଏହାର ରହସ୍ୟ ଲୁଚି ରହିଛି ଗୋଟିଏ ଶବ୍ଦରେ, ଉଦାରତା। ଅର୍ଥାତ୍ ନୂଆ ବିଚାରକୁ ଗ୍ରହଣ କରି ନିଜର କରିନେବାର ସେହି ଅଦ୍ଭୁତ କ୍ଷମତା। ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀ। ସେତେବେଳେ ବୈଦିକ ପରମ୍ପରା ହିଁ ମୁଖ୍ୟ ଥିଲା। କିନ୍ତୁ ଯେତେବେଳେ ଜୈନ ଓ ବୌଦ୍ଧ ଧର୍ମର ନୂଆ ଦର୍ଶନ ଆସିଲା, ସେଗୁଡ଼ିକୁ ଚାପି ଦିଆଗଲା ନାହିଁ, ବରଂ ଆମ ସମାଜ ସେଗୁଡ଼ିକୁ ଆପଣାଇ ନେଲା, ଯାହାକି ଏକ ବିରାଟ ଉଦାରତାର ପରିଚୟ ଦିଏ। ଏହି ଉଦାରତାର ଧାରା ମଧ୍ୟଯୁଗରେ ମଧ୍ୟ ଜାରି ରହିଲା। ଦେଖନ୍ତୁ, ଭକ୍ତି ଆନ୍ଦୋଳନ ଆଉ ସୁଫି ଆନ୍ଦୋଳନ, ଏହା ମାଧ୍ୟମରେ ହିଁ ହିନ୍ଦୁ ଓ ଇସଲାମୀୟ ଆଧ୍ୟାତ୍ମିକତା ପରସ୍ପରର ବହୁତ ପାଖକୁ ଆସିଲେ। ଏହି ଆନ୍ଦୋଳନଗୁଡ଼ିକ ଧର୍ମର କଠୋରତାକୁ କମ୍ କରି ପ୍ରେମ ଓ ମାନବତାର ବାର୍ତ୍ତା ଦେଲା, ଯାହା ସମାଜକୁ ଆହୁରି ମଜବୁତ କଲା। ଶ୍ରୀ ଚୈତନ୍ୟ ହୁଅନ୍ତୁ କିମ୍ବା ଗୁରୁ ନାନକ, ଏମାନେ ସମସ୍ତେ ସେହି ସମନ୍ୱୟର ଜୀବନ୍ତ ଉଦାହରଣ। ହୁଏତ ସେମାନଙ୍କର ପଥ ଅଲଗା ଥିଲା, କିନ୍ତୁ ସମସ୍ତଙ୍କର ବାର୍ତ୍ତା ଗୋଟିଏ ଥିଲା, ଈଶ୍ୱର ଏକ ଏବଂ ମାନବ ସେବା ହିଁ ପ୍ରକୃତ ଧର୍ମ। ଆଉ ଏହି ବାର୍ତ୍ତା ହିଁ ସେତେବେଳେ ସମାଜକୁ ଏକାଠି ବାନ୍ଧି ରଖିଥିଲା। ଏତେ ସମୃଦ୍ଧ ସଂସ୍କୃତିଟେ କ'ଣ କେବଳ ଭାରତ ଭିତରେ ରହିପାରିଥାନ୍ତା? ନା, ଏହାର ଜ୍ଞାନ, ଏହାର ଦର୍ଶନ ସମୁଦ୍ର ପାର ହୋଇ ସାରା ବିଶ୍ୱରେ ପହଞ୍ଚିଥିଲା। ପ୍ରାଚୀନ କାଳରେ ଯେଉଁ ବାଣିଜ୍ୟ ପଥ ଥିଲା, ସେଥିରେ କେବଳ ମସଲା ଯାଉନଥିଲା, ତା ସହିତ ଯାଉଥିଲା ଭାରତୀୟ ଜ୍ଞାନ, ଗଣିତ ଆଉ ଦର୍ଶନ। ଆଉ ଏସବୁ ପାରସ୍ୟ, ମେସୋପୋଟାମିଆ, ଏପରିକି ଗ୍ରୀସ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏଥିରୁ ଜଣାପଡ଼େ ଯେ ଭାରତୀୟ ଚିନ୍ତାଧାରାରେ ଏକ ସାର୍ବଜନୀନ ଆକର୍ଷଣ ଥିଲା। ଆଉ ଏହାର ସବୁଠୁ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ରାଟ ଅଶୋକ। ସେ ବୌଦ୍ଧ ଧର୍ମର ଶାନ୍ତି ଓ କରୁଣାର ବାର୍ତ୍ତାକୁ ଧର୍ମପ୍ରଚାରକଙ୍କ ମାଧ୍ୟମରେ ଶ୍ରୀଲଙ୍କା, ବର୍ମାଠାରୁ ଆରମ୍ଭ କରି ସମଗ୍ର ଏସିଆରେ ପହଞ୍ଚାଇଥିଲେ, ଯାହାର ପ୍ରଭାବ ଆଜି ବି ସେହି ଅଞ୍ଚଳର କଳା ଓ ସଂସ୍କୃତିରେ ଦେଖିବାକୁ ମିଳେ। ତେବେ ଏତେ ସବୁ ଆଲୋଚନା ପରେ ଆସନ୍ତୁ ଆମର ସେହି ମୂଳ ପ୍ରଶ୍ନ ପାଖକୁ ଫେରିବା। ଏତେ ବିବିଧତା ସତ୍ତ୍ୱେ ଏକତାର ସୂତ୍ରଟା ପ୍ରକୃତରେ କ'ଣ? ଚାଲନ୍ତୁ ଏହି ସବୁ ତଥ୍ୟକୁ ଏକାଠି କରି ଉତ୍ତର ଖୋଜିବା। ଉତ୍ତରଟା ଏହି ଗୋଟିଏ ବାକ୍ୟରେ ହିଁ ଲୁଚି ରହିଛି, ବିବିଧତାରେ ଏକତା। ଏହା କେବଳ ଗୋଟେ ସ୍ଲୋଗାନ ନୁହେଁ, ବରଂ ଏହା ହିଁ ଭାରତୀୟ ସଂସ୍କୃତିର ଆତ୍ମା, ଏହାର ଶକ୍ତିର ମୂଳ ରହସ୍ୟ। ଏହାକୁ ଆମେ ଏମିତି ବୁଝିପାରିବା, ଦେଖନ୍ତୁ, ଗୋଟିଏ ପଟେ ଅଛି ଭୌଗୋଳିକ, ଭାଷାଗତ ଆଉ ଧାର୍ମିକ ବିବିଧତା, କିନ୍ତୁ ଏହାକୁ ବାନ୍ଧି ରଖିଛି କିଛି ଶକ୍ତିଶାଳୀ ସୂତ୍ର, ଯେମିତିକି ସାରା ଦେଶରେ ବୁଲିବାର ସ୍ୱାଧୀନତା, ଭାରତବର୍ଷ ନାମକ ଏକ ସାମୂହିକ ପରିଚୟ, ଆମର ପବିତ୍ର ନଦୀ ଓ ପର୍ବତ, ଆଉ ସମସ୍ତଙ୍କ ପାଇଁ ସମାନ ଆଇନ।
ଏଠି ବିବିଧତା ଆଉ ଏକତା ପରସ୍ପରର ବିରୋଧୀ ନୁହନ୍ତି, ବରଂ ଏକାଠି ବାସ କରନ୍ତି। ଆମେ ଆଜିର ଏହି ଆଲୋଚନାକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସହିତ ଶେଷ କରୁଛୁ। ଯେତେବେଳେ ସାରା ବିଶ୍ୱ ଆଜି ବିଭାଜନ ଆଉ ସଂଘର୍ଷର ସାମ୍ନା କରୁଛି, ସେତେବେଳେ ବିବିଧତାକୁ ଗ୍ରହଣ କରି ଏକତା ସୃଷ୍ଟି କରିବାର ଏହି ପ୍ରାଚୀନ ଭାରତୀୟ ମଡେଲ ଆମ ସମସ୍ତଙ୍କୁ କ'ଣ କିଛି ଶିଖାଇ ପାରିବ? ଏହା ଏକ ଏମିତି ପ୍ରଶ୍ନ ଯାହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଦରକାର। ନମସ୍କାର। କେବେ ଭାବିଛନ୍ତି ଗୋଟିଏ ସଭ୍ୟତା ହଜାର ହଜାର ବର୍ଷ ଧରି କେମିତି ନିଜର ପରିଚୟକୁ ବଞ୍ଚାଇ ରଖିପାରେ? ଏହାର ରହସ୍ୟ ଲୁଚି ରହିଛି ଭାରତର ପ୍ରାଚୀନ ଏବଂ ଜୀବନ୍ତ ପରମ୍ପରାରେ। ତେବେ ଚାଲନ୍ତୁ ଆଜି ସେହି ପରମ୍ପରା ଭିତରକୁ ଟିକେ ପଶିବା। ସତରେ ଏମିତି କ'ଣ ସେ ଅଦୃଶ୍ୟ ସୂତା ଯାହା ଏତେ ଆକ୍ରମଣ, ଏତେ ପରିବର୍ତ୍ତନ ପରେ ବି ଭାରତୀୟ ସଭ୍ୟତାକୁ ଏକାଠି ବାନ୍ଧି ରଖିଛି? ଏହି ପ୍ରଶ୍ନଟି ହିଁ ଆମ ଆଜିର ଆଲୋଚନାର ମୂଳ ଆଧାର। ଆଉ ସେହି ଅଦୃଶ୍ୟ ସୂତାର ନାଁ ହେଉଛି ପରମ୍ପରା। ଏହା କେବଳ କିଛି ପୁରୁଣା ରୀତିନୀତି ନୁହେଁ, ଏହା ହେଉଛି ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଜ୍ଞାନ, ବିଶ୍ୱାସ ଆଉ ଜୀବନ ବଞ୍ଚିବାର ଏକ ଶୈଳୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଅନ୍ଧବିଶ୍ୱାସ ନୁହେଁ, ବରଂ ଏକ ସୁସ୍ଥ ସମାଜର ମୂଳଦୁଆ। ଆଜି ଆମର ଏ ଯାତ୍ରା ସେଇଟା ଆରମ୍ଭ ହେବ ସମାଜର ସବୁଠୁ ଛୋଟ ଏକକ ମାନେ ପରିବାରରୁ। ତାପରେ ଆମେ ଆଧ୍ୟାତ୍ମିକ ବିଶ୍ୱାସକୁ ବୁଝିବା, ସାଂସ୍କୃତିକ କ୍ଷେତ୍ରରେ ତାର ପ୍ରଭାବ ଦେଖିବା, ଆଉ ଶେଷରେ ପହଞ୍ଚିବା ପ୍ରାଚୀନ ଭାରତର ଶାସନ ବ୍ୟବସ୍ଥା ପାଖରେ। କୌଣସି ବି ବଡ଼ କୋଠାର ମୂଳଦୁଆ ଯେମିତି ମଜବୁତ ହେବା ଦରକାର, ଠିକ୍ ସେମିତି ଗୋଟେ ସଭ୍ୟତାର ମୂଳଦୁଆ ହେଉଛି ତାର ପରିବାର। ଆଉ ଭାରତୀୟ ସମାଜରେ ପରିବାର କେବଳ କିଛି ଲୋକଙ୍କର ସମାହାର ନୁହେଁ, ଏହା ହେଉଛି ସଂସ୍କୃତି ଆଉ ମୂଲ୍ୟବୋଧର ପ୍ରଥମ ପାଠଶାଳା। ଆଉ ଭାରତୀୟ ପରିବାର କଥା କହିଲେ ସବୁଠୁ ଆଗକୁ ଆସେ ଯୌଥ ପରିବାର ବ୍ୟବସ୍ଥା। ଏଇଟା ବୈଦିକ ଯୁଗରୁ ଚାଲିଆସୁଛି। ଗୋଟେ ବିଶାଳ ବରଗଛ ଭଳି ଯାହାର ଛାଇରେ ପିଢ଼ି ପରେ ପିଢ଼ି ଏକାଠି ବଢ଼ିଛନ୍ତି। ଏବେ ଦେଖନ୍ତୁ ଯୌଥ ପରିବାର କେତେ ବଡ଼। ଏଠି ଖାଲି ବାପା ମା ଆଉ ପିଲା ନୁହନ୍ତି, ଏଠି ଜେଜେବାପା ଜେଜେମାଙ୍କଠୁ ଆରମ୍ଭ କରି ନାତି ନାତୁଣୀ ପର୍ଯ୍ୟନ୍ତ ମାନେ 3-4 ପିଢ଼ି ଏକାଠି ରହନ୍ତି। ଏହା ଏକ ଏପରି ସୁନ୍ଦର ବ୍ୟବସ୍ଥା ଯେଉଁଠି ସୁଖରେ ସମସ୍ତେ ହସନ୍ତି ଆଉ ଦୁଃଖରେ ସମସ୍ତେ କାନ୍ଧ ଦିଅନ୍ତି। ଆଚ୍ଛା, ଏହି ପରିବାରର ବଂଶ କେମିତି ଆଗକୁ ବଢ଼େ? ଭାରତରେ ମୁଖ୍ୟତଃ 2 ପ୍ରକାର ପରମ୍ପରା ଦେଖାଯାଏ। ଗୋଟିଏ ହେଲା ପିତୃବଂଶୀୟ, ଯେଉଁଠି ବଂଶ ପିତାପୁତ୍ର ସମ୍ପର୍କ ଉପରେ ଆଗକୁ ବଢ଼େ, ଆଉ ଏଇଟା ହିଁ ସବୁଠୁ ଅଧିକ ଦେଖିବାକୁ ମିଳେ। କିନ୍ତୁ କିଛି କ୍ଷେତ୍ରରେ ମାତୃବଂଶୀୟ ପରମ୍ପରା ମଧ୍ୟ ରହିଛି, ଯାହା ମାତାକନ୍ୟା ସମ୍ପର୍କ ଉପରେ ଆଧାରିତ। ଆଉ ଏହି ପରିବାର ବ୍ୟବସ୍ଥାର ମେରୁଦଣ୍ଡ କ'ଣ? ତାହା ହେଉଛି ବିବାହ। ଏଠି ବିବାହ କେବଳ 2 ଜଣଙ୍କ ମିଳନ ନୁହେଁ, ଏହାକୁ 2ଟି ପରିବାର ମଧ୍ୟରେ ଏକ ପବିତ୍ର ବନ୍ଧନ ଭାବେ ଦେଖାଯାଏ। ଏହା ଏକ ସାଙ୍ଗରେ ଏକ ପବିତ୍ର ଅନୁଷ୍ଠାନ ଆଉ ଏକ ସାମାଜିକ କର୍ତ୍ତବ୍ୟ। ତେବେ ଏହି ଏତେ ବଡ଼ ପରିବାରକୁ କେଉଁ ଜିନିଷ ଏକାଠି ବାନ୍ଧି ରଖେ? ସେଇଟା ହେଉଛି ପାରସ୍ପରିକ କର୍ତ୍ତବ୍ୟବୋଧ। ଯେମିତିକି ସନ୍ତାନଙ୍କ ପ୍ରତି ପିତାମାତାଙ୍କ କର୍ତ୍ତବ୍ୟ, ବୃଦ୍ଧ ପିତାମାତାଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟ, ଘରକୁ ଆସିଥିବା ଅତିଥିଙ୍କ ପ୍ରତି କର୍ତ୍ତବ୍ୟ, ଆଉ ସମାଜରେ ନାରୀମାନଙ୍କ ପ୍ରତି ସମ୍ମାନ ଆଉ ସୁରକ୍ଷାର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟବୋଧ ହିଁ ସମାଜକୁ ମଜବୁତ କରେ। ପରିବାର କଥା ତ ଆମେ ବୁଝିଲେ, ଏବେ ଚାଲନ୍ତୁ ଆଉ ଟିକେ ଉପରକୁ ଯିବା ଆଉ ଦେଖିବା ଏହି ସାମାଜିକ ସଂରଚନାକୁ ଆଧ୍ୟାତ୍ମିକ ସ୍ତରରେ କେଉଁ ବିଶ୍ୱାସ ବାନ୍ଧି ରଖିଛି। କାରଣ ପରିବାରରୁ ବାହାରି ଏକ ବଡ଼ ସମାଜକୁ ଯୋଡ଼ିବା ପାଇଁ ଏକ ଦାର୍ଶନିକ ଭିତ୍ତିଭୂମି ଦରକାର। ଭାରତର ଆଧ୍ୟାତ୍ମିକ ପରିଚୟ ଗୋଟେ ସୁନ୍ଦର ବଗିଚା ଭଳି, ଯେଉଁଠି ଅଲଗା ଅଲଗା ପ୍ରକାରର ଫୁଲ ଏକାଠି ଫୁଟିଥାନ୍ତି। ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ୍, ଏଠି ସବୁ ଧର୍ମ କେବଳ ଏକାଠି ରହିନାହାନ୍ତି, ବରଂ ପରସ୍ପରକୁ ସମୃଦ୍ଧ କରିଛନ୍ତି। ଏହି ଧାର୍ମିକ ସହିଷ୍ଣୁତା ହିଁ ଭାରତର ଆତ୍ମା। ଏତେ ଧର୍ମ ଭିତରେ ବି କିଛି ସାଧାରଣ ସୂତା ଅଛି ଯାହା ସମସ୍ତଙ୍କୁ ଯୋଡ଼ିଥାଏ, ଯେମିତିକି ଆତ୍ମାର ଅମରତ୍ୱରେ ବିଶ୍ୱାସ, କର୍ମଫଳ ଆଉ ପୁନର୍ଜନ୍ମର ଧାରଣା, ଜୀବନର ପରମ ଲକ୍ଷ୍ୟ ମୋକ୍ଷ ପ୍ରାପ୍ତି, ଆଉ ସବୁଠୁ ବଡ଼ କଥା ହେଲା ଅହିଂସା, ପ୍ରେମ ଆଉ କରୁଣା। ଏଗୁଡ଼ିକ ପ୍ରାୟ ସବୁ ଭାରତୀୟ ଧର୍ମର ସାରତତ୍ତ୍ୱ। ଆଉ ଏହି ଆଧ୍ୟାତ୍ମିକତାର ଗୋଟେ ବହୁତ ବଡ଼ ପ୍ରତିଫଳନ ହେଉଛି ଆମ ଆତିଥ୍ୟ ପରମ୍ପରା। ଏଠି କୁହାଯାଏ ଅତିଥି ଦେବୋ ଭବ। ଏହାର ଅର୍ଥ ହେଉଛି ଆମ ଘରକୁ ଆସିଥିବା ଅତିଥି ସାକ୍ଷାତ ଈଶ୍ୱରଙ୍କ ସମାନ। ତେଣୁ ତାଙ୍କର ସେବା ଓ ସତ୍କାର କରିବା ଏକ ପବିତ୍ର କର୍ତ୍ତବ୍ୟ। ଧାର୍ମିକ ସହିଷ୍ଣୁତାର ଏହି ପରମ୍ପରା ଆମ ଇତିହାସରେ ବି ଦେଖିବାକୁ ମିଳେ। ଗୋଟେ ବହୁତ ଭଲ ଉଦାହରଣ ହେଉଛି ମୋଗଲ ସମ୍ରାଟ ଆକବର। 1581 ମସିହାରେ ସେ ଦିନ୍-ଇ-ଇଲାହି ନାମରେ ଏକ ନୂଆ ବିଚାର ଆଣିଥିଲେ, ଯେଉଁଥିରେ ସେ ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ ଆଦି ଧର୍ମର ଭଲ କଥାଗୁଡ଼ିକୁ ଏକାଠି କରିଥିଲେ। ଏହା ସମସ୍ତଙ୍କୁ ଯୋଡ଼ିବାର ଏକ ପ୍ରୟାସ ଥିଲା। ଏହି ମିଳିମିଶି ରହିବାର ସବୁଠୁ ସୁନ୍ଦର ଚିତ୍ର ଦେଖିବାକୁ ମିଳେ ଆମ ପର୍ବପର୍ବାଣୀରେ। ଦୁର୍ଗାପୂଜାର ଉତ୍ସାହ,
ଇଦ୍ର ଭାଇଚାରା, ଖ୍ରୀଷ୍ଟମାସର ଆନନ୍ଦ, ବୁଦ୍ଧ ପୂର୍ଣ୍ଣିମାର ଶାନ୍ତି ସବୁ ଏଠି ଏକାଠି ମିଶିଯାଏ ଆଉ ଏକ ସୁନ୍ଦର ସାଂସ୍କୃତିକ ଚିତ୍ରପଟ ତିଆରି କରେ। ତେବେ ଆମେ ପରିବାର ଦେଖିଲେ, ଆଧ୍ୟାତ୍ମିକ ବିଶ୍ୱାସ ବି ଦେଖିଲେ, ଏବେ ଚାଲନ୍ତୁ ଦେଖିବା ଏହିସବୁ ମୂଲ୍ୟବୋଧ ଆମ କଳା, ସାହିତ୍ୟ ଆଉ ଜ୍ଞାନ ବିଜ୍ଞାନରେ କେମିତି ପ୍ରତିଫଳିତ ହୋଇଛି। କାରଣ ଗୋଟେ ସମାଜର ପ୍ରକୃତ ପରିଚୟ ତାର ସାଂସ୍କୃତିକ ଅଭିବ୍ୟକ୍ତିରୁ ହିଁ ମିଳେ। ଭାରତୀୟ ଚିନ୍ତନର ହୃଦୟରେ ଗୋଟେ ବହୁତ ବଡ଼ ଧାରଣା ଅଛି। ତାହା ହେଉଛି ବସୁଧୈବ କୁଟୁମ୍ବକମ୍। ଏହାର ଅର୍ଥ କ'ଣ ଜାଣନ୍ତି? ପୂରା ପୃଥ୍ୱୀ ହିଁ ଗୋଟିଏ ପରିବାର। ଏହି ଗୋଟିଏ ବାକ୍ୟରେ ଭାରତୀୟ ଦର୍ଶନର ସାର ଲୁଚି ରହିଛି। ଏଇ ଯେଉଁ ବୌଦ୍ଧିକ ପରମ୍ପରା, ତାର ଗଭୀରତା କେତେ, ତାହା ଆମର 6ଟି ମୁଖ୍ୟ ଦର୍ଶନଶାସ୍ତ୍ରରୁ ଜଣାପଡ଼େ। ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ପୂର୍ବ ମୀମାଂସା ଆଉ ଉତ୍ତର ମୀମାଂସା। ଏସବୁ ହେଉଛି ସୃଷ୍ଟି, ଜ୍ଞାନ, ତର୍କ ଆଉ ମୁକ୍ତିର ରହସ୍ୟକୁ ବୁଝିବାର ଅଲଗା ଅଲଗା ରାସ୍ତା। ଆଉ ଏହି ଜ୍ଞାନର ଧାରା ସାହିତ୍ୟ ରୂପରେ ହଜାର ହଜାର ବର୍ଷ ଧରି ବହି ଚାଲିଛି। ବେଦର ପ୍ରାଚୀନ ଋଚାରୁ ଆରମ୍ଭ କରି ରାମାୟଣ, ମହାଭାରତର ମହାନ କାହାଣୀ, କାଳିଦାସଙ୍କର ଅପୂର୍ବ କାବ୍ୟ ଆଉ ଆଜିର ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ଏହା ଏକ ଅବିରତ ଯାତ୍ରା। ଖାଲି ଦର୍ଶନ କେ ସାହିତ୍ୟ ନୁହେଁ, ବିଜ୍ଞାନ କ୍ଷେତ୍ରରେ ବି ଭାରତର ପରମ୍ପରା ବହୁତ ପୁରୁଣା। ଯେମିତିକି ଜ୍ୟୋତିର୍ବିଦ୍ୟା, ଯାହାର ମୂଳ ଜ୍ୟୋତିଷ ବେଦାଙ୍ଗରେ ରହିଛି, ଆଉ ଆୟୁର୍ବେଦ, ଯାହା ଅଥର୍ବ ବେଦରୁ ଆସିଛି। ମଜା କଥା ହେଲା, ଏହି ହଜାର ହଜାର ବର୍ଷ ପୁରୁଣା ଜ୍ଞାନ ଆଜି ବି ପୁରା ଦୁନିଆରେ ବ୍ୟବହାର ହେଉଛି। ଆମ ଯାତ୍ରାର ଏବେ ଶେଷ ପର୍ଯ୍ୟାୟ। ପରିବାର, ଧର୍ମ, ଜ୍ଞାନ ପରେ ଏବେ ଶାସନ। ଆଉ ଏଠି ଗୋଟେ ଆଶ୍ଚର୍ଯ୍ୟକର କଥା ଅଛି। ଆମେ ଯେଉଁ ଗଣତନ୍ତ୍ର କଥା ଆଜି କହୁଛେ, ତାର ମୂଳ ଭାରତରେ ହଜାର ହଜାର ବର୍ଷ ପୁରୁଣା। ବିଶ୍ୱାସ ହେଉନି? ତେବେ ଶୁଣନ୍ତୁ। ବୈଦିକ ଯୁଗରେ ସଭା ଆଉ ସମିତି ବୋଲି ଦୁଇଟି ସଂସ୍ଥା ଥିଲା। ସଭା ଥିଲା ଜ୍ଞାନୀଗୁଣୀ ଲୋକଙ୍କର, ଆଉ ସମିତି ଥିଲା ସାଧାରଣ ଲୋକଙ୍କ ସମେତ ସମସ୍ତଙ୍କର। ଆଉ ଜାଣିଛନ୍ତି, ଏହି ସମିତି ଏତେ ଶକ୍ତିଶାଳୀ ଥିଲା ଯେ ସେ ରାଜାଙ୍କୁ ବାଛି ବି ପାରୁଥିଲା ଆଉ ହଟେଇ ବି ପାରୁଥିଲା। ଏଇଟା ତ ଆଜିର ସଂସଦ ଭଳି। କଥା ଏତିକିରେ ସରିନି। ଆଜିଠୁ ପ୍ରାୟ 2600 ବର୍ଷ ତଳେ, ମାନେ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ, ଭାରତରେ ବାକାଇଦା ଗଣରାଜ୍ୟ ଥିଲା। ଏଠି ଲୋକମାନେ ନିଜ ପ୍ରତିନିଧି ବାଛି ଶାସନ କରୁଥିଲେ। ବୃଜ୍ଜୀ ଆଉ ମଲ୍ଲ ଭଳି ଗଣରାଜ୍ୟ ଏହାର ସବୁଠୁ ବଡ଼ ପ୍ରମାଣ। ତେବେ ଆମେ ଦେଖିଲେ କିଭଳି ପରିବାରରୁ ଆରମ୍ଭ ହୋଇ ଶାସନ ପର୍ଯ୍ୟନ୍ତ ଏକ ଅଦୃଶ୍ୟ ପରମ୍ପରାର ସୂତା ଭାରତକୁ ବାନ୍ଧି ରଖିଛି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି, ଆଜିର ଦ୍ରୁତଗତିରେ ବଦଳୁଥିବା ଦୁନିଆରେ ଏହି ପ୍ରାଚୀନ ପରମ୍ପରାଗୁଡ଼ିକ ମଧ୍ୟରୁ କେଉଁଟି ଆମ ଭବିଷ୍ୟତକୁ ଆହୁରି ମଜବୁତ କରିବ? ଏହି ଚିନ୍ତା ସହିତ ଆଜିର ଆଲୋଚନା ଏଇଠି ଶେଷ କରୁଛି। ଗୋଟେ କଥା ଅଛି, କୌଣସି ଦେଶକୁ ଜାଣିବାକୁ ହେଲେ ତାର କଳାକୁ ଦେଖିବା ଦରକାର। କାରଣ କଳା କେବଳ ପଥର କି ରଙ୍ଗ ନୁହେଁ, ଏହା ଭିତରେ ଲୁଚି ରହିଥାଏ ଗୋଟେ ଜାତିର ପୂରା ଇତିହାସ, ତାର ବିଶ୍ୱାସ ଆଉ ତାର ସ୍ୱପ୍ନ। ତେବେ ଚାଲନ୍ତୁ ଆଜି ଆମେ ଭାରତୀୟ କଳାର ହଜାର ହଜାର ବର୍ଷର ଏହି ରୋମାଞ୍ଚକର ଯାତ୍ରାରେ ବାହାରିବା। କେବେ ଭାବିଛନ୍ତି ଏମିତି କିଛି ସମ୍ଭବ ବୋଲି? ଗୋଟେ ପୂରା ପାହାଡ଼କୁ କାଟି ତା ଭିତରୁ ଗୋଟେ ମନ୍ଦିର ବାହାର କରିବା? ଶୁଣିବାକୁ ତ କୌଣସି କାଳ୍ପନିକ କାହାଣୀ ପରି ଲାଗୁଛି, କିନ୍ତୁ ଜାଣନ୍ତି, ପ୍ରାଚୀନ ଭାରତର କାରିଗରମାନଙ୍କ ପାଇଁ ଏହା ଏକ ଆହ୍ୱାନ ଥିଲା, ଆଉ ସେମାନେ ତାକୁ ପୂରା ବି କରି ଦେଖାଇଥିଲେ। ଆଉ ଏଇ ଦେଖନ୍ତୁ ତାର ଜବାବ। ଏ ହେଉଛି ଇଲୋରାର ସେଇ ବିଶ୍ୱପ୍ରସିଦ୍ଧ କୈଳାସ ମନ୍ଦିର। କଳ୍ପନା କରନ୍ତୁ ଟିକେ, ଏଇଟା ଇଟା ପରେ ଇଟା ଯୋଡ଼ି ତିଆରି ହେଇନି, ନା, ବରଂ ଗୋଟେ ପୂରା ପାହାଡ଼କୁ ଉପରୁ ତଳକୁ କାଟି ଖାଲି ଛେଣି ଆଉ ହାତୁଡ଼ି ସାହାଯ୍ୟରେ ଏମିତି ଏକ ଅବିଶ୍ୱସନୀୟ ଜିନିଷ ତିଆରି କରାଯାଇଛି। ଏହାଠୁ ବଡ଼ ପ୍ରମାଣ କ'ଣ ଥାଇପାରେ ଯେ ପ୍ରାଚୀନ ଭାରତୀୟ କଳା କେତେ ମହାନ ଥିଲା? ତେବେ ଆମର ଆଜିର ଏହି ଯାତ୍ରାରେ ଆମେ ଠିକ୍ ଏହି କ୍ରମରେ ଆଗକୁ ବଢ଼ିବା। ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ମୋଗଲ ସାମ୍ରାଜ୍ୟ ପର୍ଯ୍ୟନ୍ତ ଭାରତୀୟ କଳାର ଏହି ବିବର୍ତ୍ତନର ପ୍ରତିଟି ପାହାଚକୁ ଆମେ ବୁଝିବାକୁ ଚେଷ୍ଟା କରିବା। ଆମ ଯାତ୍ରା ଆରମ୍ଭ ହେଉଛି ଭାରତୀୟ ସଭ୍ୟତାର ଏକଦମ ଆରମ୍ଭରୁ, ଯେଉଁଠି କଳାର ପ୍ରଥମ ସ୍ପର୍ଶ ଦେଖିବାକୁ ମିଳିଥିଲା। ଏହା ହିଁ ସେହି ମୂଳଦୁଆ ଥିଲା ଯାହା ଉପରେ ଆଗାମୀ ଯୁଗର କଳାର ବିଶାଳ ସୌଧ ଠିଆ ହୋଇଥିଲା। ପ୍ରାରମ୍ଭିକ ପରିଚୟରେ ଏହି ଦୁଇଟି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମେ ସିନ୍ଧୁ ସଭ୍ୟତା, ଯେଉଁଠି ଛୋଟ ଛୋଟ ମୋହର ଆଉ ମୂର୍ତ୍ତିରେ କଳାର ଆରମ୍ଭ ହେଲା, ଆଉ ତାପରେ ଆସିଲା ମୌର୍ଯ୍ୟ ସାମ୍ରାଜ୍ୟ, ଯେତେବେଳେ କଳାକୁ ରାଜକୀୟ ସ୍ୱୀକୃତି ମିଳିଲା ଏବଂ ବଡ଼ ବଡ଼ ସ୍ତମ୍ଭ ଆଉ ମୂର୍ତ୍ତି ତିଆରି ହେଲା। ଏଇ ଦେଖନ୍ତୁ ସେହି ସମୟକର କିଛି କମାଲ। ଗୋଟେ ପଟେ ସିନ୍ଧୁ ସଭ୍ୟତାର ସେଇ ଛୋଟ ନର୍ତ୍ତକୀ ମୂର୍ତ୍ତି, ଯାହାର ଭାବଭଙ୍ଗୀ ଆଜି ବି ଆଶ୍ଚର୍ଯ୍ୟ କରେ, ଆଉ ଅନ୍ୟପଟେ ସମ୍ରାଟ ଅଶୋକଙ୍କ ସମୟର ଧଉଳିର ବିରାଟ ପଥର ହାତୀ, ଆକାରରେ ଛୋଟ ହେଉ କି ବଡ଼, ଏସବୁ ଜିନିଷ ସେହି ସମୟର କାରିଗରଙ୍କର ଅସାଧାରଣ ଦକ୍ଷତାର କାହାଣୀ କହେ। ଆଉ
ମୌର୍ଯ୍ୟକଳାର କଥା ପଡ଼ିଲେ ଆମେ ସାରନାଥର ଅଶୋକ ସ୍ତମ୍ଭର ସିଂହ ଶୀର୍ଷକୁ କେମିତି ବା ଭୁଲି ପାରିବା। ଏହା କେବଳ ଏକ ସୁନ୍ଦର କଳାକୃତି ନୁହେଁ, ବରଂ ଏହା ପଛରେ ଏକ ଗଭୀର ଅର୍ଥ ବି ଲୁଚି ରହିଛି। ଆଉ ସବୁଠୁ ମଜାର କଥା ହେଉଛି ହଜାର ହଜାର ବର୍ଷ ତଳର ଏହି କଳାକୃତି ଆଜି ବି ଆମ ସମସ୍ତଙ୍କର ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହଁ, 1950 ମସିହାରେ ଯେତେବେଳେ ସ୍ୱାଧୀନ ଭାରତ ନିଜର ପ୍ରତୀକ ଖୋଜୁଥିଲା, ସେତେବେଳେ ଏହି ସିଂହ ଶୀର୍ଷକୁ ହିଁ ଜାତୀୟ ପ୍ରତୀକ ଭାବେ ବଛାଗଲା। କେତେ ବଡ଼ କଥା ନୁହେଁ କି? ମୌର୍ଯ୍ୟ ଯୁଗ ପରେ ଆସିଲା ଏକ ନୂଆ ସମୟ। ଏହି ସମୟରେ ଭାରତର ସମ୍ପର୍କ ବାହାର ଦୁନିଆ ସହ ବଢ଼ିଲା, ଆଉ ବିଭିନ୍ନ ସଂସ୍କୃତିର ମିଳନ ହେଲା। ଏହାର ସିଧା ପ୍ରଭାବ ଆମ କଳା ଉପରେ ପଡ଼ିଲା, ଯାହାକୁ ଆମେ ଶକ କୁଷାଣ ଯୁଗ ବୋଲି କହିଥାଉ। ତେବେ ଏହି ସମୟରେ ମୁଖ୍ୟତଃ ଦୁଇଟି ଅଲଗା ଅଲଗା କଳାଶୈଳୀ ଦେଖିବାକୁ ମିଳିଲା। ଗୋଟେ ପଟେ ଥିଲା ଗାନ୍ଧାର ଶୈଳୀ। ଏଥିରେ ଗ୍ରୀକ୍ କଳାର ବହୁତ ପ୍ରଭାବ ଥିଲା, ବିଶେଷ କରି ବୁଦ୍ଧଙ୍କ ମୂର୍ତ୍ତିଗୁଡ଼ିକରେ। ଆଉ ଅନ୍ୟପଟେ ଥିଲା ଆମର ସମ୍ପୂର୍ଣ୍ଣ ସ୍ୱଦେଶୀ ମଥୁରା ଶୈଳୀ। ଏହା ସ୍ଥାନୀୟ ପରମ୍ପରାରୁ ତିଆରି ହୋଇଥିଲା, ଆଉ ଏଥିରେ କେବଳ ବୌଦ୍ଧ ନୁହେଁ, ବରଂ ଜୈନ ଆଉ ହିନ୍ଦୁ ଦେବଦେବୀଙ୍କୁ ବି ସ୍ଥାନ ଦିଆଯାଇଥିଲା। ଏବେ ଆସନ୍ତୁ ସେହି ଯୁଗକୁ, ଯାହାକୁ ଭାରତୀୟ କଳାର ସୁବର୍ଣ୍ଣ ଯୁଗ କୁହାଯାଏ। ହଁ, ଆମେ ଗୁପ୍ତକାଳ କଥା କହୁଛୁ। ଏହି ସମୟରେ କଳା ଏକ ଏମିତି ସ୍ତରରେ ପହଞ୍ଚିଗଲା ଯେଉଁଠି ସୌନ୍ଦର୍ଯ୍ୟ, ସନ୍ତୁଳନ ଆଉ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳିଲା। କିନ୍ତୁ ଗୁପ୍ତକଳାକୁ ସୁବର୍ଣ୍ଣ ଯୁଗ କାହିଁକି କୁହାଯାଏ? କାରଣ ଏହି ସମୟରେ ସବୁ ପ୍ରକାରର ବାହ୍ୟ ପ୍ରଭାବ ଶେଷ ହୋଇଯାଇଥିଲା, ଆଉ ଏକ ଶୁଦ୍ଧ ଆତ୍ମବିଶ୍ୱାସୀ ଭାରତୀୟ ଶୈଳୀ ଜନ୍ମ ନେଲା। କଳାକାରମାନେ କେବଳ ବାହାରର ସୌନ୍ଦର୍ଯ୍ୟ ନୁହେଁ, ବରଂ ମୂର୍ତ୍ତିର ଆତ୍ମା, ତାର ଭିତରର ଶାନ୍ତି ଆଉ କରୁଣାକୁ ଦେଖାଇବାକୁ ଚେଷ୍ଟା କଲେ। ଦେଓଗଡ଼ ମନ୍ଦିରର କାରୁକାର୍ଯ୍ୟ ହେଉ କିମ୍ବା ଅଜନ୍ତାର ଜୀବନ୍ତ ଲାଗୁଥିବା ଚିତ୍ର, ସବୁକିଛି ଏହି ଯୁଗର ମହାନତାର ପ୍ରମାଣ ଦିଏ। ଏବେ ଚାଲନ୍ତୁ ଉତ୍ତରରୁ ଦକ୍ଷିଣ ଭାରତ ଆଡ଼କୁ ଯିବା। ଏଠାରେ ଏକ ସମ୍ପୂର୍ଣ୍ଣ ଭିନ୍ନ କିନ୍ତୁ ବହୁତ ଶକ୍ତିଶାଳୀ କଳା ଶୈଳୀର ବିକାଶ ହୋଇଥିଲା। ଏହି ଅଞ୍ଚଳର ମନ୍ଦିର ଆଉ ମୂର୍ତ୍ତିର ଏକ ନିଜସ୍ୱ ପରିଚୟ ରହିଛି। ଆଉ ଏହି ବିଶିଷ୍ଟ ଶୈଳୀକୁ ହିଁ କୁହାଯାଏ ଦ୍ରାବିଡ଼ ଶୈଳୀ। ଏହାର ସବୁଠୁ ବଡ଼ ପରିଚୟ ହେଉଛି ପିରାମିଡ୍ ଭଳି ଦିଶୁଥିବା ମନ୍ଦିର ଆଉ ତାର ବହୁତ ଉଚ୍ଚା ଆଉ ସୁନ୍ଦର ପ୍ରବେଶଦ୍ୱାର, ଯାହାକୁ ଗୋପୁରମ୍ କୁହାଯାଏ। ପଲ୍ଲବ, ଚୋଳ ଓ ପାଣ୍ଡ୍ୟ ରାଜବଂଶଙ୍କ ସମୟରେ ଏହି ଶୈଳୀ ନିଜର ଶୀର୍ଷରେ ପହଞ୍ଚିଥିଲା। ଦ୍ରାବିଡ଼ ଶୈଳୀର ସବୁଠୁ ବଡ଼ ଆକର୍ଷଣ ହେଉଛି ତାର ଗୋପୁରମ୍। ଏଇ ଯେମିତି ମଦୁରାଇର ମୀନାକ୍ଷୀ ମନ୍ଦିରର ଗୋପୁରମ୍। ଏହା ଏତେ ଉଚ୍ଚା ଆଉ ଏଥିରେ ଏତେ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି ଯେ ବହୁ ଦୂରରୁ ବି ଏହା ଦେଖାଯାଏ ଆଉ ମନ୍ଦିରର ଭବ୍ୟତା ବିଷୟରେ ଜଣାଇଦିଏ। କିନ୍ତୁ ଦକ୍ଷିଣ ଭାରତର କଳା କେବଳ ଗୋପୁରମରେ ସୀମିତ ନଥିଲା। ପଲ୍ଲବମାନେ ମହାବଳୀପୁରମରେ ପୁରା ପାହାଡ଼ କଟି ରଥ ଆକୃତିର ମନ୍ଦିର ତିଆରି କଲେ। ଚୋଳ ରାଜାମାନେ ତାଞ୍ଜାଭୁରରେ ବିଶାଳ ବୃହଦୀଶ୍ୱର ମନ୍ଦିର ତୋଳାଇଲେ। ଆଉ ସବୁଠୁ ବଡ଼ କଥା ହେଲା ଚୋଳମାନଙ୍କ ଦ୍ୱାରା ତିଆରି ବ୍ରୋଞ୍ଜର ନଟରାଜ ମୂର୍ତ୍ତି। ଏହାର ଗତି, ସନ୍ତୁଳନ ଆଉ ଏହା ପଛର ଅର୍ଥ ଏତେ ଗଭୀର ଯେ ଆଜି ଏହା ସାରା ବିଶ୍ୱରେ ଭାରତୀୟ କଳାର ଶ୍ରେଷ୍ଠ ପ୍ରତୀକ ପାଲଟିଛି। ଆମର ଏହି ଯାତ୍ରା ଏବେ ମଧ୍ୟଯୁଗରେ ପହଞ୍ଚିଛି। ଏହି ସମୟରେ ରାଜପୁତ ଆଉ ମୋଗଲମାନଙ୍କର ପୃଷ୍ଠପୋଷକତାରେ କଳାର କିଛି ନୂଆ ଶୈଳୀ ଜନ୍ମ ନେଲା, ଯାହା ଭାରତୀୟ କଳାକୁ ଆହୁରି ସମୃଦ୍ଧ କରିଦେଲା। ଉତ୍ତର ଭାରତରେ ରାଜପୁତମାନଙ୍କ ସମୟରେ ନାଗର ଶୈଳୀର ମନ୍ଦିର ତିଆରି ହେଲା, ଯାହାର ମୁଖ୍ୟ ପରିଚୟ ହେଉଛି ଉଚ୍ଚ ଶିଖର। ଆଉ ଏହାର ସବୁଠୁ ଭଲ ଉଦାହରଣ ହେଉଛି ମାଉଣ୍ଟ ଆବୁର ଜୈନ ମନ୍ଦିର। ଏହାର ମାର୍ବଲ ଉପରେ ଏତେ ସୂକ୍ଷ୍ମ କାମ ହୋଇଛି ଯେ ଲାଗେ ଯେମିତି କେହି ପଥରକୁ ନୁହେଁ, ବରଂ ମହମକୁ ଖୋଦେଇ କରିଛି। ସ୍ଥାପତ୍ୟ ଛଡ଼ା ମୋଗଲମାନେ ଲଘୁଚିତ୍ର ବା ମିନିଏଚର ପେଣ୍ଟିଂ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲେ। ବାବରଙ୍କଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ହୁମାୟୁନ୍ ଆଗକୁ ବଢ଼ାଇଲେ। ଆକବର ହିନ୍ଦୁ ଓ ପାରସ୍ୟ ଶୈଳୀକୁ ମିଶାଇ ଏକ ନୂଆ ରୂପ ଦେଲେ, ଆଉ ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ ଏହା ନିଜର ଶୀର୍ଷରେ ପହଞ୍ଚିଗଲା। ତେବେ ସିନ୍ଧୁ ସଭ୍ୟତାରୁ ମୁଗଲ ଯୁଗ ପର୍ଯ୍ୟନ୍ତ ଆମେ ଏକ ବହୁତ ଲମ୍ବା ଯାତ୍ରା ସାରିଲେ। ଏବେ ଆସନ୍ତୁ ଦେଖିବା ଏହି ମହାନ ଐତିହ୍ୟର ପ୍ରଭାବ ଆଜି ବି ଆମ ଉପରେ କିପରି ରହିଛି। ଏହି ଗୋଟିଏ ଲାଇନ୍ ଆମର ପୁରା ଆଲୋଚନାର ସାରାଂଶ କହିଦେଉଛି। ଭାରତର ପ୍ରତିଟି କଳାକୃତି, ପ୍ରତିଟି ମନ୍ଦିର, ପ୍ରତିଟି ଚିତ୍ର, ଏସବୁ ଆମର ଗୌରବମୟ ଇତିହାସ ଆଉ ସମୃଦ୍ଧ ସଂସ୍କୃତିର ଗୋଟେ ଗୋଟେ କାହାଣୀ। ତେବେ ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସୁଛି। ଆଜି ଆମେ ଯେମିତି ହଜାରେ ବର୍ଷ ତଳର କଳାକୁ ଦେଖି ସେହି ଯୁଗ ବିଷୟରେ ଜାଣିପାରୁଛେ, କେବେ ଭାବିଛନ୍ତି ଆଜିଠୁ ଆହୁରି ହଜାରେ ବର୍ଷ ପରେ ଲୋକେ ଆମ ସମୟର କଳାକୁ ଦେଖି ଆମ ବିଷୟରେ କ'ଣ କହିବେ? ଆମ କଳା ସେମାନଙ୍କୁ କେଉଁ କାହାଣୀ ଶୁଣେଇବ? ଏହି ପ୍ରଶ୍ନଟି ସହିତ ହିଁ ଆଜିର ଏହି ଯାତ୍ରାକୁ ଏହିଠି ଶେଷ କରିବା। କୌଣସି ସଂସ୍କୃତିର କାହାଣୀ କ'ଣ କେବଳ ଇତିହାସ ବହି ଭିତରେ ହିଁ ଥାଏ?
ନା, ତାର କାହାଣୀ ତ ଲେଖା ହୋଇଥାଏ ପଥର ଉପରେ, ଗୁନ୍ତା ହୋଇଥାଏ କବିତାରେ, ଆଉ ସବୁଠୁ ବଡ଼ କଥା ହେଲା ସେଇଟା ବଞ୍ଚି ରହିଥାଏ ଲୋକଙ୍କ ବିଶ୍ୱାସରେ। ଆସନ୍ତୁ ଆଜି ଆମେ ସେହିଭଳି ଏକ ଆତ୍ମର କାହାଣୀକୁ ବୁଝିବାକୁ ଚେଷ୍ଟା କରିବା। ତେବେ ଐତିହ୍ୟ କହିଲେ ଆମେ ପ୍ରକୃତରେ କ'ଣ ବୁଝୁ? ଏଇଟା କ'ଣ ଖାଲି କିଛି ପୁରୁଣା ଜିନିଷ? ବିଲକୁଲ ନୁହେଁ। ଐତିହ୍ୟ ସେଟା ହେଉଛି ଗୋଟିଏ ଜାତିର ଗୌରବମୟ ଅତୀତ, ତାର ସଂସ୍କୃତି, ତାର ସାହିତ୍ୟ, ଧର୍ମ, କଳା, ଏମିତିକି ତାର ଜୀବନଶୈଳୀ। ଆଉ ଏସବୁ ମିଶି ଆଗାମୀ ପିଢ଼ି ପାଇଁ ଗୋଟିଏ ଜୀବନ୍ତ ପ୍ରେରଣାର ଉତ୍ସ ହୋଇଯାଏ। ତାହେଲେ ପ୍ରଶ୍ନ ଉଠୁଛି, ଓଡ଼ିଶାର ସେହି ସ୍ୱତନ୍ତ୍ର ଐତିହ୍ୟଟା କ'ଣ? କେମିତି କୁହାଯାଏ ଏହାର କାହାଣୀ? ଆସନ୍ତୁ ଏହି ବିଷୟରେ ଟିକେ ଗଭୀରକୁ ଯାଇ ବୁଝିବା। ଆମର ଏହି ଯାତ୍ରାର ପ୍ରଥମ ପାଦରେ ଆମେ ପହଞ୍ଚିବା ଓଡ଼ିଶାର ଆଧ୍ୟାତ୍ମିକ ହୃଦୟ ପାଖକୁ, ଆଉ ସେଇଟା ହେଉଛି ଜଗନ୍ନାଥ ଚେତନା। ମନେ ରଖିବାକୁ ହେବ, ଏହା କେବଳ ଗୋଟିଏ ଧାର୍ମିକ ବିଶ୍ୱାସ ନୁହେଁ, ଏହା ତାଠୁ ବହୁତ ବେଶୀ। ଏହା ହେଉଛି ଏକ ଏକତାର ଏକ ମହାଭାବନା। ଜାଣନ୍ତି, ପ୍ରଭୁ ଜଗନ୍ନାଥଙ୍କୁ କାହିଁକି ବିଶ୍ୱବ୍ରହ୍ମାଣ୍ଡର ନାଥ କୁହାଯାଏ? କାରଣ ସେ କେବଳ ଜଣେ ଦେବତା ନୁହନ୍ତି, ତାଙ୍କ ଚେତନା ହିଁ ହେଉଛି ପ୍ରେମ, ସ୍ନେହ ଆଉ ଭାଇଚାରାର ପ୍ରତୀକ। ଆଉ ଏମିତି ଏକ ଭାବନା ଯାହା ସବୁ ବାଡ଼ ଭାଙ୍ଗିଦିଏ। ସେ ଜାତି ହେଉ, ଧର୍ମ ହେଉ କି ବର୍ଣ୍ଣ, ସମସ୍ତଙ୍କୁ ଏକାଠି ବାନ୍ଧି ରଖେ। ଆଉ ଏହି ଯୋଉ ଏକାଠି କରିବାର ଭାବନା, ତାର ସବୁଠୁ ବଡ଼ ଆଉ ଜୀବନ୍ତ ଉଦାହରଣଟି କ'ଣ ଜାଣନ୍ତି? ସେଇଟା ହେଲା ସାଲବେଗଙ୍କ କାହାଣୀ, ଯିଏକି ପ୍ରଭୁ ଜଗନ୍ନାଥଙ୍କର ଜଣେ ସବୁଠୁ ପ୍ରିୟ ଆଉ ପ୍ରସିଦ୍ଧ ଭକ୍ତ ଥିଲେ। କଥାଟା ଟିକେ ଶୁଣନ୍ତୁ। ସାଲବେଗଙ୍କ ବାପା ଥିଲେ ମୁସଲମାନ ଆଉ ମାଆ ଥିଲେ ହିନ୍ଦୁ, କିନ୍ତୁ ତାଙ୍କ ହୃଦୟରେ କେବଳ ଜଗନ୍ନାଥ ହିଁ ଥିଲେ। ସେ ଥିଲେ ତାଙ୍କର ପରମ ଭକ୍ତ। ଆଉ ଦେଖନ୍ତୁ, ତାଙ୍କ ମୃତ୍ୟୁ ପରେ କେମିତି ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହେଲା। ହିନ୍ଦୁମାନେ କହିଲେ ଏ ଆମର, ମୁସଲମାନମାନେ କହିଲେ ନା ଏ ଆମର। ତେବେ ଶେଷରେ ଯୋଉ ସମାଧାନ ବାହାରିଲା ସେଇଟା ସତରେ ଅନନ୍ୟ ଥିଲା। ତାଙ୍କୁ ସମାଧି ଦିଆଗଲା ଠିକ୍ ସେଇ ପୁରୀ ବଡ଼ଦାଣ୍ଡରେ, ଯେଉଁ ବାଟେ ଦେଇ ରଥଯାତ୍ରା ଯାଏ। କାହିଁକି? କାରଣ ଏମିତି ହେଲେ ତାଙ୍କ ଆତ୍ମା ପ୍ରତିବର୍ଷ ନିଜ ପ୍ରଭୁଙ୍କୁ ଦେଖିପାରିବ। ଏହାଠୁ ବଡ଼ ଧାର୍ମିକ ଏକତାର ଉଦାହରଣ ଆଉ କ'ଣ ହୋଇପାରେ? ଆଧ୍ୟାତ୍ମିକତା ପରେ ଏବେ ଆସନ୍ତୁ ଦେଖିବା ଓଡ଼ିଶା ଐତିହ୍ୟର ଦ୍ୱିତୀୟ ସ୍ତମ୍ଭ। ଆଉ ଏଇଟା ହେଉଛି ଶବ୍ଦର ଏକ ଅସରନ୍ତି ନଦୀ, ଓଡ଼ିଶାର ସମୃଦ୍ଧ ସାହିତ୍ୟ ପରମ୍ପରା। ଓଡ଼ିଆ ସାହିତ୍ୟର ଯାତ୍ରା ଆଜିକାଲିର ନୁହେଁ, ଏହା ହଜାର ହଜାର ବର୍ଷ ପୁରୁଣା। ଏହାର ମୂଳ ଆମେ ଦେଖିବାକୁ ପାଇବା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲେଖରେ। ତାପରେ ଆସିଲା ଚର୍ଯ୍ୟାପଦର ବୌଦ୍ଧ କବିତା, ଆଉ ତାପରେ ଚତୁର୍ଦ୍ଦଶ ଶତାବ୍ଦୀରେ ଆସିଲେ ଜଣେ ଯୁଗପୁରୁଷ ସାରଳା ଦାସ। ସେ କ'ଣ କଲେ? ସେ ମହାଭାରତକୁ ପଣ୍ଡିତଙ୍କର ସଂସ୍କୃତ ଭାଷାରୁ ଆଣି ସାଧାରଣ ଲୋକଙ୍କ ଭାଷାରେ ପହଞ୍ଚେଇଲେ। ତା ପରର ଯାତ୍ରା ବି କମ୍ ରୋଚକ ନୁହେଁ। ପଞ୍ଚସଖା ଯୁଗ, କାବ୍ୟଯୁଗର ସୁନ୍ଦର କବିତା, ଆଉ ଶେଷରେ ଆଧୁନିକ ସାହିତ୍ୟର ତ୍ରିମୂର୍ତ୍ତିଙ୍କର ଆଗମନ। ସତରେ କହିବାକୁ ଗଲେ ଏହା ଏକ ଅବିଶ୍ୱସନୀୟ ସାହିତ୍ୟିକ ଯାତ୍ରା। ଏଇ ଯୋଉ ଆମେ ଦେଖୁଛେ, ଏଇଟା ହେଉଛି ସେହି ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ, ଯାହା ଭୁବନେଶ୍ୱରର ଉଦୟଗିରିରେ ଅଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏହା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖୋଦା ହୋଇଥିଲା। ଆଉ ଏହାକୁ ହିଁ ଓଡ଼ିଶାର ପ୍ରଥମ ସ୍ୱଦେଶୀ ସାହିତ୍ୟର ପ୍ରମାଣ ବୋଲି କୁହାଯାଏ। ଓଡ଼ିଆ ସାହିତ୍ୟରେ ଗୋଟେ ବହୁତ ମଜାଦାର ଜିନିଷ ଅଛି, ତା ନାଁ ହେଲା ଚୌତିଶା। ଏହା ଏମିତି ଏକ କାବ୍ୟକ ଶୈଳୀ ଯେଉଁଥିରେ ଠିକ୍ 34ଟି ପଦ ଥାଏ। ଆଉ ତାର ବିଶେଷତା କ'ଣ ଜାଣନ୍ତି? ପ୍ରତ୍ୟେକ ପଦ ଓଡ଼ିଆ ବର୍ଣ୍ଣମାଳାର କ ଠାରୁ ଆରମ୍ଭ କରି କ୍ଷ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣରୁ ଆରମ୍ଭ ହୁଏ। ଏହା ଭାଷାର ଗଠନ ଆଉ କବିତାର ସୌନ୍ଦର୍ଯ୍ୟର ଏକ ଚମତ୍କାର ମିଶ୍ରଣ, ନୁହେଁ କି? ଆଉ ଏ ହେଉଛନ୍ତି ଆଦିକବି ସାରଳା ଦାସ। ପଞ୍ଚଦଶ ଶତାବ୍ଦୀରେ ସେ ଏକ ଏମିତି କାମ କରିଥିଲେ ଯାହା ସତରେ ଏକ ବିପ୍ଳବ ଥିଲା। ସେ ପ୍ରଥମ ଥର ପାଇଁ ବିଶାଳ ମହାଭାରତକୁ ସାଧାରଣ ଲୋକଙ୍କ କଥା କହିବା ଭାଷା, ମାନେ ଆମ ଓଡ଼ିଆରେ ଲେଖିଲେ। ଏହାଦ୍ୱାରା କ'ଣ ହେଲା? ଜ୍ଞାନ ଆଉ କେବଳ ପଣ୍ଡିତମାନଙ୍କ ପାଖରେ ବନ୍ଦୀ ହୋଇ ରହିଲାନି, ସମସ୍ତଙ୍କ ପାଇଁ ତାର ଦ୍ୱାର ଖୋଲିଗଲା। ତାପରେ ଆସିଲା କାବ୍ୟଯୁଗ, ଆଉ ଏହି ଯୁଗର ସମ୍ରାଟ ଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କ କବିତା ଥିଲା ଶବ୍ଦର ଯାଦୁଗରୀ। ଜଟିଳ ଶବ୍ଦଖେଳ ଆଉ ସୁନ୍ଦର ଅଳଙ୍କାରରେ ଭରା ତାଙ୍କ କବିତା ଆଜି ବି ଲୋକଙ୍କୁ ମନ୍ତ୍ରମୁଗ୍ଧ କରେ। ସମୟ ଆଗକୁ ବଢ଼ିଲା, ଆଉ ଆସିଲା ଆଧୁନିକ ଯୁଗ। ଏହି ସମୟରେ ଆମେ ଭେଟୁଛେ ଫକୀର ମୋହନ ସେନାପତିଙ୍କୁ। ସେ ଥିଲେ ଆଧୁନିକ ତ୍ରୟୀଙ୍କ ମଧ୍ୟରୁ ଜଣେ, ଆଉ ତାଙ୍କୁ ଓଡ଼ିଆ ଉପନ୍ୟାସର ଜନକ ବୋଲି କୁହାଯାଏ। ତାଙ୍କ ଲେଖାର ବିଶେଷତ୍ୱ ଥିଲା ଯେ ସେ ସମାଜର ପ୍ରକୃତ ଚିତ୍ର, ତାର ସୁଖ ଦୁଃଖକୁ ନିଜ କାହାଣୀରେ ଜୀବନ୍ତ କରି ଦେଉଥିଲେ। ଆଧ୍ୟାତ୍ମିକତା ଆଉ ସାହିତ୍ୟ ପରେ ଏବେ ଆସନ୍ତୁ ଆମର ତୃତୀୟ ସ୍ତମ୍ଭ ଆଡ଼କୁ। ଏଠି କାହାଣୀ ଶବ୍ଦରେ ନୁହେଁ, ବରଂ ପଥରରେ କୁହାଯାଇଛି।
ଏଠି ଓଡ଼ିଶାର ଆତ୍ମା ଆଉ ସ୍ୱର ପଥର ଦେହରେ ଖୋଦେଇ ହୋଇ ଚିରଦିନ ପାଇଁ ଅମର ହୋଇଯାଇଛି। ଆମେ କଥା ହେଉଛେ କଳା ଏବଂ ସ୍ଥାପତ୍ୟ ବିଷୟରେ। ପ୍ରସିଦ୍ଧ ଇତିହାସକାର ଜେମ୍ସ ଫର୍ଗ୍ୟୁସନ୍ ଥରେ ଗୋଟେ କଥା କହିଥିଲେ, ଆଉ ସେଇଟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କହିଥିଲେ, ବାକି ପୁରା ହିନ୍ଦୁସ୍ଥାନକୁ ମିଶେଇ ଦେଲେ ଯେତିକି ମନ୍ଦିର ହବ, କେବଳ ଓଡ଼ିଶାରେ ତାଠୁ ଅଧିକ ମନ୍ଦିର ଅଛି। ଏହି ଗୋଟିଏ ବାକ୍ୟ ହିଁ ଯଥେଷ୍ଟ ଓଡ଼ିଶାର ସ୍ଥାପତ୍ୟ ଐତିହ୍ୟ କେତେ ବିଶାଳ ତାହା ବୁଝିବା ପାଇଁ। ଆଉ ଓଡ଼ିଶାର କଳା କେତେ ପୁରୁଣା ତାର ଝଲକ ଏହି ଦୁଇଟି ଚିତ୍ରରୁ ହିଁ ମିଳିଯାଏ। ଦେଖନ୍ତୁ, ଗୋଟିଏ ପଟେ ଅଛି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳିର ସେହି ଶାନ୍ତ ସୁନ୍ଦର ହାତୀ ମୂର୍ତ୍ତି, ଯାହା ବୌଦ୍ଧ କଳାର ଏକ ଚମତ୍କାର ନମୁନା। ଆଉ ଅନ୍ୟପଟେ ଅଛି ଏକାଦଶ ଶତାବ୍ଦୀରେ ତିଆରି ହୋଇଥିବା ଭୁବନେଶ୍ୱରର ବିଶାଳ ଲିଙ୍ଗରାଜ ମନ୍ଦିର। ଏ ଦୁଇଟା ଭିତରେ 1000 ବର୍ଷରୁ ବି ଅଧିକ ସମୟର ବ୍ୟବଧାନ। ଭାବନ୍ତୁ ତ କେତେ ଲମ୍ବା ଏ କଳାର ଯାତ୍ରା। ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର, ବାଃ, ଏହାକୁ ଦେଖିଲେ ସତରେ ଆଖି ଲାଗିଯାଏ। ଏହାର କାରୁକାର୍ଯ୍ୟ ଏତେ ସୂକ୍ଷ୍ମ ଆଉ ଏତେ ସୁନ୍ଦର ଯେ ଏହାକୁ ଏମିତିରେ ଓଡ଼ିଶା ସ୍ଥାପତ୍ୟକଳାର ମଣି ବୋଲି କୁହାଯାଏନି। ସତ୍ୟ କହିବାକୁ ଗଲେ ଏଇଟା ପଥରରେ ଲେଖାଯାଇଥିବା ଗୋଟେ କବିତା ଭଳି ଲାଗେ। ଆଉ ଏବେ ଆସିଲା କୋଣାର୍କ, ଆମ ସମସ୍ତଙ୍କର ଗର୍ବ, କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହା ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ। ପୁରା ମନ୍ଦିରଟାକୁ ସୂର୍ଯ୍ୟ ଦେବତାଙ୍କ ପାଇଁ ଗୋଟେ ବିଶାଳ ପଥର ରଥ ଭାବରେ ଗଢ଼ାଯାଇଥିଲା। ଏହାର ସ୍ଥାପତ୍ୟ, ଏହାର ଭାସ୍କର୍ଯ୍ୟ ଏମିତି ଏକ କଳାକୃତି ଯାହା ଆଜି ବି ପୁରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦିଏ। ସବୁ ରାସ୍ତା ଯେମିତି ଗୋଟିଏ ଜାଗାକୁ ଯାଏ। ଆମେ ପୁଣି ଫେରି ଆସିଛୁ ସେହି ଆଧ୍ୟାତ୍ମିକ କେନ୍ଦ୍ରକୁ। ଏ ହେଉଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, କୋଟି କୋଟି ଲୋକଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ଆଉ କଳିଙ୍ଗ ସ୍ଥାପତ୍ୟର ଏକ ଅତୁଳନୀୟ ନିଦର୍ଶନ। କିନ୍ତୁ ଗୋଟିଏ କଥା ମନେ ରଖିବା ଦରକାର, ଓଡ଼ିଶାର ଐତିହ୍ୟ କୌଣସି ଗୋଟିଏ ଧର୍ମ ଭିତରେ ସୀମିତ ହୋଇ ରହିନି। ଏଠି ଆପଣଙ୍କୁ ରତ୍ନଗିରି ଲଳିତଗିରିରେ ବୌଦ୍ଧ ସ୍ତୂପର ଶାନ୍ତି ମିଳିବ, ତ ପୁଣି ଖଣ୍ଡଗିରିରେ ଜୈନଗୁମ୍ଫାର ତପସ୍ୟା ଦେଖିବାକୁ ମିଳିବ। ଇମିତିକି କଟକରେ କଦମ ଏ ରସୁଲ ଭଳି ଇସଲାମୀୟ ପୀଠ ଅଛି, ଐତିହାସିକ ଚର୍ଚ୍ଚ ବି ଅଛି। ଏସବୁ କ'ଣ ଦେଖାଉଛି? ଏଇଟା ହିଁ ପ୍ରମାଣ କରୁଛି ଯେ ଓଡ଼ିଶାର ମାଟି ସବୁବେଳେ ସବୁ ଧର୍ମ, ସବୁ ବିଶ୍ୱାସ ପାଇଁ ନିଜ କୂଳକୁ ଖୋଲା ରଖିଛି, ଏକ ସୁନ୍ଦର ସଙ୍ଗମସ୍ଥଳୀ ପରି। ଏତେ ସବୁ କଥା ଶୁଣିଲା ପରେ ମନରେ ପ୍ରଶ୍ନ ଆସିପାରେ, ଏସବୁ କ'ଣ ଖାଲି ଅତୀତର କାହାଣୀ? ଏବେ କ'ଣ ଏସବୁ ନାହିଁ? ଆଦୌ ନୁହେଁ। ଓଡ଼ିଶାର ଐତିହ୍ୟ କେବଳ ଇତିହାସ ନୁହେଁ, ଏହା ଆଜି ବି ଏକ ଜୀବନ୍ତ, ସ୍ପନ୍ଦିତ ପରମ୍ପରା। ତାର ଗୋଟେ ବହୁତ ସୁନ୍ଦର ଉଦାହରଣ ହେଉଛି ପଟ୍ଟଚିତ୍ର। କପଡ଼ା ଉପରେ କରାଯାଉଥିବା ଏହି ପାରମ୍ପରିକ ଚିତ୍ରକଳା ଆଜି ବି ଜୀବନ୍ତ। ଆଉ ଜାଣନ୍ତି, ଏହି କଳା ପାଇଁ ପ୍ରସିଦ୍ଧ ରଘୁରାଜପୁର ଗାଁକୁ ୟୁନେସ୍କୋ ଏକ ଐତିହ୍ୟ ଗ୍ରାମର ମାନ୍ୟତା ଦେଇଛି। ଏଥିରୁ କ'ଣ ଜଣାପଡ଼ୁଛି? ଏଇଟା ହିଁ ଜଣାପଡ଼ୁଛି ଯେ ଐତିହ୍ୟ କେବଳ ମ୍ୟୁଜିୟମରେ ସଜେଇ ହୋଇ ରହିବା ଜିନିଷ ନୁହେଁ, ଏହା ଲୋକଙ୍କ ଜୀବନ ଆଉ ଜୀବିକାରେ ଆଜି ବି ବଞ୍ଚି ରହିଛି। ତେବେ ଶେଷରେ ଗୋଟିଏ ପ୍ରଶ୍ନ ସହିତ ଆମେ ଏହି ଆଲୋଚନାକୁ ସାରିବା। ଯଦି ପଥର, କବିତା ଆଉ ଲୋକଙ୍କ ବିଶ୍ୱାସ ଗୋଟେ ସଂସ୍କୃତିର କାହାଣୀ କହିପାରୁଛି, ତେବେ ଟିକେ ଭାବି ଦେଖନ୍ତୁ ତ, ଆଜିର ଆମ ଦୁନିଆ ଆଗାମୀ ପିଢ଼ି ପାଇଁ କେଉଁ କାହାଣୀ ଛାଡ଼ି ଯାଉଛି? ଏହା ଉପରେ ଚିନ୍ତା କରିବା ନିହାତି ଜରୁରୀ।